ଆଜିକାଲି କଣ ବକ୍ତା ହେବା ପାଇଁ ବକ୍ତା ପରା ଦୁଶ୍ମନ ଅଛି। ବାକ୍ୟ ଥିଲେ ତ ନହେଲେ ନାଇଁ, ଲୁଗାପଟା ଟିକେ ଭଲଟା ଥିବାର ଅଛି। କଣ ଥିବା ଅଛି? ଲୁଗାପଟା ଟିକେ ଭଲଟା ଥିବାର ଅଛି। ମୁଁ ସବୁବେଳେ କୁହେ ଭଲ ବକ୍ତା ହେବା ପାଇଁ କଣ ଦରକାର? ବାକ୍ୟ ବୁଝୁ କି ନ ବୁଝୁ, କଣ ଥିବା ଅଛି? 3ଟା ବୁଟ ଆଉ 4ଟା ସୁଟ ଥିବାର ଅଛି। 3ଟା ବୁଟ 4ଟା ସୁଟ ଯଦି ରେଡି ହେଇଗଲା ବୋଲେ ସେ ବକ୍ତା ହେବା ପାଇଁ ରେଡି ହେଇଗଲା। ତାକୁ ବାକ୍ୟ ବୁଝୁ କି ନ ବୁଝୁ ଅଲଗା କଥା, ସେଇଟା ସେତିକି ଯଥେଷ୍ଟ ବକ୍ତା ହେବା ପାଇଁ। ଏଠି କଣ ଦେଖୁଛୁ? ୟାଙ୍କର ଦେଖନ୍ତୁ। ଆଉ ଏ କୋଉ ସମୟରେ କହୁଛନ୍ତି? ଯୋଉ ସମୟରେ ବାପ୍ତିଜକ ଯୋହନଙ୍କ ପୁରା କିଏ ନାହିଁ, ରାଜା ଡରୁଛି, ଲୋକ ଥରହରରେ କିଏ ଆସିଲା, କାରଣ ସେ ପ୍ରାନ୍ତରରେ ଏକଲା ରହୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜିର ପ୍ରଚାରକ ପାଳକ ମାନେ ଆମେ ଭିଡରେ ରହିବା ପାଇଁ ଚାହୁଁଛୁ। ଆମର ଚାରି ପଛେ 10 ଲୋକ ଥିବାର ଅଛି, ଆମେ ଠିଆ ହେଲେ ଟିକେ ତାଙ୍କର ପାଖରେ କିଏ ମିଶା, ଏକଲା ଲୋକ। ଇଂଲିଶ ଗୋଟେ କଥା କହିବେ, ଲାୟନ ହଣ୍ଟସ୍ ଏଲୋନ୍, ଲାୟନ ହଣ୍ଟସ୍ ଏଲୋନ୍ and men of God walks alone ବୋଲିକରି। କଣ କରନ୍ତି? ସିଂହ ଏକଲା ଶିକାର କରବ, ତାକୁ ଶିକାର କରିବା 10 ଲୋକ ଦରକାର ନାହିଁ। ଆରେ ପ୍ରଭୁଙ୍କର ଦାସ କେତେ ଲୋକ ସାଙ୍ଗେ ଚାଲବ? ଏକଲା ଏକଲା। ସେ ଭିଡସ୍ତ ଚାଲବ ନାହିଁ, ବିରସ୍ତ ଜୀବନ। ଏଟା ଆମେ କଣ ଦେଖୁଛୁ? ଆଉ ଏଇ ବାପ୍ତିଜକ ଯୋହନ, ମୁଁ କାହିଁକି ପ୍ରଭୁଙ୍କ ଦାସଟି କଣ ଥିବା କହିବା ପାଇଁ ଚାହେଁ, ଯେତେବେଳେ ସେ ପପୁଲାର ହଉଛନ୍ତି, ସେ କହୁଛନ୍ତି ମତେ ଦେଖ ନାହିଁ, ତାଙ୍କୁ ଦେଖ, ତାଙ୍କୁ ଦେଖ। ଆଉ ସେ କଣ କହୁଛନ୍ତି? ତାଙ୍କର ପାଦର ଜୁତା ଫିଟାଇବା ପାଇଁ ମଧ୍ୟ ମୁଁ ବନ୍ଧନୀ ଫିଟାଇବା ପାଇଁ ଯୋଗ୍ୟ ନାହିଁ। ଏଇଟା ହଉଛି ପ୍ରଭୁଙ୍କ ଦାସର ଚିହ୍ନ। ଆମକୁ ଟିକେ ପ୍ରଭୁ ଉଠାଇ ଦେଲା ପରେ ମୋଟୁ କିଏ ନାହିଁ ବୋଲି ଭାବୁଛୁ। ଭଲ ଚେନ୍ ନ ମିଳିଲେ କପାଉଛୁ ଆମେ, ଭଲ ଚେନ୍ ନ ମିଳିଲେ କପାଉଛୁ। ଫୁଲ ମାଲ ଦେଖିଲେ ତାକୁ କେନ୍ତା ମତେ କେନ୍ତା ମିଳିଲା, ସାଲ ଦେଖିଲେ ବୋଲେ ତାକୁ ମତେ କୁଟା ବୋଲଲା ଭଳିଆ। ପ୍ରିୟ ଭାଇ ଭଉଣୀ ମାନେ, କାହିଁକି ମୁଁ କହୁଛି ଯେ ପ୍ରଭୁଙ୍କର ଯଦି ସେ ଡାଇନାମିକ ସ୍ପିରିଟ ଥିବ, ତାକୁ କିଛି ଦରକାର ନାହିଁ, କିଛି ଦରକାର ନାହିଁ। ଜଣେ ପ୍ରଭୁଙ୍କର ଦାସ କହୁଥିଲେ, ପ୍ରଭୁ ତୁମକୁ ଯୋଗାଇବେ, ପ୍ରଭୁ ତୁମର ଅଭାବ ପୁରା କରିବେ, ପ୍ରଭୁ ତୁମର ଅଭାବ ପୁରା କରିବେ। ବୁଢୀ ମା ଶୁଣିଲା, ପ୍ରଭୁ ଯଦି ଆମର ଅଭାବ ପୁରା କରିବେ, ତାର ମିଶା ତ ଅଭାବ ପୁରା କରିବେ, ହେଲେ କାହିଁକି ସେ ଡିମାଣ୍ଡ କରି ଡାକୁ ମାଗୁଛି? ତେବେ ଯଦି ସଦାପ୍ରଭୁ ତୁମର ପ୍ରତିପାଳକ, ତେବେ ସଦାପ୍ରଭୁ ମୋର ବି ପ୍ରତିପାଳକ। ଯୋଉ ପ୍ରଭୁ ଆପଣଙ୍କୁ ଯୋଗାଇବେ, ସେ ପ୍ରଭୁ ମୋ ମିଶା ଯୋଗାଇବେ। ତ ଡିମାଣ୍ଡ କରବାର କି ଦରକାର ଅଛି? ବୋଲା ସେ ବୁଢୀ ମା, ମୁଇଁ ଶୁଣିଲି ସତ କଥା ଡୋକରି କହୁଛି। ଏଟା ଆମର ବୁଢା ବୁଢୀ ମାନେ ପାଠ ପଢି ନାହାନ୍ତି, କିନ୍ତୁ ତାଙ୍କର ପୁରା ଜ୍ଞାନୀ ଲୋକଟି ମିଳିବେ। ଆମର ଟିକେ ଜ୍ଞାନ ଅଛି, ତାଙ୍କର ଅଭିଜ୍ଞତା ଅଛି। ତାଙ୍କର ବାଲ ଚୁଚା ସେମାନେ ଖାରେ ବସି ଶୁକାଇ ପାଚାଇ ନାହାନ୍ତି। ସେମାନେ କଣ କରିଛନ୍ତି? ସେମାନେ ଅଭିଜ୍ଞତାର କଥା ଦେଖିବେ। ବେଳେ ବେଳେ ଆମେ ଗର୍ଜା ଗଲ ଛଟପଟ ହଉଥିବୁ କି ନାହିଁ, ଡୋକରା ଡୋରି ଗୋଟେ କଥା କହିବେ, ସିଧା କଥା କହିବେ, ଚିଡିଯିବ କଥା। ତ ପ୍ରିୟ ମାନେ, ମୁଁ କାହିଁକି କହୁଛି ଆପଣଙ୍କୁ, ବାକ୍ୟକୁ ନେବା ପୂର୍ବରୁ ଆମେ ଜାଣିବା ଦରକାର ପ୍ରଭୁଙ୍କ ଦାସ କିଏ, କାହାକୁ ପ୍ରଭୁଙ୍କ ଦାସ ବୋଲି କୁହାଯାଏ। ଏଠି ଆମେ ଦେଖୁଛୁ ସମସ୍ତେ ତାଙ୍କ ପଛରେ ଯାଉଛନ୍ତି। ଟିକେ ତ କ୍ରେଡିଟ ନେବା କଥା କି ନାହିଁ? ଟିକେ ନେବା କଥା। ସେ କହିଲେ ନାଇଁ 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 ନାଇଁ, କ୍ରେଡିଟ ମୁଇଁ ନାହିଁ। ଆଉ ଯାହାର କଣ କହୁଛନ୍ତି, ମତେ ଅବଶ୍ୟ ହ୍ରାସ ହେବାକୁ ପଡିବ, ଆଉ ତାଙ୍କୁ ଉନ୍ନତ ହେବା ପାଇଁ। ଯଦି ମୋର ସେବା କାର୍ଯ୍ୟରେ ପ୍ରଭୁ ନ ଦେଖାଯାଏ, ମୁଇଁ ଦେଖାଯାଉଛି ବୋଲେ ମୋର ସେବାର ପ୍ରଭୁ ନାହିଁ। ଯଦି ପ୍ରଭୁ ଥିବେ, ପ୍ରଭୁ ଦେଖା ହେବେ। ମୋର କାମ କଣ? ଲୋକଙ୍କୁ ପ୍ରଭୁଙ୍କ ସହିତ ପରିଚିତ କରାଇବା। ମୁଇଁ ପରିଚିତ ହେବାର ମୋର କାମ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ସେବା କରିକି ବଞ୍ଚୁ ନାହୁଁ, ସେବା କରିବା ପାଇଁ ବଞ୍ଚିଛୁ, ଜାଣିବା ଦରକାର। ଆମେ ସେବା କରି ବଞ୍ଚୁ। ଆମର ପ୍ରଭୁ ଏତେ ନିର୍ଦ୍ଦୟ ନାହିଁ ଯେ ଆମେ ପ୍ରଚାର କଲେ ଆମକୁ ଖାଇବାକୁ ଦେବେ। ସେ ସେମିତିକା ପ୍ରଭୁ, ସେମିତି ପ୍ରଭୁ ନୁହନ୍ତି। ଆମେ ଘରେ ବସିଥିଲେ ମିଶା ଆମକୁ ଖାଇବାକୁ ଦେବାକୁ ସାମର୍ଥ୍ୟ ସେ ଅଟନ୍ତି। ମୁଁ କାହିଁକି ଏଟା କହୁଛି? ଏଟା ଜୀବିକା ନୁହେଁ ପ୍ରିୟ ମାନେ, ଏ ସେବା କାର୍ଯ୍ୟ ଆମର ଜୀବିକା ନୁହେଁ। ଜୀବିକା ନୁହେଁ, ଏଟା କଣ ଅଟେ? ଆମର ଜୀବନ ଅଟେ। ମସ୍ତ ଖୋଲନ୍ତୁ ଟିକେ ଦେଖିବେ, ଗୀତ ସଂହିତା 37 ପର୍ବ ଆଉ 25 ପଦ। ଗୀତ ସଂହିତା 37:25 କଣ ଲେଖା ଯାଉଛି? ଦାଉଦ କହୁଛନ୍ତି, ମୁଁ ଯୁବା ଥିଲି,
ସମସ୍ତେ ଖୋଲନ୍ତୁ ବାଇବଲ କିଏ ଆଣିଛନ୍ତି ଉଠାନ୍ତୁ ତ ଦେଖିବା। ବାଇବଲ କେଉଁମାନେ ଆଣିଛନ୍ତି ଟିକେ ଉଠାଅ, ଆଉ ଟିକେ ଭଲକୁ ଉଠାଅ। ହଁ କ୍ୟାମେରା ଟିକେ ବୁଲାବ ତମ ନିମିଷ, ମତେ ଏକା ଦେଖନି, ସବୁକୁ ଟିକେ ଟିକେ ଦେଖାଅ ତ। ଏପଟେ ବୁଲାନ୍ତୁ ସମସ୍ତେ। ମୁଁ କାହିଁକି କହୁଛି ପ୍ରିୟ ଭାଇ ଭଉଣୀ ମାନେ, ଉଠା ଉଠା ଏତେ ଫୋଜ କାହିଁକି? ହିଣ୍ଡି ପର୍ବ ପିଲା ଟେକି ବୁଲୁଛି, ଏଟା କିସ ଅଛି? ଉଠାନ୍ତୁ ଟିକେ। ହଁ ଏପଟେ ବି ବୁଲାନ୍ତୁ ସମସ୍ତଙ୍କୁ। ମୁଁ କାହିଁକି କହୁଛି, ଗୋଟେ ଖ୍ରୀଷ୍ଟିଆନିଟି ଗୋଟେ ଏମିତି ରିଲିଜିଅନ ଯୋଉଠି ଲୋକମାନେ ବାଇବଲ ଧରିକରି, ଏଠି ପ୍ରବଚନ ହୁଏ ନା, ଏଠି ବଚନ, ଏଠି କାତାନି ନାହିଁ, ହେଦେ ପୁନି ସେଦେ ପୁନି ନାଇଁ ଏଠି। ମୁଁ କାହିଁକି କହୁଛି ପ୍ରିୟ ମାନେ, ଆପଣଙ୍କୁ କିଏ ଠକି ପାରିବ ନାହିଁ, ମୁଇଁ ନାଇଁ କି କିଏ ମିଶା। ଯଦି କୋ ପ୍ରଚାରକ କହିବେ ବୋଲେ ଖାଲି ପଚାରିବେ, ଆଜ୍ଞା କୋଉଠି ଲେଖା ହେଇଛି? କହିପାରିଲେ ତ କହିପାରିବ, ଉଠିଯିବ ସେ, ଉଠିଯିବ। ଆଜିକାଲି ପ୍ରଚାରକ ମାନେ କଣ କହୁଛନ୍ତି, ମତେ ବାଇବଲ ଦରକାର ନାହିଁ, ମୁଇଁ ବାଇବଲ ଖୋଲିବି ନାହିଁ, ମତେ ବାଇବଲ ଦରକାର ନାହିଁ, ମୋର ପାଟିରେ ବାଇବଲ ଅଛି। କୋଉଠି ବାଇବଲ ଅଛି? ତାର ଥମ୍ନାରେ ପୁଣି ବାଇବଲ ଅଛି। ଆଶ୍ଚର୍ଯ୍ୟ ଲାଗୁଛି କି ନାହିଁ? ତୋର ଭାବରେ ତୋର ପାଟିରେ ତ 33ଟା ଦାନ୍ତ ନାହିଁ, 66ଟା ପୁସ୍ତକ କୋଉଠୁ ରହିଲା? ବାଇବଲ କେତେଟା ପୁସ୍ତକ ଅଛି? 70ଟା ପୁସ୍ତକ ଅଛି। 70 ନକରି ତାକୁ 66 ବି କରିଦେବା। 66ଟା ପୁସ୍ତକ ଅଛି, ତୋର ଥମ୍ ନାହିଁ, ତ 33ଟା ଦାନ୍ତ ମିଶା ନାହିଁ। ଆରେ କେଟା କିଡ଼ା ଦାନ୍ତ, ଆରେ କେଟା ଭୁସଲି ଯାଇଛି। ମୁଁ କାହିଁକି କହୁଛି ପ୍ରିୟ ଭାଇ ଭଉଣୀ ମାନେ, ଯୋଉ ପ୍ରଚାରକର ହାତରେ ବାଇବଲ ନାହିଁ, ସେ ପ୍ରଚାରକର ପ୍ରଚାର ଶୁଣିବ ନାହିଁ। ଯଦି ସେ କହିବେ ମତେ ବାଇବଲ ଦରକାର ନାହିଁ, ଆପଣ କହିବେ ତମେ ମିଶା ଆମକେ ଦରକାର ନାହିଁ। ଏଇଟା ଆପଣ ମନେ ରଖିଥାନ୍ତୁ। କାହିଁକି ଆପଣ ଦେଖିବେ ଯେ ଯୋଉଠି ମିଟିଂ ବେলা ଆମେ ପଳାଉଛୁ କି ନାହିଁ, ସେଥିପାଇଁ ଲୋକମାନଙ୍କୁ ରୁଣ୍ଡାଇବା ପାଇଁ ଡାକି ଦେଇଥିବେ, ସେ ଲୋକ କଣ କହିବେ ଆମକୁ ଜଣା ବି ନାହିଁ। ଏ ଷ୍ଟେଜରେ ଆପଣ ବେଳେ ବେଳେ କଣ ଦେଖିବେ, ଅଭିଷେକ ଦେଖିବେ ନାହିଁ, ଅଭିନୟ ଦେଖିବେ। ଆପଣ କଣ, ଗୋଟେ ହଉଛି ଅଭିଷେକ, ଆଉ ଗୋଟେ ଅଛି ଅଭିନୟ। ଯାହାଠାରେ ଅଭିଷେକ ନଥିବ ସେ ଅଭିନୟ କରିବ। ଏନେ ପଲା ତେନେ ପଲା କି ଦରକାର ଅଛି, ତମେ ଠିଆ ହବ, ଏଠି ପଲା ତୋର, ତେଣେ ପଲା ତୋର, ଡେଗାଇ ପକାଉଥିବ ଟିକେ। କଣ କହିବା ପାଇଁ ଚାହେଁ ପ୍ରିୟ ଭାଇ ଭଉଣୀ ମାନେ, କାଲି ଗୋଟେ ମିଟିଂ ପାଇଁ ଘରେ କହିବାକୁ ଆସିଥିଲେ। ଆରେ ମତେ କହିଲେ, ଆଜ୍ଞା ଆମେ ଡିସାଇଡ କରିଛୁ ଆଜ୍ଞା, 3 ଦିନ ଆପଣ ବାକ୍ୟ ଦେବେ, 3 ଦିନର ଯେତିକି ଚାନ୍ଦା ହବ ଆପଣ ଦେରି ପଳାଇବେ, ସବୁ ଦାନ ଆପଣ ଆକା। ମୁଁ କହିଲି ଟେଣ୍ଟ ଡବୁ କେମିତି ଦବ ତମେ ବୋଲି? ଟେଣ୍ଟ ଡବୁ, ଏ ସାଉଣ୍ଡ ଡବୁ, ଏ ମ୍ୟୁଜିକ ବଜାଇବା ପିଲାମାନଙ୍କୁ ପଇସା କୋଉଠୁ ଦବ? ମୁଣ୍ଡ ଖାଜା ହେଲେ। ମୁଁ କହିଲି ତମେ ତ 10 ଲକ୍ଷ ପେଣ୍ଟ ମାରୁ, ମାନେ ତମେ ଦିନକୁ ଗଲେ ବୋଲେ ଯେତିକି ଡାବୁ ମିଳେ ତମେ ଘର ଚଲୁଛ, ଯଦି 3 ଦିନର ଡାବୁ ମୁଇଁ ଧରି ଯିବି ବୋଲେ ତମେ କଣ କରିବ? ମୁଁ କହିଲି ତୁମେ ବସ, ଚିନ୍ତା କର, ସବୁଠୁ କମ ଯାହା ଦେଇପାରିବ ମତେ ଦିଅ। ଆରେ ବଳକା ଏ ମିଟିଂ କରି ଟେଣ୍ଟ ଭଡା ପାଖ ଉଦାର, ସେ ଟେଣ୍ଟ ବାଲାକୁ ମୁଲୁଚାଇ ବୁଲୁଥିବ, ସାଉଣ୍ଡ ବାଲାକୁ ମୁଲୁଚାଇ ବୁଲୁଥିବ, ଏ ମ୍ୟୁଜିକ ବାଲା ଆସିଥିବ ବଜାଇବା ପାଇଁ, ୱାର୍ସିପ କରିବା ପାଇଁ, ତାଙ୍କୁ ବାବୁ ଯାଅ ବାବୁ ଏକାଉଣ୍ଟରେ ଛାଡ଼ିଦୁ ବୋଲି ପାଠଉଥିବ। ସେ ଷ୍ଟୋରି କରିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯଦି ଏ ପଇସା ପାଇଁ ମୁଁ ସେବା କରିଥାନ୍ତି ବୋଲେ ଏତେ ପଇସା ଆସିଥାନ୍ତା। କାରଣ ଓଡ଼ିଶାରେ ଯେତିକି ବୁଲୁଛି ମୁଇଁ ଅଧିକ ବୁଲୁଛି, ଦିନ ରାତି ମୁଇଁ ବୁଲୁଛି। ଯଦି ଡାବୁ ପାଇଁ ବୁଲତି ବୋଲେ ଡାବୁ ଗଣବା ମେସିନ 2ଟା ଘର ରଖିଥାନ୍ତୁ, ଗୋଟେ ବାଟେ ମୋ ସ୍ତ୍ରୀ ଗଣୁଥାନ୍ତୁ, ଗୋଟେ ବାଟେ ମୁଇଁ କଲେ ହେଲା ମୋ 50, କେତେ 50 ହେଲା। ପ୍ରିୟ ଭାଇ ଭଉଣୀ ମାନେ, ଏଟା ଆମର ବେପାର ନାହିଁ। ମୁଁ ଆପଣ ମାନେ କାହିଁକି କହୁଛି, ଆପଣ ବୁଝିଥାନ୍ତୁ। ଆପଣ ମାନେ ଆଜିର ସମୟରେ ଆମେ ଭଣ୍ଡାମିରେ ଠକାମିରେ ପଡୁଛୁ। ବାପ୍ତିଜକ ଜହନ ଦେଖନ୍ତୁ, କିଛି ନାହିଁ, ପ୍ରାନ୍ତରରେ ଅଛନ୍ତି। କଣ ଖାଉଛନ୍ତି? ବନମଧୁ ଖାଉଛନ୍ତି ଆଉ ପଙ୍ଗପାଳ ବୋଲେ ଛିଣ୍ଟିକା ନାହିଁ, ଗୋଟେ ଫଳ, ଗୋଟେ ଶିମ୍ବ ଭଳିଆ ଫଳ। ସେଟା ଆମେ ଭାବୁଥିଲୁ କଣ, ପଙ୍ଗପାଳ ବୋଲେ ଭାବୁଥିଲୁ ଛିଣ୍ଟିକା ମାରି ମାରି କରି ଖାଉଥିଲେ, ଝିଣ୍ଟିକା ଖାଉନଥିଲେ। ସେ ଫଳ ଦାନ କେରେବ ଜାତୀୟ ଫଳ, ଶିମ୍ବ ଭଳିଆ ଥିବ, ସେ ଭିତରେ ରଙ୍ଗ ଫଳଟା ଥିବ, ତାକୁ ସେ ଖାଉଥିଲେ। ଆଉ ବନମଧୁ ଆଉ ସେଇ ଡ୍ରେସ ତାଙ୍କର। କିନ୍ତୁ ତାଙ୍କ ଠାରେ ଯୋଉ ଅଭିଷେକ ଥିଲା, ଆମ ଠାରେ ସେଇଟା ନାହିଁ। ମୁଁ ଖାଲି ପ୍ରାର୍ଥନା କରୁଛି, ପ୍ରଭୁ ମୁଁ ତ ବାପ୍ତିଜକ ଜହନ ହେଇପାରିବି ନାହିଁ, ଗୋଟେ ବାପ୍ତିଜକ ଜହନକୁ ପଠାଅ ପ୍ରଭୁ, ଯୋଉ ଲୋକ ସିଧା ଆସିବେ ଆରେ ମୋ ଉପରେ କହିବେ କାଳ ସର୍ପର
বংশ। আমি তো চরকে দেখলে নমস্কার, ফটকারও দেখলে নমস্কার, সে গঞ্জেই বালাকে দেখলে আজ অধিক কাইকে বেশি দাবু দেব। মোর প্রিয় ভাই বোন মানে এই গঞ্জেই বিকুমান্টু 10 মাস নেতি বলে মুই মিশা 4টা কার্ড দিয়ে আগে পড়ছে। মনে ରଖିଥାନ୍ତୁ, ସରକାର ମନା କରିଛନ୍ତି, ସଦାପ୍ରଭୁ ବି ସେଟା ଆଗ ମନା କରିଛନ୍ତି। ଆମେ ଦେଶ ରହିଲା ବେଳେ କଣ, ଆମେ ସରକାରଙ୍କୁ ବି ମାନୁଛୁ, ସଦାପ୍ରଭୁଙ୍କୁ ବି ମାନୁଛୁ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏଠି ମୋର ପ୍ରିୟ ଭାଇ ମାନେ, ଏଟା ହଉଛି ଆମର ଦେଶର ସମ୍ବିଧାନ ହେଲା। ମୋର ବେଗରେ ଦେଶର ସମ୍ବିଧାନ ଗୋଟେ ଥିବ, କାହିଁକି ଆମେ ସମ୍ବିଧାନ ଅନୁସାରେ କାମ କରିବା ଲୋକ, ଆମେ କରିବା ଲୋକ। ଏ ମିଟିଂ କରୁଛୁ କେମିତି, ପରମିଶନ ନେଇକରି କରୁଛୁ। ପରମିଶନ ଏବେ କରିବେ, କେତେ ଦିନ ଗଲା ପରେ ପରମିଶନ, ରୋଡ ଯାକ ଜାମ୍, ডিজে বাজব, গাড়ি বুলব, কেবে কোটা ইচ্ছা খଣ୍ଡা কাতিব, আজকাল মাইজি মানে মিশা খଣ୍ଡা ধরি বুলুଛନ୍ତି। ମୋର ପ୍ରିୟ ଭାଇ ମାନେ କାହାର ପରମିଶନ ନଉଛନ୍ତି? ଏଟା କଣ ତାଙ୍କର ଦେଶ, ଆମେ ଭାଡାରେ ଅଛୁ? ସେମାନଙ୍କର ଯଦି ଦେଶ ଆମର ବି, ଆଉ ସମ୍ବିଧାନିକ ଅଧିକାର ଅନୁସାରେ ଏମା ଦେଶରେ ବଞ୍ଚୁଛୁ ଆମେ। এইটা এইটা এই পুস্তক, প্রিয় ভাই ভଉଣୀ মানে এইটাକୁ ଆମେ ଶିର ଧାର୍ଯ୍ୟ କରୁଛୁ। এটা କାରଣ ଆମର ଦେଶର ସମ୍ବିଧାନ, এটা ଆମର ଗର୍ବ ଆଉ ଗୌରବ, এটা ଆମ ଦେଶର ଗର୍ବ ଆଉ ଗୌରବ। ଯଦି ଆପଣଙ୍କ ପାଖରେ ମାଇକ୍ ଧରି ଠିଆ ହେଇପାରୁଛି, ଏ ବହି ମତେ ଅଧିକାର ଦେଇଛି, ଏ ବହି ଦ୍ୱାରା ମୁଁ ଠିଆ ହେଇପାରୁଛି, କାରଣ ଏଇଟା ଭାରତର ସମ୍ବିଧାନ। ଆଉ ଏଇଟା ହଉଛି ଦ୍ୱିତୀୟ ବିଷୟ, ଏଇଟା ହଉଛି ସ୍ୱର୍ଗର ସମ୍ବିଧାନ। ମୁଁ ଦୁଇଟା ସମ୍ବିଧାନକୁ ମାନେ ଆଉ ରେସପେକ୍ଟ ଦିଏ। ଭାରତର ସମ୍ବିଧାନ ଭାରତରେ କେମିତି ଥିବାର ଅଛି, ସେଥିପାଇଁ ସମ୍ବିଧାନ ଦରକାର। এটা হচ্ছে দ্বিতীয় ସମ୍ବିଧାନ, କଣ ଅଟେ, ସ୍ୱର୍ଗରେ କେମିତି ଯାଇପାରିବା, ସ୍ୱର୍ଗର ସରକାର ଆମ ଠାରୁ କଣ ଚାହୁଁଛନ୍ତି, କେମିତି ଜୀବନ କାଟିଲେ ସ୍ୱର୍ଗରେ ଯାଇପାରିବା, ଏଇଟା ଆମେ ଜାଣୁଛୁ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆଜି ପ୍ରଭୁ ଆମକୁ ଗୋଟେ ସୁଯୋଗ ଦେଇଛନ୍ତି। ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ, ଦୟାକରି ସମସ୍ତେ ଗୋଟେ ସମ୍ବିଧାନ ଘରେ କିଣିକି ରଖିଥିବେ। ଓଡ଼ିଆରେ ମିଳୁଛି, ହିନ୍ଦୀରେ ମିଳୁଛି, କିଣିକି ରଖ, ପଢନ୍ତୁ। ଆପଣ ସାମ୍ବିଧାନିକ ଅଧିକାର ଜାଣିବା ଦରକାର, ଜାଣିବା ଦରକାର ଆମେ। ଆଉ ମୁଁ ତ ଚାହୁଁଛି କଣ, ସବୁ ସ୍କୁଲରେ ସମ୍ବିଧାନ ପଢା ହେବା ଦରକାର, ସବୁ ଚର୍ଚ୍ଚରେ ସମ୍ବିଧାନ ପଢା ହେବା ଦରକାର, ସବୁ ପାଷ୍ଟରମାନେ ସମ୍ବିଧାନ ଜାଣିବା ଦରକାର। ଆମର ସମ୍ବିଧାନ ଆମକୁ କଣ ଅଧିକାର ଦିଏ, କଣ ଅଧିକାର ଦିଏ? ମୋର ପ୍ରିୟ ମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ବାପ୍ତିଜକ ଯୋହନଙ୍କ କଥା ମୁଁ କହୁଥିଲି ଆପଣମାନଙ୍କୁ। ଦେଖିବା ପାଇଁ ମାମୁଲି ଲୋକ, ହେଲେ ଦାଢି ବଢିଛି, ବେଶୀ ବୟସ ନାହିଁ, 33 ବର୍ଷର ଯୁବକ। ଯୀଶୁଙ୍କ ଠାରୁ ତାଙ୍କେ 6 ମାସ ଆଗ ସାନ ବଡ ହେଲା। ସେବା କେତେ ଦିନ କଲେ? ସେ 6 ମାସ ଆଗ ସେବା। ବାପ୍ତିଜକ ଯୋହନଙ୍କ ସେବା କେତେ ମାସ? 6 ମାସ ସେବା। ଆଉ ବାଇବଲ ପଣ୍ଡିତ ମାନେ କଣ କହୁଛନ୍ତି, ପ୍ରାୟ 20 ବର୍ଷ ପର୍ଯ୍ୟନ୍ତ ବାପ୍ତିଜକ ଯୋହନ ପ୍ରାନ୍ତରରେ ଥିଲେ ବୋଲି କହୁଛନ୍ତି। 20 years କଣ ପାଇଁ? ଆତ୍ମାଙ୍କ ଦ୍ୱାରା ଚାଳିତ ହେବା ପାଇଁ, ଆତ୍ମାଙ୍କର ଭରପୁର ରହିବା ପାଇଁ। 20 ବର୍ଷ ଆତ୍ମାର ଅଭିଷିକ୍ତ ରହିଲେ କେତେ ଦିନ ସେବା କରିବା ପାଇଁ? 6 ମାସ ସେବା କରିବା ପାଇଁ। ଆମେ ଗୋଟେ ବର୍ଷର କୋର୍ସ କରି ଭାରି ଆସିକରି ଆମେ 20 ବର୍ଷ ସେବା କରି ବୋଲି ହବ? ଏଇଟା ମୁଁ କହୁଛି, ଆମେ 20 ବର୍ଷ ସେବା করবো, ଗୋଟେ 6 ମାସ କି ବର୍ଷର କୋର୍ସ କରି। ସେ 20 ବର୍ଷ ପ୍ରଭୁଙ୍କ ଦାସ ମାନେ କୁହନ୍ତି, ବାଇବଲ ପଣ୍ଡିତ ମାନେ 20 ବର୍ଷ ପ୍ରାନ୍ତରରେ ଥିଲେ। ସେ ଜ୍ୱଳନ୍ତ ତେଜମୟ ପ୍ରଦୀପ ସେ। ମୋର ପ୍ରିୟ ମାନେ, ମୁଁ କାହିଁକି ଏଟା ଆପଣ ମାନଙ୍କୁ କହୁଛି, ସେଇ ବ୍ୟକ୍ତି ଏତେ ପପୁଲାର, ଯାହାଙ୍କ ପଛରେ ସମସ୍ତେ ପାଗଳ ଭଳିଆ ଯାଉଛନ୍ତି, ସେମିତି ସମସ୍ତେ କଣ ବୋଲି କହୁଛନ୍ତି, ସେ କଣ ବୋଲି କହୁଛନ୍ତି ପ୍ରିୟ ଭାଇ ଭଉଣୀ ମାନେ? ତ ଆର ଦିନ ସେ ଯୀଶୁକୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏଇ ଦେଖ, ମକେ ଦେଖ ନାହିଁ, ତାଙ୍କୁ ଦେଖ। ସେଦିନ ସେ ସ୍ତ୍ରୀ ଲୋକ ମତେ କଣ କଲା, ଆସି କହୁଛି, ଆସ ଜଣକୁ ଦେଖିବ, ମତେ ଦେଖ ନାହିଁ, ତାଙ୍କୁ ଦେଖ, ତାଙ୍କୁ ଦେଖ। ଆନ୍ଦ୍ରିଓ ତାଙ୍କ ଭାଇ ସିମୋନ ପିତରଙ୍କୁ କଣ କହୁଛନ୍ତି, ଭାଇରେ ଆମେ ମସିହଙ୍କର ଦେଖା ପାଇଛୁ। ତାଙ୍କୁ ନିମିଷରେ ଦେଖ, ଏଇଟା ମସିହ ଏଇଟା। ମୋର ପ୍ରିୟ ମାନେ, ଆମେ ପ୍ରତ୍ୟେକ ଖ୍ରୀଷ୍ଟିଆନର ଦାୟିତ୍ୱ କଣ, ଖ୍ରୀଷ୍ଟଙ୍କ ସହିତ ଲୋକମାନଙ୍କୁ ପରିଚିତ କରାଇବା, ପରିଚିତ କରାଇବା। ଆମର ଦେଶର ଲୋକ ଯୀଶୁକେ ଜାଣି ନାହାନ୍ତି, କାତାନିକୁ ମାନବା ଲୋକ ଯୀଶୁ କେମିତି ଜାଣିବେ ସେମାନେ? ସେ ସବୁ କାତାନି ବୋଲି ଜାଣିଲେ ପରା। କାତାନି ଓଡ଼ିଆରେ କଣ ବୋଲି କହିବେ? ଗଳ୍ପ, ଗଳ୍ପ, ପୁଣି ଗଳ୍ପ ବୋଲିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯୀଶୁ କାହାଣୀ ନୁହନ୍ତି, ଯୀଶୁ ଇତିହାସ ଅଟନ୍ତି। ଯୀଶୁ କଣ ଅଟନ୍ତି? ଇତିହାସ। ଆଉ ବାଇବଲ ବି କାହାଣୀ ପୁସ୍ତକ ନୁହେଁ,
বাইবেল কাହାনী পুস্তକ ନୁହେଁ, ବାଇବେଲ ହଉଛି ଇତିହାସ। ଆପଣ ପୃଥିବୀରେ ଯେତିକି ଧର୍ମ ଗ୍ରନ୍ଥ ଦେଖିବେ ସବୁଠୁ ଅଧିକ ନାମ ବାଇବେଲରେ ଲେଖା ହେଇଛି। ଅଧିକ ନାମ, ଯୋଉ ପୃଥିବୀରେ ଗଦା ଗଦା ନାମ। ଯୀଶୁଙ୍କର ବିଷୟରେ ଲେଖା ଆଦମ ଅବ୍ରାହମଙ୍କ ଠାରୁ ଆରମ୍ଭ କଲେ, ମାଥ୍ୟୁ ଅବ୍ରାହମଙ୍କ ଠାରୁ ଆରମ୍ଭ କରି ଯୀଶୁକୁ ଯାଇ ଆସିଲେ। କିନ୍ତୁ ଲୁକ କେମିତି ଲେଖୁଛନ୍ତି ଆଦମଙ୍କ ଠାରୁ ଆରମ୍ଭ କରି, ମାନେ ଭାବି ଦେଖନ୍ତୁ ପୃଥିବୀର ପ୍ରଥମ ବ୍ୟକ୍ତି ଆଦମ, ତାଙ୍କଠୁ ଆରମ୍ଭ କରି ଶେଷ ଆଦମ ଯୀଶୁଙ୍କ ପର୍ଯ୍ୟନ୍ତ ବଂଶାବଳୀ ରେକର୍ଡ ହେଇକି ଅଛି। କାହାଣୀ ନୁହେଁ, ଯୀଶୁ କାହାଣୀ ନୁହେଁ, ହେଦେ ପୁନି ସେଦେ ପୁନି ନୁହେଁ। প্রিয় ভাই ভଉଣୀ ମାନେ, ଆମେ ଯଦି କାତାନୀ ମାନଙ୍କୁ ମାନତେ ବୋଲେ କଣ ବୋଲି କହିଥାନ୍ତେ, ଏଇଟା ମାନେ ଭୋକୱାଟା ମାନେ ହଉ ଦେଖ କାତାନୀ ମାନଙ୍କୁ ମାପରୁ ବୋଲି ମାନୁଛନ୍ତି, ଚିଚି 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 ମାଟି ମୁଣ୍ଡା ମାନେ ବୋଲି ଆମକୁ କହିଥାନ୍ତେ କି ନାହିଁ, ଆମକୁ ହୀନସ୍ତା କରି ପକାଇଥାନ୍ତେ। କିନ୍ତୁ ଏବେ ଆମେ ହୀନସ୍ତା ନୁହଁ, ଆମେ ଜାଣିଛୁ ଆମେ ଯାହାକୁ ମାନୁଛୁ ସେ କିଏ ଆମେ ତାଙ୍କୁ ଭଲରେ ଜାଣିଛୁ। କଣ ଲେଖାଯାଉଛି, ସେ କହୁଛନ୍ତି ଏଇ ଦେଖ ଈଶ୍ୱରଙ୍କ ମେଷ ଶାବକ। ଆଜିର ସମୟରେ ଆପଣ ସଭା ସମିତିରେ ଦେଖିବେ ବକ୍ତା ମାନେ ଏକା ଦୁଷୁଛନ୍ତି, ସ୍ପିକର ମାନେ ଏକା ଦୁଷୁଛନ୍ତି, ଆମେ ଏକା ଦୁଷୁଛୁ, ଆମେ ଦୁଷୁଛୁ। ବାଇବେଲ ଦେଖନ୍ତୁ ଯୋଉମାନେ ମାନେ ଯେମିତି ସେବା ଗୁଡାକ କରିଛନ୍ତି, କାହାର ଛାଇ ପଡିଲେ କି ସୁସ୍ଥ ହେବେ, ହେବେ କି? ପିତରଙ୍କର ଛାଇ ପଡିଲେ ଯେକୌଣସି ରୋଗରେ ଆମେ କାହାର ଉପରେ ଅଧିକ ଗଲେ ବି ସୁସ୍ଥ ହେବେ ନାହିଁ। ପ୍ରାର୍ଥନା କରୁ କରୁ କାହାର ଉପରେ ପଡିଗଲେ ମଧ୍ୟ, କିନ୍ତୁ ତାଙ୍କର ଛାଇ ପଡିଲେ ସେ କୋଉଠି କହି ବୁଲୁ ନାହାନ୍ତି। କହି ବୁଲୁଛନ୍ତି କି ଏ ଶୁଣ ଏ ପାଉଲ, ଏଇ ଯାକୁବ ଆରି ଜହନ ତମେ ଶୁଣି ତ ମୋର ଛାଇ ପଡିଲାରୁ ତମେ କିଛିଟା ମତେ କହିବ। କାରଣ ସେ ଜାଣିଛନ୍ତି ତାଙ୍କର ଛାଇର ସୁସ୍ଥତା ନାହିଁ, ତାଙ୍କ ଭିତରେ ଯିଏ ଅଛନ୍ତି ସେ ପ୍ରଭୁ ସେ ସୁସ୍ଥ କରନ୍ତି। ସେଇଦିନ ଯୋଉ ମାତୃ ଗର୍ଭର ଖଞ୍ଜ ପ୍ରାୟ 40 ବର୍ଷ ହବ ଜୀବନରେ କେବେ ଚାଲି ନାହିଁ, ତାକୁ କଣ ବୋଲି କହୁଛନ୍ତି, ଉଠ ଆଉ ଚାଲ ନାଜରିତ ଯୀଶୁଙ୍କ ନାମରେ। ମନେ ରଖିଥାନ୍ତୁ, ସୁସ୍ଥ କିଏ କରନ୍ତି? ସୁସ୍ଥ ପ୍ରଭୁ କରନ୍ତି, ପ୍ରଚାରକ କରନ୍ତି ନାହିଁ। ଆମେ ପ୍ରଚାରକ ଭକ୍ତ ମାନେ ଖାଲି ଏନେ ପଲା ପଲା ତେନେ ପଲା ପଲା ହଉଛୁ। କଣ ପାଇଁ? ମୁଣ୍ଡ ଦୁଃଖା ଆଜ୍ଞା, ମକେ ମୁଣ୍ଡ ଦୁଃଖା ଆଜ୍ଞା, ମକେ ଆଠା ଦୁଃଖା, ପିଠି ଦୁଃଖା, ଦାঁତ ଦୁଃଖା ଆଜ୍ଞା। ସେଟା ପାଇଁ ତମର ସହରରେ ମେଡିକାଲ କଲେଜ ଅଛି, ଅଛି କି ନାହିଁ? ଏ ଦାঁତ ଦୁଃଖା, ମୁଣ୍ଡ ଦୁଃଖା, ଆଟା ଦୁଃଖା, ଆଖି ଦିଶେ ନାହିଁ, ମେଡିକାଲ କଲେଜ ଅଛି କି ନାହିଁ? আর ତମକୁ ଆୟୁଷ୍ମାନ କାର୍ଡ ମିଳିଛି କି ନାହିଁ? ନହେଲେ କରାଇ দিবি ଦେଖ। ଆୟୁଷ୍ମାନ କାର୍ଡ ଅଛି କି ନାହିଁ? ସେ ଆୟୁଷ୍ମାନ କାର୍ଡ ଧରି ଯାଅ, ଫ୍ରିରେ ସେବା ସୁସ୍ଥ ହେଇ ଆସିବ କି ନାହିଁ? ସେଟା ପାଇଁ 4 ଲକ୍ଷ ଖର୍ଚ୍ଚ କରି ଗୋଟେ ମିଟିଂ କରବ ତମେ, ଆଟା ଦୁଃଖା ଦାঁତ ଦୁଃଖା ପାଇଁ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ବୁଝିପାରୁନି, କାରଣ ଶୈତାନ ଜାଣି ସାରିଲାଣି ଯେ ଏ ଲୋକମାନଙ୍କୁ କେମିତି ଭୋକୁଆ। ଶୈତାନକୁ ଜଣା, ଶୈତାନ ଭଲ କରି ଜାଣିଛି ଏ ଖ୍ରୀଷ୍ଟିଆନ ମାନଙ୍କୁ ମରତେ ମାରିଲେ ବି ଯୀଶୁଙ୍କୁ ଛାଡିବେ ଛାଡିବେ ନାହିଁ, ଏମାନଙ୍କ ଘର ଭାଙ୍ଗିଦେଲେ ବି ଯୀଶୁଙ୍କୁ ଛାଡିବେ ନାହିଁ, ଚାକିରିରୁ କାଟିଦେଲେ ବି ଯୀଶୁଙ୍କୁ ଛାଡିବେ ନାହିଁ, ତାଙ୍କର ଜମିର ଧାନ ମାଣ୍ଡିଆ କାଟି ନେଲେ ବି ଯୀଶୁଙ୍କୁ ଛାଡିବେ ନାହିଁ, ଏମାନଙ୍କୁ ତାର ଅଧିକାରରୁ ବେଦଖଲ କଲେ ବି ଯୀଶୁଙ୍କୁ ଛାଡିବେ ନାହିଁ। এটা ଶୈତାନକୁ ଭଲ କରି ଜଣା, ଜାଣିଛି ସେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣଙ୍କ ପାଇଁ ପଢୁଥିଲି, ଅଧା ରହିଗଲି, ସେଠି ପଢିଦେବି, ଟିକେ ଖୋଲନ୍ତୁ ମସ୍ତ, ପୁଣି ମନେ ପଡୁଛି, ପ୍ରଭୁ ମନେ ପକେଇ ଦଉଛି ସେ ପଦଟା। ଗୀତ ସହିତ ଆମେ କାଢିଥିଲୁ 37 ପର୍ବ, 37 ପର୍ବ ତର 25 ପଦ ହେଲା, ସମସ୍ତେ ଟିକେ ଦେଖିବ କଣ ଲେଖା ଯାଇଛି। ମୁଁ ଯୁବା ଥିଲି, ଦାଉଦ କଣ କହୁଛନ୍ତି, ମୁଁ ଯୁବା ଥିଲି ଏବେ ବୃଦ୍ଧ ହୋଇଅଛି। ତାମାନେ କଣ? ମୁଁ ଭେଣ୍ଡିଆ ଥିଲି ଏବେ ମୁଁ ଡୋକରା ହେଲି। ଏବେ କଣ କହୁଛନ୍ତି, ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ। ମୋର ପ୍ରିୟ ମାନେ, ଆପଣ ମାନେ ଯେତିକି ବୁଲିଛନ୍ତି ନାଇଁ ଓଡିଶା, ତାଠୁ ଅଧିକ ମୁଇଁ ବୁଲିଛି। ସବୁ ଡିଷ୍ଟ୍ରିକ୍ଟ କୁ ଯାଇଛି, ସବୁ ବ୍ଲକ କୁ ଯାଇଛି, ଗାଁ ମାନଙ୍କୁ ଯାଇଛି, ଟ୍ରେନରେ ଅଧିକ ଯାଇଛି, କାରଣ ଦିନକୁ ତ ଆମର ଯିବା ଡାକି ନାହିଁ। ଏତିକି ବୁଲିଲା ଭିତରେ କୋଉ ବସ୍ ଷ୍ଟାଣ୍ଡରେ ଗୋଟେ ଖ୍ରୀଷ୍ଟିଆନ ଲୋକ ଭିକ ମାଗବାଟା ମୁଁ ଦେଖି ନାହିଁ। କୋଉ ଗଳିରେ ଖ୍ରୀଷ୍ଟିଆନ ଲୋକ ଭିକ କହିଛନ୍ତି କେବେ, ବାବୁ ଯୀଶୁଙ୍କ ନାମରେ ଭିକ୍ଷା ମିଳୁ, ବାବୁ ବାବୁ ଏ ମା ମାନେ, ବାବୁ ଟିକେ ଯୀଶୁଙ୍କ ନାମରେ ଭିକ୍ଷା ମିଳୁ ବାବୁ ବୋଲି କହିବେ କି ନାଇଁ? ବାକି ନାଁରେ ମାଗୁଛନ୍ତି, ବାକି ନା ଧରିକୁ ମାତା ପିତା ସବୁ ନା ସରାଇ ଦଉଛନ୍ତି ଭିକ ମାଗି ମାଗି କରି। ଖ୍ରୀଷ୍ଟିଆନ ଲୋକ ଭିକ କାହିଁକି ମାଗୁନାହାନ୍ତି? କାରଣ ଯୋଉ ଦିନ ଆମେ ଯୀଶୁଙ୍କୁ ଗ୍ରହଣ କଲୁ, ସେଦିନ ଆମର ଜୀବନରୁ ଭିକ ମାଗବା କ୍ୟାନ୍ସେଲ ହେଇଗଲା।
ଯୋଉଦିନ ଯୀଶୁଙ୍କୁ ଗ୍ରହଣ କଲୁ ଭାଇ ଭଉଣୀ ମାନେ, ସେଇ ଦିନରୁ ଆମର ଲାଇଫରେ ଭିକ ମାଗବାଟା କ୍ୟାନ୍ସେଲ। ଖ୍ରୀଷ୍ଟିଆନ ଭିକ ମାଗବ ନାହିଁ, ସେଟା ପାଇଁ ବାଏ ବି ଗଲି ଯାଉଛନ୍ତି ନା। କଣ ପାଇଁ ବାଏ ହେଉଛନ୍ତି? ଏମାନେ ତ ଛୋଟିଆ ମୋଟିଆ କାମ କରୁଛନ୍ତି, ଧାର କରୁଛ ମାଗୁନାହାନ୍ତି। ସେମାନେ କେବେ ଭିକ ମାଗୁନାହାନ୍ତି, କାହାପରେ ହାତ ପାତୁନାହାନ୍ତି। ଆମର ଏ ଗ୍ରୁପ ବାଲି ମାନେ ନିର୍ଲଜ୍ଜାନୀ ମାନେ, ଏମାନେ ପ୍ରଭୁଙ୍କ ଉପରେ ବିଶ୍ୱାସ ନ କରି ଯେ ଢାପା ହେଇଛନ୍ତି ସବୁ, ହେଲା କି ନାଇଁ? ସେ ଭାସି ଯିବା ଖଟଲାକୁ ବୁକେ ଲାଦି ଦେଇଛନ୍ତି ଆମରଟା ମାନେ। ଏବେ ମୁଁ କହୁଛି ଗୁରୁ ଖୁସ କରିବି ଲୋ, କିଛି କର ନାହିଁ ଲୋ, ମାଣ୍ଡି ଖୁଟି ପ୍ରାର୍ଥନା କର। ପ୍ରଭୁ ମୋର ଦେଇ ଭୁଲ ହେଇଗଲା ପ୍ରଭୁ, ମୁଇଁ ମାଗବାର ନଥିଲା, ସଦା ପ୍ରଭୁ ଯାହାର ପ୍ରତିପାଳକ ତାର ଅଭାବ ହେବ ନାହିଁ। ଆଣିକରି ମେଡ କିଣିଲ, ମେଡ ନାଦଲ କି ଗ୍ରୁପ ଆଣିକରି ଜେସିବି କିଣିଲ, ଜେସିବି କିଣିଲ, ବୋଲେରୋ କୋଟା କିଣି ପକାଇଛନ୍ତି। କଣ ପାଇଁ ସୁନା କିଣିଲେ କି? ଏ ପେଟକୁ ଖାଇବା ପାଇଁ ଋଣ ଥିବାର ଅଛି। ଏବେ ଦେଖ, ଏବେ ଦୁଃଖ ପକ ଚାଲିଛି, ସେ ଦୁଃଖ ପକ ପାଇଁ ମୁଁ ସୁଖୀ ନାହିଁ, ମୁଁ ଗ୍ରୁପ ଋଣ ବାନ୍ଧବାର ଅଛି। ନାଇଁ, ଏମାନଙ୍କର କଥା କଣ ବୋଲି କହିବି? ମୁଁ କାହିଁକି କହୁଛି ବାଦୁ ଏମାନେ ନ ଆଣନ୍ତୁ ବୋଲି ମୁଁ କହୁଛି। ମୋର କହିବାଟା କଣ, ଏମାନଙ୍କୁ ବାଦୁ ଏମାନେ ନ ଆଣନ୍ତୁ। ମୁଁ ଗୋଟେ ବୋର୍ଡ ବନାଇବି, ସବୁ ଖ୍ରୀଷ୍ଟିଆନ ଲଗାଇବି, ଋଣ ମୁକ୍ତ ଅଞ୍ଚଳ ବୋଲି କରି। କଣ ଋଣ ମୁକ୍ତ ଅଞ୍ଚଳ? ଏଠି କେ ଋଣୀ ରହୁ ନାହାନ୍ତି। ଏବେ 5ଟା ଲେଖା ଗ୍ରୁପ ଋଣ ବାଣ୍ଟୁଛନ୍ତି ସପ୍ତାହରେ। କେଟା? ସୋମବାର ଗୋଟେ, ମଙ୍ଗଳବାର ଗୋଟେ, ବୁଧବାର ଗୋଟେ, ଗୁରୁବାର ଗୋଟେ, ଶନିବାର ଗୋଟେ, ରବିବାର 5ଟା ଗ୍ରୁପ। আর 2টা ନେଇ ଯାଉନ, ସମାନ ହେଇଯିବ ସପ୍ତାହରେ 7 ଦିନ। କମାନି ଗଣେ ଲୋକ ଅର୍ଜୁ ଗୋଟେ, ପର୍ଜୁ 5ଟା। ଆହୁରି ଯେ କମାଉ ନାହିଁ ସେ ଋଣ ଆଣିଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣଙ୍କର ଧାରଣା ନାହିଁ ବୋଧେ। ଆପଣ ଦେଖିବେ କୋଟପାଡରୁ ବସ୍ ଯାଉଛି ହାଇଦ୍ରାବାଦ, ନବରଙ୍ଗପୁର ବସ୍ ଯାଉଛି ହାଇଦ୍ରାବାଦ, ଜୟପୁର ବସ୍ ଯାଉଛି ହାଇଦ୍ରାବାଦ, ପୁରା ଗଳି ଗଳିରୁ ହାଇଦ୍ରାବାଦ। କଣ ପାଇଁ ଯାଉଛି? ଆମର ଲୋକମାନେ କୁଲି କରିବା ପାଇଁ ଯାଉଛନ୍ତି। କୁଲି କରିବାକୁ। ସ୍ୱାମୀର ଦେହ ଯଦି ଖରାପ ଥିଲେ, ସେ ଶୋଇଥିଲେ ନା ସ୍ତ୍ରୀ ଯେ କହୁଛି ଉଠ, ଶୋଇଥିଲେ ହେବ ନାହିଁ, ଆଣବାର ଅଛି ପଇସା। ସେ କୁନ୍ତାଇ ବା ବୋଲିକରି ଦୟା ବି ଆସୁନାହିଁ ସ୍ୱାମୀ ଉପରେ। ଆସିଛି ନା ନାଇଁ ଦୟା? କଣ ଲେଖା ଯାଉଛି? ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି, ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା। କି ବଂଶ? ଧାର୍ମିକର ବଂଶ ନାଗ ବଂଶ ହେଇଥିବ, ବାଘ ବଂଶ ହେଇଥିବ, ଟାକରି ବଂଶ ହେଇଥିବ, କନ୍ପାନ ବଂଶ ହେଇଥିବ କି ନାହିଁ? କନ୍ପାନ ବଂଶ ହେଇଥିବ, ତୁର୍କ ବଂଶ ହେଇଥିବ, ଧାର୍ମିକର ବଂଶ। ଆରେ କି ବଂଶ? ଆମର ବଂଶ ତ ଥିବ, ସତ କି ନାହିଁ? ଧାର୍ମିକ ଖାଦ୍ୟ ଭିକ୍ଷା করব নাই, করিব নাই। বাইবেল কହୁଛି প্রিয় ভাই ভଉଣୀ ମାନେ, ମୁଇଁ ତ ଏଠି ବାଲ ପାଚି ଗଲା ବେ, ମୋର ବୟସ ପୂର୍ବରୁ ମୋର ବାଲ ପାଚି ଯାଇଛି ହେଲା। ମୁଁ ଏବେ ଯାଏ ଦେଖି ନାହିଁ ଖ୍ରୀଷ୍ଟିଆନ ମାନଙ୍କୁ ଭିକ ମାଗବାଟା। ଖ୍ରୀଷ୍ଟିଆନ ଭିକ ମାଗେ ନାହିଁ। ଆଉ ଖ୍ରୀଷ୍ଟିଆନର ପ୍ରଭୁ ତାକୁ ଭିକ ମାଗବା କଣ୍ଡିସନରେ ରଖବେ ନାହିଁ। ଆଜି ମୁଁ ଆପଣ କହିବା ପାଇଁ ଚାହେଁ, ମୋର ପ୍ରିୟ ଭାଇ ଭଉଣୀ ମାନେ, ବାପ୍ତି ଜଗତ ଯୋହନଙ୍କ କଥା ଦେଖନ୍ତୁ। ସେ କଣ ବୋଲି କହୁଛନ୍ତି? ଏଇ ଦେଖ, ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ବୋହି ନେଇ ଯାଆନ୍ତି। କଣ କରନ୍ତି? ଈଶ୍ୱରଙ୍କ ମେଷ ଶାବକ ସେ ଜଗତକୁ ଆସିଥିଲେ କଣ ପାଇଁ? ଜଗତର ପାପ ଭାର ବୋହି ନେଇଯିବା ପାଇଁ। କାରଣ ଖ୍ରୀଷ୍ଟିଆନ ମାନଙ୍କ ପାପ ଭାର ନାହିଁ, ଲୁଥରାନ ମାନଙ୍କ ପାପ ଭାର ନାହିଁ, ପେଣ୍ଟିକୋସ୍ତାଲର ପାପ ଭାର ନାହିଁ। କାହାର ପାପ ଭାର? ସମୁଦାୟ ଜଗତ, ପୃଥିବୀରେ ଯେତେ ଲୋକ ଥାନ୍ତୁ, ଯେତେ ଧର୍ମ, ଯେତେ ଜାତି, ଯେତେ ଭାଷା, ସବୁର ପାପ ଯଦି କେହି ବହି କରି ନେଇ ପାରିବେ, ସେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ଦ୍ୱିତୀୟ କେହି ମଧ୍ୟ ନାହାନ୍ତି, କେହି ନାହାନ୍ତି ପ୍ରିୟ ଭାଇ ଭଉଣୀ ମାନେ, ମନେ ରଖିଥାନ୍ତୁ, କେହି ନାହାନ୍ତି। କେତେ ଜଣକୁ ଆମର ସାଉଣ୍ଡ ଶୁଣିଲେ କଷ୍ଟ ଲାଗୁଛି। ଗୋଟେ ଜାଗାରେ ମିଟିଂ ଚାଲିଥିଲା, ଜଣେ ଯାଇ କମ୍ପ୍ଲେନ କରିଦେଇଛି କିଛି ବୋଲି, ନାଇଁ ସାଉଣ୍ଡ ହଉଛି, ମତେ ଛାତି ଧଡ଼ ଧଡ଼ କରୁଛି, ଛାତି ଧଡ଼ ଧଡ଼ କରୁଛି। ତାର 2 ଦିନ ପୂର୍ବରୁ ତାଙ୍କର ମିଟିଂ ଥିଲା, ରାସ୍ତାରେ ଡିଜେ ବାଜି ସାଉଣ୍ଡ କାନ ଫୁଟିଲା ପରା, ଛାତି ଧଡ଼ ଧଡ଼ ହେଇନାହିଁ। ଆମ ଡାକା ଛାତି ଧଡ଼ ଧଡ଼ ହବ। ପ୍ରିୟ ଭାଇ ଭଉଣୀ ମାନେ, କଣ ଯଦି ବାକ୍ୟ ଶୁଣିବେ ନାହିଁ, ଭୁକଚୁଟି ହିଁ ମରବେ କେବେ। ମନେ ରଖିଥାନ୍ତୁ, ଛାତି ଧଡ଼ ଧଡ଼ ହେଲାନି। ଯଦି ଆସିନ
ঘরে বসি শুনো। অনেক লোক কଣ করবে, এ সাউন্ড ঝরকা বন্ধ করবে, ঝরকা বন্ধ কর, কিন্তু কଣ হব ବିଚାର ଦିନରେ ଏ ସାଉଣ୍ଡ ତମର ବିପକ୍ଷରେ ଯିବ। କହିବ ତୁମ ସାହିରେ, ତୁମର ଭବାନୀ ନଗରରେ ଜଣକୁ ପଠାଇଥିଲି ତତେ କହିବା ପାଇଁ ଯେ ଯୀଶୁ ତୋର ପାପ ପାଇଁ ଆସିଥିଲେ, ସେ ଜଗତର ତ୍ରାଣକର୍ତ୍ତା ଅଟନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପାପୀ ଜଗତ ଜହନଙ୍କର କାମ ଦେଖନ୍ତୁ, ଏଇଟା ମୁଁ କହିବା ପାଇଁ ଚାହେଁ। ଏମିତି ସେବକ ମାନେ ଆମେ କୋଉଠୁ ମିଳିବୁ, କୋଉଠି ପାଇବା? ଲେଖାଯାଉଛି, ଏଇ ଦେଖ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ବୋହି ନେଇ ଯାଆନ୍ତି। କେତେ ବଡ ବିଷୟ, ସେ ଜଗତର ପାପ ବୋହି ନେଇ ଯାଆନ୍ତି। ଜଗତର ପାପ ବୋହି ନେଇ ଯିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଥିଲେ। କିଏ? ମେଷ ଶାବକ। ମେଷ ଶାବକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସି କଣ କହୁଛନ୍ତି? ଆପଣ ମସ୍ତ ଖୋଲନ୍ତୁ ଏବ୍ରୀ ପୁସ୍ତକ ତାର 10 ପର୍ବ, ଏବ୍ରୀ ପୁସ୍ତକ 10 ପର୍ବ ତାର 4 ପଦ 5 ପଦ ପଢୁଛି। କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ ଏହା ଅସମ୍ଭବ। ଏବେ ବି ଆମର ଦେଶରେ ଛେଳି ମେଣ୍ଢା ବଳି ଦଉଛନ୍ତି। ସରକାର ବଳି ପ୍ରଥା ବନ୍ଦ କଲେ ମଧ୍ୟ ଆପଣ ଦେଖିବେ ଅନେକ ସହରକୁ ଯାଆନ୍ତୁ, ବଳି ଦେବା ସମୟରେ ରାସ୍ତାଘାଟ ରକ୍ତାକ୍ତ ହେଇଯାଉଛି। କାହିଁକି? ଅଜ୍ଞାନପଣରେ ଏବେ ବି ବାସ କରୁଛନ୍ତି ଲୋକମାନେ, କାରଣ ବଳି ଦେବା ପାଇଁ, ବଳି ଦେବା ପାଇଁ। କଣ ଲେଖାଯାଉଛି? ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ ଏହା ଅସମ୍ଭବ। ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ଶରୀର ନେଇକି ଜଗତକୁ ଆସିଲେ। ଶରୀର ନେଇକି ଜଗତ, ଯୋଉ ଶରୀରରେ ଆପଣ ଆପଣଙ୍କ ଶରୀର କରିଥିବା ପାପକୁ ସେ ବହିକି ନେଇଯିବେ, ବହିକି ନେଇଯିବେ। ଯୋଉ ଶରୀରରେ କୌଣସି ପାପ ନଥିଲା, ସେ ଶରୀରରେ କୌଣସି ଦାଗ ନଥିଲା, ସେଇ ଶରୀର, ସେ ଜଗତର ପାପ ମାନେ ଆରମ୍ଭରୁ ଏବେ ପର୍ଯ୍ୟନ୍ତ କେବଳ ସେଇ ମେଷର ରକ୍ତରେ ହିଁ ଉଦ୍ଧାର ଅଛି। ଆଦମ ହବା ଯେତେବେଳେ ପାପ କଲେ, ପ୍ରଭୁ କଣ କଲେ? ତାଙ୍କର ଉଲଙ୍ଗତାକୁ ଘୋଡେଇବା ପାଇଁ ଗୋଟେ ମେଷକୁ ନେଇ ବଧ କଲେ, ଆଉ ରକ୍ତ ବୁହାଇ କଣ କଲେ? ସେ ଚମଡା ସେମାନଙ୍କୁ ପିନ୍ଧାଇ ଦେଲେ। ସେଟା ଯୀଶୁ ଖ୍ରୀଷ୍ଟଙ୍କର ନିଦର୍ଶନ ଅଟେ, ଯୀଶୁ ଖ୍ରୀଷ୍ଟଙ୍କର ନିଦର୍ଶନ। ଆପଣ ଦେଖିବେ ଅବ୍ରାହମ ତାଙ୍କ ପୁତ୍ରଙ୍କୁ ସେ ମରିଆ ପର୍ବତ ଉପରେ ବଳି ଦେବାକୁ ନେଇଥିଲେ। ପ୍ରଭୁ କଣ ବୋଲି କହୁଛନ୍ତି? ରୁହ 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 ରୁହ, ତୁମର ପୁଅ ବଳି ହେବା ଦରକାର ନାହିଁ, ଆମେ ଗୋଟେ ବଳି ମେଷ ତୁମକୁ ଯୋଗାଇବା। ଆଉ ସେଇ ବଳି ମେଷ କିଏ? ସେଇ ବଳି ମେଷ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେଥିପାଇଁ ଆମେ ଗାଉଛୁ ନା, ସଦାପ୍ରଭୁଙ୍କ ମେଷ ନିର୍ଦ୍ଦୋଷ କୃଷରେ ହତ, ନିର୍ଦ୍ଦୋଷ କୃଷରେ ହତ। ସେ କୌଣସି ଦୋଷ କରିନାହାନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ କାହିଁକି ଏଇଟା ଆପଣ ମାନଙ୍କୁ କହୁଛି, ଆପଣ ଜାଣି ରଖିଥାନ୍ତୁ ଯୀଶୁ କିଏ, ସେ କଣ କରିବା ପାଇଁ ଆସିଥିଲେ। କାଲିକି ହୁଏତ ପ୍ରଚାର ପ୍ରସାର ବନ୍ଦ ହେଇପାରେ, ବାଇବଲକୁ ତ ବନ୍ଦ କରିପାରିବେ ନାହିଁ। କାହିଁକି ବନ୍ଦ କରିପାରିବେ ନାହିଁ? ଯଦି ଇତିହାସ ପଢିବେ ସେମାନେ ଜାଣିପାରିବେ, ଯୋଉ ରାଜା ମାନେ ବାଇବଲକୁ ବନ୍ଦ କରିବା ପାଇଁ ଚାହିଁଲେ ତାଙ୍କ ସାମ୍ରାଜ୍ୟ ଖତମ ହେଇଗଲା। ଆମର ଦେଶରେ ମଧ୍ୟ ଯୋଉ ମନ୍ତ୍ରୀ ମାନେ ଥିଲେ କି ନାହିଁ, ବାଇବଲ ବିରୁଦ୍ଧରେ ଆସିଲେ ତାପରେ ଜିଣି ନାହାନ୍ତି, ହାରିଗଲେ। କେତେ ନାଁ ଅଛି, ତାର ଗୋଟେ ଭୁଲ ହେଲା କଣ? ବାଇବଲକୁ ଛୁଇଁଲେ ସେମାନେ। ସେତେ ମୁଁ ସବୁବେଳେ କୁହେ, बाइबल को मिटाने वाले खुद मिट गए, लेकिन बाइबल अभी तक जिंदा है। हालेलुया। बाइबल को मिटाने वाले खुद मिट गए, लेकिन बाइबल अभी तक जिंदा है। और बाइबल के दिन जाई थी वो आकाश पृथ्वी लोप न पाइबा जाए। कहीं ए बाइबल अनुसार का विचार करबे, जगतर विचार केति करबे। एबे देशर विचार करे संविधान दरकार, गोटे न्याय विधान दरकार। से बहिर आधार दफा एतकी एतकी हिसाब रे, धारा एतकी एतकी हिसाब रे अमक लोक को फांसी दंड दि जाउची, कारादंड दि जाउची, दफा थिबो ना नहीं, सेटा अनुसार तो बाइबल मध्य कौन करिवो, यार अनुसार ए लिखित वाक्य अनुसार से मान को विचार, से बाइबल नष्ट हबो, नष्ट हबो नहीं। प्रिय भाई बहन माने, आपण हाथ जो बाइबल अच्छी तार इतिहास आप जानी ना। जदि बाइबल इतिहास को आप जानी था, बाइबल को कौन करते छाती पूरा जाकी के धरी था। या प्रेसियस बही किसी नहीं। गोटे कम्युनिटी थिले, से कौन काम थिला, बाइबल लेखिबा, बाइबल रो सुरक्षा करिबा, बाइबल लेखिबा और बाइबल रो संरक्षण करिबा।
ସେଇ କମ୍ୟୁନିଟିକୁ କୁହାଯାଉଛି କୁମ୍ରାନ କମ୍ୟୁନିଟି ବୋଲି। କ'ଣ? କୁମ୍ରାନ କମ୍ୟୁନିଟି। ସେ କମ୍ୟୁନିଟିର କାମ କ'ଣ? ଯେତେବେଳେ ଶାସନକର୍ତ୍ତା ମାନେ, ରାଜା ମାନେ ବାଇବଲର ସେ ଚର୍ମ ପୁସ୍ତକ ନଷ୍ଟ କରିବା ପାଇଁ ଚାହିଁଲେ, ଏମାନେ ଧରିକରି ଗୋଟେ ଗୁମ୍ଫାରେ ପଳେଇଲେ। ସେ ଗୁମ୍ଫାରେ ରହିଲେ, ଭୁକରେ ଶୋଷରେ ଥିଲେ, ସେଠି ମରିଗଲେ ପୁରା କମ୍ୟୁନିଟି। ବାହାରେ ଆସିଲେ ରାଜା ଜାଣିବେ, ସେଥିପାଇଁ ସେମାନେ ଭୁକ ଉପାସରେ ସେଠି ରହିଗଲେ, କିନ୍ତୁ ବାଇବଲକୁ ପ୍ରୋଟେକ୍ଟ କରି ଆମକୁ ଦେଇଛନ୍ତି। ଆମେ କେତେ ସୌଭାଗ୍ୟଶାଳୀ ମୋର ପ୍ରିୟ ମାନେ। ଆଉ ଯୋଉ ଲୋକ ବାଇବଲ ପଢି ନାହିଁ, ତାଠୁ ଦୁର୍ଭାଗ୍ୟ ଲୋକ ଦୁନିଆରେ କୋଉଠି ମିଳିବେ ମଧ୍ୟ ମିଳିବେ ନାହିଁ। ଆମର ଦେଶର ଲୋକମାନେ କହୁଛନ୍ତି ମୁଁ ଜ୍ଞାନୀ, ମୁଁ ଅମୁକ, ମୁଁ ଢମକ, କିଛି ନାହିଁ। ଥରେ ମୁଁ ଜୟପୁର ଭୁବନେଶ୍ୱର ଯାଉଥିଲି, ହୀରାଖଣ୍ଡରେ ଜଣେ ଲୋକ କୋରାପୁଟରେ ଚଢିଲେ। ମୁଁ ଜୟପୁର ଚଢିଛି, ସେ କୋରାପୁଟ ଚଢିଲେ ବୋଧେ। କୋରାପୁଟ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ ହେଲା। ସେ ମୋ ସହିତ ବସିଛନ୍ତି, ସେ ଗୁଡେଇ କଥାବାର୍ତ୍ତା ହଉଛନ୍ତି। ସେ ଯୋଉଟା କହୁଛନ୍ତି ମୁଁ ବାଇବଲ କାଢି ଆଗ ଦେଖାଉଛି। ସେ ଯାହା କହିଲେ ବାଇବଲ କାଢି ଦେଖାଉଛି। ସେ ଯୋଉଟା କହିବେ ହେଠି ଆଜ୍ଞା ଲେଖା ହେଇଛି, ହେଠି ଆଜ୍ଞା ଲେଖା ହେଇଛି, ହେଠି ଲେଖା ହେଇଛି। ଏମିତି କଥାବାର୍ତ୍ତା ହଉ ହଉ ରାୟଗଡା ପହଞ୍ଚିଗଲା। ସେ ଯାହା ବି କହୁଛନ୍ତି ମୁଁ ବାଇବଲରୁ କାଢି କରି, ସବୁ ପ୍ରଶ୍ନର ଉତ୍ତର ବାଇବଲରେ ଅଛି, ସବୁ ସମସ୍ୟାର ସମାଧାନ ବାଇବଲରେ ଅଛି। ତାପରେ ରାୟଗଡାରେ ଖାଇଲୁ, ତାଙ୍କ ପାଇଁ ତାଙ୍କୁ ଶୋଇଦେଲେ, ମୁଁ ବି ଶୋଇପଡିଲି। ପୁଣି ବ୍ରହ୍ମପୁର ଉଠିଲେ, ବ୍ରହ୍ମପୁର ଭୁବନେଶ୍ୱର ଯିବା ଭିତରେ ପୁଣି କଥାବାର୍ତ୍ତା ଆରମ୍ଭ ହେଲା। ତାପରେ ସେ କହିଲେ ଆଜ୍ଞା ମୁଁ ଦେଖୁଛି ଆପଣଙ୍କୁ, କାଲିରୁ ଆପଣଙ୍କୁ ଯାହା କହିଲେ ବି ଆପଣ ବାଇବଲ କାଢି ଆଗ ଦେଖାଉଛନ୍ତି, ସବୁ ବାଇବଲ ଲେଖା ହେଇଛି। କହିଲେ ହଁ ଆଜ୍ଞା, ମୁଁ ତ ଆପଣ ଦେଖିଲେ ନା, ମୁଁ ସେଇଟା ତ ଦେଖୁଛି। ଆପଣ କଣ କରନ୍ତି? ମୁଁ କହିଲି ବାଇବଲ ପ୍ରଚାରକ। ମୁଁ ବାଇବଲ ପ୍ରଚାରକ। ତାଙ୍କୁ ମୁଁ ପଚାରିଲି ଆପଣ କଣ କରନ୍ତି ଆଜ୍ଞା? ସେ କହିଲେ ମୁଁ ମାଲକାନଗିରିର ସବ୍ କଲେକ୍ଟର ଆଉ ତହସିଲଦାର। ମୁଁ ମାମୁଲି ଲୋକ ବସିଛନ୍ତି, ମତେ କି ଜଣା ଏଟା ତହସିଲଦାର କି ସବ୍ କଲେକ୍ଟର ବୋଲିକିରି। କଥାବାର୍ତ୍ତା ହେଇଗଲୁ। ତାପରେ ସମସ୍ତେ କହିଲେ ଆଜ୍ଞା ଏଇ ବାଇବଲଟା କୋଉଠି ମିଳିବ? ମୁଇଁ କାହିଁକି ଦେବାକୁ ଯିବି? ମୁଇଁ ଦେଲେ ବୋଲେ ତ ସବ୍ କଲେକ୍ଟର ଧର୍ମାନ୍ତରୀ କଣ ବୋଲି ପୁରେଇ ଦେଲେ ମୋର ଯିବା କଥା କି ନେଇ ତାକୁ। ତାକୁ କହିଲେ ଆଜ୍ଞା ଆଜିକାଲି ବଡ ଧନ୍ଦା, ଆଜିକାଲି କଥା କହିଲେ ଧର୍ମାନ୍ତରୀ କଣ, ଆଜ୍ଞା କାହାକୁ କଥା ହେଲେ ଧର୍ମାନ୍ତରୀ କଣ। ପ୍ରିୟ ମାନେ ଏତେ ଶସ୍ତା କି ଲୋକର ଧର୍ମ, ଏତେ ଶସ୍ତା। କେ କହିଦେଲେ ପରିବର୍ତ୍ତନ ହେଇଯିବ। ପ୍ରିୟ ଭାଇ ଭଉଣୀ ମାନେ, ଖ୍ରୀଷ୍ଟିଆନ ମାନେ ଧର୍ମ ପରିବର୍ତ୍ତନ କରାନ୍ତି ନାଇଁ, କି କରିବିନୁ। ଆମର ଧର୍ମ ପରିବର୍ତ୍ତନ କରୁଛୁ କି ନାଇଁ? ଆମ ନା ପରିବର୍ତ୍ତନ କି ନାଇଁ? ନା ମିଶା ସେଟା ଜାତି ବି ପରିବର୍ତ୍ତନ କରିନୁ ଆମେ। ଆମର ସେଇ ଜାତି, ସେଇ ନା, ସେଇ ଧର୍ମ, ସେଇ ଲୋକ। ଆମକୁ ବେଳେ ବେଳେ କହୁଛନ୍ତି ତୁମେ ବାହାରୁ ଆସିଛ ପଲାଉ ବୋଲିକରି। କୋଉଠୁ ଆସିଛୁ ଆମେ? ପାଚାର। ତାକୁ ବି ପଚାର ତୁମେ କୋଉଠୁ ଆସିଛ ବୋଲେ କହିପାରିବେନି। କୋଉଠୁ ହେଲେ ଆସିଛନ୍ତି, ଆମେ କୋଉଠୁ ଆସିଛୁ? ଇତିଟା ଆକା ଡାଉଟ ଲାଗୁଛି କି? ଡାଉଟ ଲାଗୁଛି, ଆମର ବ୍ଲଡ ନେଇ ଟେଷ୍ଟ କରନ୍ତୁ। ବ୍ଲଡ ଟେଷ୍ଟ କରନ୍ତୁ, କଣ ବାହାରିବ? ଜନ୍ଦ୍ରି, ଭଦୟ, ଝୁଡୁଙ୍ଗ, କୋଲଥ, ମାଣ୍ଡିଆ, ସୁହା, କି ନାଇଁ? ଇଟା ମାନେ ସବୁ ଭେଜରି ମନେ ଆକା ନାଇଁ ହୋ, ଏଇଠି ଭେଜରି, ଏଠି ତ ଖାଇଛୁ ଆମେ। କୋଉଠୁ ଆସିଛୁ ଆମେ? ପ୍ରିୟ ଭାଇ ଭଉଣୀ ମାନେ, ଥରେ ମୁଁ ନୂଆ କରି ଆସିଥିଲି, କଟକରେ ରହୁଛି। ଥରେ ଗୋଟେ ମିଟିଂରେ ଆସିଥିଲି, ଏମିତି ମଝି ମଝିରେ ଦେଶିଆ କହୁଛି, ଦୁଇଟା ବୁଢୀ ବସିକି କହୁଛନ୍ତି ହେଁ କଟକ ପାଟି ମିଶା ଦେଶିଆ କହିବା। ତାକୁ ଜଣା ନାହିଁ ମୁଁ ଇତିଟା ବୋଲିକରି ହେଲା, କଟକରେ ରହୁଛି ବୋଲି କଟକ ଲେଖୁଛି ହେଲା। ତ ପ୍ରିୟ ଭାଇ ଭଉଣୀ ମାନେ, କଟକ ପାଟି ମିଶା ଦେଶିଆ କହିବା, আমার পারে আকা কইলানি আকা সবু জানা। ইতি তো তো যাইছে কাটা জানা নাই তুমি মুখে। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ କାହିଁକି ଏଇଟା ଆପଣଙ୍କୁ କହୁଛି, ଜଣେ ଲୋକ ଯଦି ବାଇବଲ ପଢି ନାହିଁ, ତାଠୁ ଦୁର୍ଭାଗ୍ୟ ଲୋକ କିଏ ମଧ୍ୟ, କାରଣ ସେ ପରିତ୍ରାଣ କର୍ତ୍ତା କିଏ ଜାଣିପାରିବ ନାହିଁ। ସେ ମଲା ପରେ କୋଉଠି ଯିବ ଯାଇପାରିବ ନାହିଁ, କିଛି ଜାଣିପାରିବ। ଆମର ଦେଶରେ ବାଇବଲ ପଢିବା କାହିଁକି ମନା କରୁଛନ୍ତି? ଏଇଥିପାଇଁ ମନା, ଯଦି ବାଇବଲ ପଢିଦେବାକୁ ଭୋକ ହବ ନାହିଁ, ହବ ନାହିଁ। ଆଜି ଯାଏ ଯୋଉମାନେ ବାଇବଲ ପଢି ନାହାନ୍ତି, ଭୋକୁଆ ହେଇ ପିଟି ପିଟି ଚେଣ୍ଡା ଧରି ବୁଲୁଛନ୍ତି। ଆମେ ବି କେତେ ଥିଲୁ କି ନେଇ ସେଠି ଯେ କରି ବୁଲିବା ଲୋକ। ଯୋଉ ଦିନ ବାଇବଲ ଧରିଲୁ, ସେଦିନ ଆମେ ଭୋକ ହେବାଟା କ୍ୟାନସେଲ, କ୍ୟାନସେଲ। ପ୍ରିୟ ମାନେ, ଆପଣ ଦେଖନ୍ତୁ, କହିବା ପାଇଁ ଚାହେଁ ଆପଣ ମାନଙ୍କୁ, ଆଜି ବାକ୍ୟ ଶୁଣିବା ସମୟ ମନେ ରଖିଥାନ୍ତୁ। ସେ ଏଇ ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ଭାର ପ୍ରଭୁ ଯୀଶୁ କଣ କରନ୍ତି? ଜଗତର ପାପ ଭାର ବୋହି ନେଇ ଯାଆନ୍ତି। ପ୍ରଭୁଙ୍କ ନାମର ସ୍ତୁତି ହଉ। ମସ୍ତ ଖୋଲନ୍ତୁ ଆପଣ ମାନେ ଯାତ୍ରା ପୁସ୍ତକ, ଯାତ୍ରା ପୁସ୍ତକ 12 ପର୍ବ। ତ ଦେଖିବେ ସେଠି କଣ ଲେଖାଯାଉଛି। 12 ପର୍ବ ତାର ପ୍ରଥମ 2 ପଦ
ତିନି ପଦ ପଢୁଛି, ଯାତ୍ରା ପୁସ୍ତକ 12 ପର୍ବ ପ୍ରଥମ 3 ପଦ। ଅନନ୍ତର ମିଶ୍ର ଦେଶରେ ସଦାପ୍ରଭୁ ମୋଶା ଓ ହାରୁନକୁ କହିଲେ, ଏଇ ମାସ ତୁମାନଙ୍କ ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ ହେବ। କୋଉ ମାସ? ଏଇ ମାସ, ଏଇ ମାସ, ଏଇ ମାସ, ଏଇ ମାସ ତୁମାନଙ୍କର କଣ ହବ? ଏଇ ମାସ ବୋଲେ ଆମେ ଯୋଉ ମାସରେ ଏବେ ଅଛୁ, ଏଇ ମାସ କଣ ହବ? ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ। ଏଟା କୋଉ ମାସ? ସେମାନଙ୍କର ଅବିବ ମାସ ବା ନିଶାନ ମାସ। କୋଉ ମାସ? ସେମାନଙ୍କର ଅବିବ ବା ନିଶାନ, ମାର୍ଚ୍ଚ ଏପ୍ରିଲକୁ ଯୋଉ କୁହାଯାଉଛି ଅବିବ ବା ନିଶାନ ମାସ। କଣ ଲେଖାଯାଉଛି ତାପରେ? ତୁମେ ମାନେ ଇସ୍ରାଏଲୀୟ ସମସ୍ତ ମଣ୍ଡଳୀ କି ଏଇ କଥା କୁହ, ଏଇ ମାସର 10ମ ଦିନରେ। କୋଉ ଦିନରେ? ଏଇ ମାସର 10ମ ଦିନ। ଏ 10ମ ଦିନ କେବେ ପଡିବ? ଆସନ୍ତା ରବିବାର। ଏ 10ମ ଦିନ କେବେ ପଡିବ? ଆସନ୍ତା ରବିବାର। ଆମେ ଯୋଉ ପାମ୍ ସଣ୍ଡେ ବୋଲି କହୁଛୁ, ଖଦିରି ଭାଙ୍ଗା ବୋଲି କହୁଛୁ, ବିଜୟ ରବିବାର ବୋଲି କହୁଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜେରୁସାଲେମକୁ ବିଜୟ ଯାତ୍ରାକୁ ବୁଝାଉଛି। ତ କଣ ଲେଖାଯାଉଛି ଯେ ଏହି ମାସର 10ମ ଦିନରେ ତୁମମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତୃଗୃହ ଅନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ଏକ ମେଷ ଶାବକ ନେବ। ଆଉ ଗୋଟିଏ ମେଷ ଶାବକ ନେବା ନିମନ୍ତେ ଯେବେ କୌଣସି ପରିଜନ ଅଳ୍ପ, ତେବେ ସେ ଓ ତାହାର ଗୃହ ନିକଟବର୍ତ୍ତୀ ପ୍ରତିବାସୀ ପ୍ରାଣୀଗଣର ସଂଖ୍ୟା ଅନୁସାରେ ଏକ ମେଷ ଶାବକ ନେବ। ତୁମେ ମାନେ ପ୍ରତ୍ୟେକ ଜଣର ଭୋଜନ ଶକ୍ତି ଅନୁସାରେ ମେଷ ଶାବକର ଅଟକଳ କରିବ। ତୁମେ ମାନେ ମେଷପଲ ଓ ଛାଗପଲ ମଧ୍ୟରୁ ଶାବକ ନେବ। କଣ ନେବ? ମେଣ୍ଢାଟା ନେବ, ମେଣ୍ଢି ନେବ ନାହିଁ। କଣ ନେବ? ଶାବକ ନେବ। କାରଣ ଯୀଶୁ ହଉଛନ୍ତି ଈଶ୍ୱରଙ୍କର ମେଷ ଶାବକ। ମନେ ରଖିଥାନ୍ତୁ, କଣ? ମେଷ ନେବ। ଏବେ ମଧ୍ୟ ଆମର ଖ୍ରୀଷ୍ଟିଆନ କମ୍ୟୁନିଟିରେ ଅନେକ ଲୋକ କାହାକୁ ବିଶ୍ୱାସ କରନ୍ତି? ମରିୟମକୁ ବିଶ୍ୱାସ କରନ୍ତି। ଆମେ ମଧ୍ୟ ମରିୟମକୁ ମାନୁ, କିନ୍ତୁ ଆମେ ତ୍ରାଣକର୍ତ୍ତା ବୋଲି ମାନି ନଥାଉ। ତାଙ୍କ ଦ୍ୱାରା ପରିତ୍ରାଣ ଆସେ ନାହିଁ, ପରିତ୍ରାଣ ଯୀଶୁଙ୍କ ଦ୍ୱାରା ଆସିଛି। ସେମାନେ କଣ କରନ୍ତି? ମରିୟମଙ୍କ ପାଖରେ ଯାଇ ପ୍ରାର୍ଥନା କରନ୍ତି। ମରିୟମଙ୍କ ପାଖରେ ପ୍ରାର୍ଥନା କରିବା ଦରକାର। ପିତାଙ୍କ ନିକଟକୁ ଯିବା ଯୋଉ ଯୀଶୁ ଜଣେ ହିଁ ଯଥେଷ୍ଟ, ଆଉ କେହି ନାହାନ୍ତି। ଏଇଟା ମନେ ରଖିଥାନ୍ତୁ। ମେଷ ନେବ, ମେଷ ନେବ। ଯଦି ଆମ ରୋମାନ କାଥଲିକ ଭାଇ ଭଉଣୀ ମାନେ, ମୁଁ ସେମାନଙ୍କ ବିରୁଦ୍ଧରେ ଯାଉନାହିଁ, ଅଜ୍ଞାନପଣ ପାଇଁ କହୁଛି। ଯଦି ସେମାନେ ମରିୟମଙ୍କର ଫଟୋ ରଖିକରି କ୍ୟାଣ୍ଡେଲ ସଜାଇ ଦଉଛନ୍ତି ଆରେ ଧୂପ ଦଉଛନ୍ତି ବୋଲେ, ସେମାନେ ଯୋଉ ମାତା ମାନଙ୍କୁ ମାନୁଛନ୍ତି, ଏଟା ବି ସେମିତିଆ ଗୋଟେ ମାତା ହେବ, ଆଉ କିଛି ନୁହେଁ। ତାଙ୍କର ବି ମାତା ଗାଦା ଗାଦା। ଆଉ ଆମର ଦେଶର ଦୁର୍ଭାଗ୍ୟ, ମହିଳା ମାନଙ୍କୁ ଯେତିକି ପୂଜା କରିବେ ସେତିକି ହୀନସ୍ତା କରିବେ। ଏବେ ଦେଖନ୍ତୁ ଆମର ଦେଶରେ ମହିଳା ମାନେ ସୁରକ୍ଷିତ ନାହାନ୍ତି। ସାନ ସାନ ଝିଅ ମାନେ 4 ବର୍ଷ 7 ବର୍ଷ ଟୋକି ମାନେ ସୁରକ୍ଷିତ ନାହାନ୍ତି। ମାନେ ମଣିଷ କି ଏମାନେ କଣ? ସେମାନଙ୍କୁ ନେଇ ଅତ୍ୟାଚାର କରି ସେମାନଙ୍କୁ ମାରିକି ପୋତି ଦଉଛନ୍ତି, ପୋଡ଼ି ଦଉଛନ୍ତି, ଫିଙ୍ଗି ଦଉଛନ୍ତି। ଏମାନଙ୍କୁ ମଣିଷ ବୋଲି କହିବେ ଏମାନଙ୍କୁ? କାହିଁକି କିଛି ହଉନାହିଁ? ସେମାନଙ୍କ ବିରୁଦ୍ଧରେ କେସ୍ ହଉନାହିଁ, ଜେଲ ହଉନାହିଁ, ଫାଶୀ ହଉନାହିଁ। ଏ ଦେଶରେ ଯେତିକି ମହିଳା ମାନଙ୍କୁ ସେବା କଲେ ମଧ୍ୟ ମହିଳା ମାନେ ସୁରକ୍ଷିତ ନାହାନ୍ତି। ସେଠି କଣ ନେବ? ଗୋଟେ ମେଷ ନେବ। କଣ ନେବ? ଗୋଟେ ମେଷ ନେବ। ତାପରେ କଣ ଲେଖାଯାଉଛି? ତାହା ନିର୍ଦ୍ଦୋଷ 1 ବର୍ଷୀୟ ପୁଂଶାବକ ହେବ। ତା କଣ ହେବାର ଅଛି? ସେ ମେଷ ନିର୍ଦ୍ଦୋଷ ହେବାର ଅଛି। କଣ ହେବାର ଅଛି? ନିର୍ଦ୍ଦୋଷ। ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେଲା ପରେ ହିଁ ଯାଇକରି କଣ ହବ? ସେ ମେଷକୁ ବଳିଦାନ କରାଯିବ। ସେଇଥିପାଇଁ କଣ କରିବ? 10ମ ଦିନରେ ମେଷକୁ ପୃଥକ କରିକିରି ରଖିବ। ମାନେ ଆସନ୍ତା ରବିବାର ପଡୁଛି, ପୃଥକ କରି ରଖିବ। ସେଇ ମାସର ଚତୁର୍ଦ୍ଦଶ ଦିନରେ ତାହା ବନ୍ଦ କରି ରଖିବ। କେତେ ଦିନ ପର୍ଯ୍ୟନ୍ତ? ଚତୁର୍ଦ୍ଦଶ। 10ମ ଦିନରୁ ଚତୁର୍ଦ୍ଦଶ ଦିନ ପର୍ଯ୍ୟନ୍ତ ତାକୁ କଣ କରିବ? ଅଲଗା ରଖିବ। ଅଲଗା ରଖିବ। କଣ ପାଇଁ ଅଲଗା ରଖିବ? ସେ ନିର୍ଦ୍ଦୋଷ କି ନାହିଁ ବୋଲି ଜାଣିବା ପାଇଁ। ତୁମେ ତ ବଳି ଦେବାକୁ ଯାଉଛ ମେଷକୁ, ଏ ମେଷଟା ନିର୍ଦ୍ଦୋଷ କି ନାହିଁ? ଆଠି ଖୁଣ ଅଛି କି? ଏ ରୋଗୁଣାଟା କି? ଆକୁ କଣ ଖାସି ସର୍ଦ୍ଦି ହଉଛି କି? ଆହୁରି କିଛି ଶାରୀରିକ ବେମାର ଅଛି କି? ଏ ସବୁ ଖୁଣ ଜାଣିବା ପାଇଁ କଣ କରିବ? 10ମ ଦିନରୁ 14ତମ ଦିନ ପର୍ଯ୍ୟନ୍ତ କଣ କରିବ? ତାକୁ ରଖିବ। ବୋଲେ କଣ? ରବିବାରରୁ ଗୁରୁବାର ଯାଏ। ତାପରେ କଣ ଲେଖାଯାଉଛି? ସମସ୍ତ ସମାଜ ସନ୍ଧ୍ୟା କାଳରେ ସେ ଶାବକକୁ ବଧ କରିବେ। କେବେ? ସନ୍ଧ୍ୟା ସମୟରେ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କଲେ? ସେ ଶେଷ ରାତ୍ର ଭୋଜନ କଣ ବୋଲି କହୁଛନ୍ତି? ରୋଟି ଆଉ ଦ୍ରାକ୍ଷାରସ କଣ ବୋଲି କହୁଛନ୍ତି? ଏଇଟା ମୋର ଶରୀର, ଏଇଟା ମୋର ରକ୍ତ, ଏଇଟା ଯିଏ ଭୋଜନ କରିବ ସେ ବୁଝାଉଛନ୍ତି ସେମାନଙ୍କୁ। କାହିଁକି? ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେବା ଦରକାର। ତାପରେ କଣ ହେବେ? ସେ ବଳିକୃତ
ହେବେ। ଏମିତି ଆକା ଆମେ ଯୀଶୁଙ୍କୁ ମାନୁନୁ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ବି ଖ୍ରୀଷ୍ଟିଆନ ପରିବାର ଆକା ଜନ୍ମ ହେଇଛି। ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ହେଇ ମଧ୍ୟ ଅନେକ ବର୍ଷ ପରେ ବାଇବଲ ପଢିଲା ପରେ, ବାଇବଲ ଶୁଣିଲା ପରେ, ବାଇବଲ ବୁଝିଲା ପରେ ମୁଁ ଯୀଶୁଙ୍କୁ ଗ୍ରହଣ କଲି। ତାପରେ ବାପ୍ତିସ୍ମ ମୁଁ ନେଇଛି। ମୁଁ ଖ୍ରୀଷ୍ଟିଆନ ପରିବାର ଜନ୍ମ ହେଇଥିବାର ଖ୍ରୀଷ୍ଟିଆନ ହେଇନାହିଁ। ମୁଁ ନିଜେ ବ୍ୟକ୍ତିଗତ ଭାବରେ ଜାଣିଲି। ଆଉ ଯୋଉଦିନ ଜାଣିଲି ଯେ ଯୀଶୁ ହିଁ ସତ୍ୟ ଈଶ୍ୱର, ସେଇଦିନ ମୁଁ ଯୀଶୁଙ୍କୁ ପ୍ରଚାର କରୁଛି। ମୁଁ ଖ୍ରୀଷ୍ଟିଆନ ଧର୍ମ ପ୍ରଚାର କରୁନାହିଁ। ମୁଁ ଖ୍ରୀଷ୍ଟିଆନ ଧର୍ମର ପ୍ରଚାରକ ନୁହେଁ। ମୁଁ ଯୀଶୁଙ୍କୁ ପ୍ରଚାର କରେ। ଆଉ ଯୀଶୁ ଖ୍ରୀଷ୍ଟିଆନ ଧର୍ମର ନୁହନ୍ତି। ଯୀଶୁ ସମସ୍ତଙ୍କ ପାଇଁ ଅଟନ୍ତି। ଯୀଶୁ ସମସ୍ତଙ୍କ ତ୍ରାଣକର୍ତ୍ତା ଅଟନ୍ତି। ସେ ଜଗତର ପାପ ଭାର ବୋହି ନେଇଯିବା ପାଇଁ ଆସିଥିଲେ। ଲୋକମାନେ କଣ ଭାବୁଛନ୍ତି ଆମକୁ? ଏଟା ଭକୁଆ ମନେ, ଏଟା ଭକୁଆ ମନେ, ଆମକୁ ଭକୁଆ କରି ଖ୍ରୀଷ୍ଟିଆନ କଲେ। ଆମେ ପୁଣି ଭକୁଆ ଆଗେ ଥିଲୁ। ୱାନ୍ସ ଅପନ୍ ଏ ଟାଇମ୍ ୱି ଆର୍ ଭକୁଆ। ଆମକୁ କହୁଥିଲେ ପରା ଦେଶିଆ ଉଲ୍ଲୁ ଭାଟାଇ ଢୁଲୁ ବୋଲିକରି। ଏବେ ଉଲୁ ଉଲା ନାଇଁ ନିଆରି। ଏବେ ସେମାନେ ଉଲୁ। ଯୀଶୁକୁ ଜାଣିନାହାନ୍ତି, ସେମାନେ ଉଲୁ। ଆମେ କି ଉଲୁ? ଉଲୁ ଥିଲୁ ଗୋଟେ ସମୟରେ ଉଲୁ ଥିଲୁ। ଆମେ ବି ଥିଲୁ ଉଲୁ ଥିଲୁ ବସ ଆମ ଜମି ବାଡି ବିକି ଖାଇଲୁ। କି ନାଇଁ? ଏ କୋରାପୁଟ ଟାଉନ କାଟା ଥିଲା, ଆମରଟା ଥିଲା। ମଦ ପାଇଁ, ଚା ପାଇଁ, ଫାଟେଇ ପାଇଁ ବିକିଲୁ। ଏବେ ସବୁ ତାଙ୍କର ହେଲା। ଏ ଜମି ବାଡି ମାନେ କାଟା ଥିଲା, ଆମରଟା ଥିଲା। ମଦ ପାଇଁ ବିକି ବିକି ଖାଇ ସରେଇଛୁ। ଉଲୁ ଗାଁ ମାନଙ୍କର ଦେଖିବେ ଆମର ଜମି ବାଡି ସବୁ ଆମେ ବିକି ଦେଇଛୁ। ଏବେ କଣ କରୁଛୁ? ଆମର ଜମିରେ ଯାଇକରି ଭୂତି କାମ କରି, ଏଟା ଆମର ଜମି ଥିଲାରି, ସେଟା ମିଶା ଆମର ଥିଲାରି। ହେଲେ କିଏ ସେଲାରି? ମଦ ବିକରି ବୁଡାଇଲୁ ରିଆରି କିସ୍ଟା କଲୁ। ଆରେ ସତଟା ନାଇଁ। ଗୋଟେ ଦିନ ଦେଖିବେ ଆମେ ନିଜର ଜିଲ୍ଲାରେ, ଆମର ଜିଲ୍ଲାରେ ଆମେ ମାଇନରିଟିରେ ରହିବା। ଆମକୁ ଦରକାର ପଡ଼ିଲେ ଖେଦବେ ଏମାନେ। ସେଇ ଚିନ୍ତାରେ ଅଛନ୍ତି। ଦେଖ ଆମର ପିଲାମାନେ ବିଏ ବିଡି କରିଛନ୍ତି କି ନାହିଁ? ଚାକିରି ନାହିଁ, ସେମାନଙ୍କୁ ଚାକିରି। ସେମାନଙ୍କୁ ଚାକିରି। ଆପଣ ବ୍ୟାଙ୍କରେ ଯାଅ ସେମାନେ, ସ୍କୁଲରେ ଯାଅ ସେମାନେ, ଅଫିସରେ ଯାଅ ସେମାନେ, ଥାନାରେ ଗଲେ ସେମାନେ, ସବୁ ଡିପାର୍ଟମେଣ୍ଟ ସେମାନେ। ଆମେ କିସ୍ଟା? ଆପଣ ନାଲକରେ ଯାଆନ୍ତୁ, ଅଫିସର ମାନେ କେ ସବୁ ବାହାର, ଝାଡୁ ମାରୁ ମାନେ କେ ଆମେ। ଆପଣ ଯାଆନ୍ତୁ, ଏ ହଲରେ ଯାଆନ୍ତୁ, ହେଚେଲରେ ଯାଆନ୍ତୁ, ସବୁ ଅଫିସର ସେମାନେ। ଆମ ଟାଉନ କୁଲି କରିବାକୁ ଯାଉଛୁ। ବସ୍ ମାଲିକ ମାନେ କେ ମାନେ? ସେମାନେ। କଣ୍ଡକ୍ଟର ଡ୍ରାଇଭର ଗାଡି ଧୋଉ ଆମେ। ପ୍ରିୟ ଭାଇ ଭଉଣୀ ମାନେ, ଆଗକୁ ଦେଖନ୍ତୁ ଆଜି କଣ କଣ ହେବ କି? ଆମେ ଥିଲୁ ଗୋଟେ ସମୟରେ ଉଲୁ ଥିଲୁ। ଉଲୁ ଥିଲୁ, ଆମେ ବି ଉଲୁ ଥିଲୁ। କିନ୍ତୁ ଯୋଉ ଦିନ ପ୍ରଭୁକୁ ଗ୍ରହଣ କଲୁ, ଆରେ ଉଲୁ ବୋଲି କେ କହିପାରିବ? ସେଦିନ ଦେଖିବେ ଦେ ଏ ସ୍ୱର୍ଗ କେମିତି ଆସେ ଥିବ ଉଲୁ। ଆମକୁ ଉଲୁ ବୋଲବା ଦିନ ସେମାନେ ଉଲୁ ହେବେ। ଦେଖନ୍ତୁ କି ନା, ସେଦିନ ସେ ଧନୀ କଣ ବୋଲି ଭାବୁଥିଲା? ଧନୀ ମାତ୍ର ରାଜଟା ଭିକାରୀ, ଭିକ ମାଗି ଦାଣ୍ଡେ ବସିଛି, ମିଠିଲା ସକଡ଼ି ଖାଉଛି ବୋଲି କରି, କୁକୁର ଚାଟୁଛି, ଦାଣ୍ଡେ ପଡିଛି ବୋଲି। ଯେତେବେଳେ ଅବ୍ରାହ୍ମକୁ କଲର ଦେଖିଦେଲା, ସେ କାହାକୁ? ଧନୀ ଯେତେବେଳେ ଦେଖିଲା ଲାଜରକୁ, କଣ ବୋଲି ଭାବିଥିବ? ଲାଜର ଯଦି ଅବ୍ରାହ୍ମଙ୍କର କଲେ ବସିଛି ବୋଲେ, ମୁଇଁ ତ ମାପରୁର କଲେ ଆଗ ବସିବି ବୋଲା ପରେ ଭାବିଥିବ ସେ। ତାର ଆଇଡିଆ କଣ ଥିବ? ଯଦି ମୋ ଦାଣ୍ଡେ ପଡିଥିବା ଭିକାରୀ ଯଦି ଅବ୍ରାହ୍ମକୁ କଲେ ବସିଛି ବୋଲେ, ମୁଇଁ ତ ମହାଜନ କୋଉଠି ବସବା କଥା? ସିଧା ଯାଇ ମହାପ୍ରଭୁ କଲେ ଆକା ସଦାପ୍ରଭୁଙ୍କ କଲରେ ଧନୀ ଯାଇ ବସବା କଥା। କୋଉଠି ଯାଇଛି? ଜୟ ଛକବାକୁ ପଳେଇଛି ସେ। ପ୍ରିୟ ଭାଇ ଭଉଣୀ ମାନେ, ମଲା ପରେ କିଛି କରିହେବ ନାହିଁ। ମଲା ପରେ କିଛି ଏବେ ଏକା ସୁଯୋଗ ଅଛି, କିଛି ବି କରିପାରିବା, ଆମ ଜୀବନକୁ ସଜାଡି ପାରିବା। ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ, ପ୍ରିୟ ଭାଇ ଭଉଣୀ ମାନେ, କଣ କରିବ? 10ମ ଦିନରେ ତାକୁ କଣ କରିବ? ପୃଥକ କରିବ। ଆଉ 14ତମ ଦିନରେ ତାକୁ କଣ କରିବ? ବଧ। ସେତେ ପ୍ରଭୁ ଯୀଶୁ ମଧ୍ୟ କଣ କରୁଛନ୍ତି? ଜେରୁସାଲେମକୁ ଅନେକ ଥର ଯାଇଛନ୍ତି, କିନ୍ତୁ ଶେଷ ସପ୍ତାହ ଜେରୁସାଲେମ କାହିଁକି ଯାଉଛନ୍ତି? ଆଉ ଜେରୁସାଲେମ ଯାଇ କୁଆଡେ ଯାଉନାହାନ୍ତି। ସେ ପୁରା କ୍ରୁଶରେ ମରିବା ଯାଇ ଜେରୁସାଲେମରେ ଅଛନ୍ତି। ବେଥାନି, ବେତଫାଗି, ଜେରୁସାଲେମରେ ବୁଲୁଛନ୍ତି ଚାରିଆଡେ। କଣ ପାଇଁ? ସେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେବା ଦରକାର। ତାପରେ କ୍ରୁଶରେ ଯାଇକରି କଣ ହେବେ? ତାପରେ ବଳିକୃତ ହେବେ। ଆମେ ଯୋଉ ଯୀଶୁଙ୍କୁ ମାନୁଛୁ, ପ୍ରଭୁ ବୋଲି ମାନୁଛୁ, ତାଙ୍କ ଠାରୁ ଗୋଟେ ଖୁଣ ବି ନାହିଁ, ଗୋଟେ ପାପ ବି ନାହିଁ। ସେ ନିର୍ଦ୍ଦୋଷ ଅଟନ୍ତି। ଏ ପ୍ରକାର ପ୍ରଭୁଙ୍କୁ ଆମେ ମାନୁଛୁ ପ୍ରଭୁ ବୋଲି। ଆଉ ସେ ଆମର ପାପ କ୍ଷମା କରିବା ପାଇଁ ସାମର୍ଥ୍ୟ ଅଟନ୍ତି। ଦେଖନ୍ତୁ, ଯଦି ଗୋଟେ ଚୋରଟା କଣ କରିବ? ଗୋଟେ ଚୋରକୁ କହିବ, ଏ ନା ଚାଲ ଥାନାକୁ ଯିବା, ମୁଁ ତୋର ପାଇଁ କଥା ହେବି, ଚାଲ। କହିବ ଯାଇକରି, ଆଜ୍ଞା ଏ ନାଇଁ କି ଆଜ୍ଞା, ଚୋରଟା ଆଜ୍ଞା ବସଷ୍ଟାଣ୍ଡରେ ଚୋରି କରୁଛି, କୁଆଡେ ଚୋରି କରୁଛି ଆଜ୍ଞା? ଆରେ ମଦୁଆଟା
ଗଞ୍ଜେଇ ମିଶା ଖାଉଛି ବିକୁଛି ମିଶା ଆଜି କିସ୍ କିସ୍ ଭୁଲ କାମ ମନେ କରୁଛି ଆଜ୍ଞା ବୋଲି କହିବ ତାକୁ ଆଗ ଛାଡ଼ି ଦିଅ ଆଜ୍ଞା ବୋଲିବ ସେ କାହାକୁ ପୋଲିସକୁ ଦେଇକି କହିବ ଆଗ ଛାଡ଼ି ଦିଅ ଆଜ୍ଞା ପୋଲିସ ପଚାରବ ତୁଇ କେ ମୁଇଁ ମିଶା ଚୋର ଆଜ୍ଞା ବୋଲିବ ଏ ଦୁଇ ଲୋକ ଭିତରେ ପୁରା ଯୋଉ ରକମର ମାରବେ ନା ନାଇଁ ସେ ଭିତରେ ଯେ ମାଡ଼ ଖାଉ ମାନେ ଦାଣ୍ଡି ଆସି କହୁନାହାନ୍ତି କେମିତି ମାଡ଼ ଖାଇଛନ୍ତି ହେଲା ମାରଲେ ମାରବେ କି ମତେ ମାରବେ ନା ଇଏ ବା ମାରବେ ନାହିଁ ପୋଲିସ ମାନେ ଗୋଟେ ଥରେ ଗୋଟେ ସ୍କୁଲ ପଢିଲା ବେଳେ ଜଣକୁ ମୁଁ ଯେବେ ବି ପଚାରବାର କେମିତି ଭାଇ ଦୁଶୁ ନଥିଲୁ ତେଲେଙ୍ଗାନା ଯାଇଥିଲି ମୋର ମାମୁଁ ଘରେ ହଁ ଆରେ ମାମୁଁ ତେଲେଙ୍ଗାନା ବାଟେ ଅଛି ତାପରେ କୋଉଠି ଯାଇଥିଲୁ ମାମୁଁ ଘରେ ଯାଇଥିଲି ଛତ୍ରପୁର ହଁ ମାମୁଁ ଆରେ କେବେ ନାଇଁ ମାମୁଁ ଘରେ ଯାଇଥିଲି ଏ ବାଟେ କହିବ ରାୟପୁର ଜଗଦଲପୁର କେବେ କହିଲେ ନାଇଁ ନବରଙ୍ଗପୁର ମାମୁଁ ଘରେ ପଚାରିଲି ଆର କେତେଟା ପୁରା ମାମୁଁ ଆଚତ ସବୁ ମାମୁଁ ପାଖେ ଯାଉଛି ପଚାରିଲି ଆର ମାମୁଁ କିଏ ମାମୁଁ ନାଇଁ ଏ ଜେଲ ଯାଉଛି ସେଟାକୁ ମାମୁଁ ଘରେ ବୋଲି ଲାଜର ମାଡେ କହୁଛି ସେ ତ ପ୍ରିୟ ଭାଇ ଭଉଣୀ ମାନେ ମାମୁଁ ଘରେ ବୋଲି କରି ମକ ଭୋକ ବନାଉଥିଲା ତ ଯଦି ଗୋଟେ ଚୋରକୁ ମୁକୁଳାଇବା ପାଇଁ ପୋଲିସ ପାଖେ ଯିବ କଣ କରିବେ ଦୁଇ ଲୋକ ମିଶାଇ କରି ତ ଚୋରକୁ ରକ୍ଷା କରିବା ଓକିଲର ଦରକାର ଅଛି କି ନାଇଁ ଓକିଲ ଦରକାର ଅଛି ଗୋଟେ ଅନ୍ଧକୁ ରାସ୍ତା ଦେଖାଇ ପାରିବ କି ଅନ୍ଧ ବୋଲେ କି ଆମର ଭାଷା ଦେବେ କାଣା ଗୋଟେ ରାସ୍ତା ଦେଖାଇବ କି ମୁଁ ବହୁତ ବର୍ଷ ତଳେ ବଲାଙ୍ଗୀରରେ ଯାଇଥିଲି ବହି ବିକିବା ପାଇଁ ଖ୍ରୀଷ୍ଟିଆନ ବହି ବିକିବାକୁ ଯାଇଛି ଚଷମା ପିନ୍ଧୁଥିଲି ସେତେବେଳେ ଗୋଲ ଗୋଲ ଚଷମା ପିନ୍ଧୁଥିଲି ଗଲା ପରେ ଜଣକ ଘର ପାଖରେ ଠିଆ ହେଲି କବାଟ ଠକ୍ ଠକ୍ କଲାରୁ ଟୋକି କବାଟ ଖୋଲିକି କହୁଛି କାଣା ବୋଲଛି କହିଲି କେମିତି ଟୋକି ହେତା କବାଟ ଖୋଲୁ ବହି ନେବ କି କେ ନ ବାଚାତେ ମକେ କାଣା ବୋଲି କହୁଛି ପୁରା ଦୁଃଖ ହେଇଗଲି ମୁଇଁ ଓ ପ୍ରଭୁ ଦିନ ଯାକ ବୁଲିଲି ମୋର ମନ ଠିକ ନାହିଁ ତାପରେ ମସ୍ତ ଜଣେ ଭାଇ ଯାଇଥିଲେ ସୋଲୋମନ ଦାସ ବୋଲି ସେ ପ୍ରଭୁଙ୍କ ଦାସ ଯାଇଥିଲେ ସେ କହିଲେ ନିରଞ୍ଜନ କଣ ହେଲା ନାଇଁ ଭାଇ ସକାଳେ ମୁଁ ଜଣଙ୍କର ଘରେ ଗଲି ଆଉ ଯାଉ ସେ ମତେ କବାଟ ଖୋଲି କାଣା ବୋଲି କହିଲା ସେ ବହି ନେବି ନାହିଁ ବୋଲି କହିଲେ ମୁଁ ଶୁଣିଥାନ୍ତି ବହି ନେବି ନାହିଁ ଯାଅ ବୋଲେ ଦେଖୁ ତୁ କାଣା ବୋଲି କହିଲା ସେ କହିଲା ନାଇଁ ଇଆଡେ କଣ କୁ କାଣା ବୋଲି କହିବେ ବୋଲାରୁ ଟିକେ ଖାଇଲି ନହେଲେ ନିରାଶ ହେଇଯାଇଥିଲି ମୁଇଁ ମତେ କାଣା ବୋଲି କହିଲା ହବ ତ ଗୋଟେ କାଣାକୁ ରାସ୍ତା ଦେଖାଇ ପାରିବ କି ନାହିଁ ଗୋଟେ ରୋଗୀକୁ ସୁସ୍ଥ କରିପାରିବ କି ନାହିଁ ଗୋଟେ ଚୋରକୁ ରଖେ ନାହିଁ କରିପାରିବ ନାହିଁ ପ୍ରିୟ ମାନେ ଯଦି ଗୋଟେ ପାପୀକୁ ଗୋଟେ ଦାଗୀକୁ ଗୋଟେ ମନ୍ଦତାର ଲିପ୍ତ ଲୋକକୁ ରକ୍ଷା କରିବା ପାଇଁ ଗୋଟେ ଭଲ ଲୋକର ଆବଶ୍ୟକ ଅଛି ସେଇଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲେ କଣ କରିବା ପାଇଁ ଯେ ସମାଜ ଦ୍ୱାରା ଆଉ ଜଗତ ଦ୍ୱାରା ପ୍ରମାଣିତ ହେବେ ଯେ ସେ ନିର୍ଦ୍ଦୋଷ ଅଟନ୍ତି ପ୍ରଭୁ ଯୀଶୁ ଜଗତକୁ କାହିଁକି ଆସିଥିଲେ ଆମ ପାଇଁ କ୍ରୁଶରେ ମରିବା ପାଇଁ ଆସିଥିଲେ ଆଉ ଅନ୍ୟ କିଛି କାମ ନଥିଲା ସେ ରୋଗୀମାନଙ୍କୁ ସୁସ୍ଥ କଲେ ସେ ଅନ୍ଧକୁ ଦୃଷ୍ଟି ଦେଲେ ସେ 5 2 ମାସରେ 5,000 ଅଧିକ ଲୋକ ଖାଇବାକୁ ଦେଲେ ସେ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ ସେ ଝଡ଼କୁ ଶାନ୍ତ କଲେ ମୃତ ଲାଜରକୁ 4 ଦିନ ମଡ଼ାକୁ ଜୀବନ ଦେଲେ ସେ ଜାଇରସ କନ୍ୟାକୁ ଜୀବନ ଦେଲେ ଏସବୁ କଲେ ସେ 38 ବର୍ଷ ରୋଗୀକୁ ସୁସ୍ଥ କଲେ 12 ବର୍ଷ ସେ ରୋଗଗ୍ରସ୍ତ ସ୍ତ୍ରୀ ତାଙ୍କର ଲୁଗା ଥି ସୁସ୍ଥ ହେଲା ଯଦି ଏଟା ଏକା କରବାର ଥିଲା ଯୀଶୁ କ୍ରୁଶରେ ମରିବାର ଆବଶ୍ୟକ ନଥିଲା ଆଜିକାଲି କଣ ସବୁ ସଭା ସମିତିରେ ଯୀଶୁଙ୍କ ପାଖରେ ଆସ ତୁମ ରୋଗ ସୁସ୍ଥ ହେଇଯିବ ତୁମ ରୋଗ ଯୀଶୁ ଖାଲି ରୋଗ ସୁସ୍ଥ କରିବାକୁ ଆସିଥିଲେ କଣ ଆଜି ଆମର ପ୍ରଚାରକ ମାନଙ୍କୁ ମୁଁ ଖାଲି କହୁଛି ଖାଲି ଯୀଶୁ ରୋଗ ସୁସ୍ଥ କରିବା ଖାଲି ମିଟିଂ କଣ କରିବ ଆମର ଆଜିର ମିଟିଂ ରେ ରୋଗୀ ମାନେ ସୁସ୍ଥ ହେବା ବି ଯାଉଛନ୍ତି ଯେତେ ରୋଗୀ ମାନେ ଅଛନ୍ତି ଆନନ୍ତୁ ସମସ୍ତଙ୍କୁ ସୁସ୍ଥ ତବେ ଠେକା ନିଜ ସୁସ୍ଥ କରିବା କଣ ସୁସ୍ଥ କିଏ କରନ୍ତି ସୁସ୍ଥ ପ୍ରଭୁ କରନ୍ତି ମୋର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଯୀଶୁ ଯଦି ସୁସ୍ଥ ଆକା କରିବାକୁ ଆସିଥିଲେ ଆଶୀର୍ବାଦ କରିବାକୁ ଆସିଥିଲେ ମଲା ଲୋକ ଉଠାଇବା ପାଇଁ ଭଇରାକୁ ଶୁଣାଇବା ପାଇଁ କାଣାକୁ ଦେଖାଇବା ପାଇଁ ରୋଗୀକୁ ସୁସ୍ଥ କରିବାକୁ ଆସିଥିଲେ ହେଲେ କୃଷକ କାହିଁକି ମରିବାର ଅଛି ସେ ତ ନ ମରିବା ପୂର୍ବରୁ ସବୁ କରିଥିଲେ କୃଷକ କାହିଁକି ମରିବାର ଅଛି କୃଷକ କାହିଁକି ମରୁଛନ୍ତି ଯେ ସେ ଉଦ୍ଧାର କରିବାକୁ ଆସିଛନ୍ତି ଆଉ ଆଜିର ସମୟରେ ଦେଖିବେ ଯେତିକି ସଭା ସମିତି ହଉଛି କୋଉଠି ମଧ୍ୟ ସେ ପରିତ୍ରାଣ କର୍ତ୍ତାଙ୍କୁ ପ୍ରଚାର କରାଯାଉନି ଖାଲି ସୁସ୍ଥକାରୀ ପ୍ରଭୁଙ୍କୁ ଆଗା ଆପଣ ମାନେ ଭୁଲିଲେ କି କାକଡାମ ବୁଲବାର ନାହିଁ କାକଡା ଆମକୁ କାକଡା ଆମ୍ବ ବେଶୀ ଓଡିଆ ହେଇଗଲା କି କଙ୍କଡା ଆମ୍ବ ଗଲା ଲୋକ
ଚୁପଚାପ ଆରି ହେତୁ କରାଉ ନା ଆଜ୍ଞା ବୋଲା ପରା ହଉଛନ୍ତି କାହିଁକି ସବୁ ଯାଇଥିଲେ ବାୟା ବିକଲି ଭୂତ ଆରେ କେମିତି ପ୍ରାର୍ଥନା କରିବାକୁ 25,000 ଛୁଇଁ କରି ପ୍ରାର୍ଥନା କଲେ 25,000 ସବୁ ଡାବୁ ମୋଟ ବାନ୍ଧିକରି ନେଲା କେନେ ଗଲା କି ଜାନା ନାହିଁ ସେ ବାବୁ ଆଜି ଦିଶୁନାହାନ୍ତି ଆଜିକାଲି ମୋର ପ୍ରିୟ ଭାଇ ଭଉଣୀ ମାନେ ଯେଉଁମାନେ ପଇସା ପଛରେ ଯିବେ ପଇସା ସହିତ ବିନଷ୍ଟ ହେବେ। ଇସ୍କାରିୟତ ଜିହୁଦା କେମିତି ହେଲା? ଇସ୍କାରିୟତ ଜିହୁଦା ଯୀଶୁ ମଲା ପରେ ସେ 30ଟା ରୂପା ମୁଦ୍ରାରେ ବଞ୍ଚି ହେଲେ ଥାନ୍ତା ଖାଇଥାନ୍ତା ହେଲେ 2 ଦିନ ପରେ ମାଉସ ଭାତ ଖାଇଥାନ୍ତା ଗୋଟେ ମାସ ଚଳିଥାନ୍ତା। ଯୀଶୁ ମରବା ଆଗରୁ ସେ ମରି ସାରିଛି ଯା ଉଚକି ହେଇ ବିଦଗାଲି ପଡି ପେଟ 2 ଫାଡା ହେଇକରି ପେଟ ପାଡ଼ି କରି ମରିଛି ସେ କି ଅବସ୍ଥା ସେମାନେ ଭାବି ଦେଖନ୍ତୁ ସେ ହନନିୟ ସଫିରା ସ୍ୱାମୀ ସ୍ତ୍ରୀ ବିକଲ ସବୁ ଆଣିଦେଲେ ହେତା କି ନାହିଁ ଥାପି ଦେଇକରି ଏତେ ଆକା କି ମୋ ସ୍ୱାମୀ କହିନାହାନ୍ତି କି ଆଜ୍ଞା ସେତେ ଆକା 2 ଲୋକ ଟୁଡୁମ ଗୋଟେ ଦିନେ ଖତମ ସେ ଗିଏ ଯିବା ପଡ଼ା তুই তো তোর পাস্টরকে জানিছু সে লোক কৌଛନ୍ତି কଣ ବୋଲି କହୁଛନ୍ତି ଭାବବାଦୀ କଣ ବୋଲି କହିବେ ଭାବବାଦୀ ଲୋକ ଡାବୁ ନେବେ ନାହିଁ ସେ କଣ ବୋଲି କହୁଛନ୍ତି ମୁଁ ଯାହାଙ୍କ ସମ୍ମୁଖରେ ଠିଆ ହେଇଛି ସେ ଜୀବିତ ଥିବା ପ୍ରମାଣେ ତୋଠୁ କିଛି ମିଶା ନେବି ନାହିଁ ଆମେ ତ ସବୁ ଦିଆ ବୋଲୁଛୁ କଣ କରୁଛୁ ସବୁ ଦେଇ ମତେ ଯୀଶୁ ଧନ ନିଅ ଯୀଶୁ ଧନ ନିଅ ସବୁ ମକା ଦିଆ ସୁସ୍ଥତା ନିଆ ବାଇବଲ କଣ ଲେଖା ହେଇଛି ପ୍ରିୟ ମାନେ ଆମେ ବାଇବଲ ପଢିନୁ ସେମାନେ ବି ବାଇବଲ ପଢି ନାହାନ୍ତି ସେଟା ପାଇଁ ଆମେ ଭ୍ରମିତ ହଉଛୁ ମୋର ତ ଖୋଲନ୍ତୁ ମାଥ୍ୟୁ 10 ପର୍ବଟି କାଢନ୍ତୁ 10 ପର୍ବ ପଢିଲେ ବୁଝିଯିବ ମାଥ୍ୟୁ 10 ପର୍ବ ତାର 8 ପଦ ମାଥ୍ୟୁ 10:8 ବୋଲେ 108 ଗାଡି ହେଲା ଫ୍ରି ଗାଡି କି ନାହିଁ ସେଟା ବିନା ମୂଲ୍ୟରେ ଚିକିତ୍ସା କରୁଥିବା ଗାଡି କର 108 ଗାଡି ହେଲେ ମାଥ୍ୟୁ 10 ପର୍ବ 8 ପଦରେ 108 ଗାଡି ଏଟା କଣ ଲେଖା ହେଇଛି ପୀଡ଼ିତ ମାନଙ୍କୁ ସୁସ୍ଥ କର ମୋର ତ ପାଳି ଧରି ପଡ ହେଲା ପୀଡ଼ିତ ମାନଙ୍କୁ ସୁସ୍ଥ କର ମୃତ ମାନଙ୍କୁ ଉଠାଅ କୁଷ୍ଠି ମାନଙ୍କୁ ଶୁଚି କର ଭୂତ ମାନଙ୍କୁ ଛଡାଅ ତୁମେ ମାନେ ବିନା ମୂଲ୍ୟରେ ପାଇଅଛ ବିନା ମୂଲ୍ୟରେ ଦାନ କର ହେଲେ ସେ ଡାବୁ କାହିଁକି ଦଉଛନ୍ତି ତମେ କାହିଁକି ଡାବୁ ଦଉଛ ସେ ନେବା ଲୋକର ଭୁଲ ନାହିଁ ଦେବା ଲୋକର ଭୁଲ କହିବା କଥା କି ନାହିଁ ଆଜ୍ଞା କେତେ ପୁରା ଡାବୁ ଦେଇକରି ଆଜ୍ଞା ସୁସ୍ଥତା କିଣି ଆଣିଛନ୍ତି ସେ କଣ କରୁଛି ଉବଗା ଦେବି ଘେନି ଆଣିଛି ଚୁଚାରେ ଦେବି ପ୍ରିୟ ଭାଇ ଭଉଣୀ ମାନେ ଆପଣ ମାନେ ଇତି ମିଶା ବସି ଜାଣିଛନ୍ତି ସିତି ମିଶା ବସି ଜାଣିଛନ୍ତି କୋଉଠି ଯିବାର ନାହିଁ ଜାଣିବାର ଭଲ କରି ବିନା ମୂଲ୍ୟରେ ମୁଁ ଯଦି କାଲି ରୋଗୀ ମାନଙ୍କୁ ପ୍ରାର୍ଥନା କର ଡାବୁ ନେବି ବୋଲି ଜାଣିବା କଥା আসবো সেটা ডাবু কেন নাই নেব নাই পয়সা কোন ভাই ভଉଣୀ ମାନେ ଆମେ ଯେତିକି ପଇସା ରଖୁଛୁ କୋଉ କାମରେ ଆସିବ ସବୁ ନେଇ ମେଡିକାଲରେ ଜମା କରିବୁ ମେଡିକାଲରେ ଜମା କଲା ପରେ ଆମେ ଖାଲକୁ ଆଗେ ମେଡିକାଲ ତାପରେ ଆମର ଅରିଜିନାଲ ଖାଲ ବାସ୍ ସତ୍ୟ ସବୁ ଦେବା ପାଇଁ ପଡିବ କେହି ନେଇ କରି ଯିବ ନାହିଁ এটা ଆମେ କଣ ଦେଖୁଛୁ ମୁଁ କାହିଁକି କହୁଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବଳ ରୋଗୀ ମାନଙ୍କୁ ସୁସ୍ଥ କରିବାକୁ ଆସିନାହାନ୍ତି ଭୂତ ଛଡାଇବାକୁ ଆସିନାହାନ୍ତି ମୃତକୁ ଉଠାଇବାକୁ ଆସିନାହାନ୍ତି ସେ କଣ ପାଇଁ ଆସିଥିଲେ ସେ ଆସିଥିଲେ ଜଗତର ପାପ ନିମନ୍ତେ ଜଗତର ପାପ କ୍ଷମା କେହି କରିପାରିବ ନାହିଁ କେହି ନାହିଁ ମୋର ଭାଇ ଭଉଣୀ ମାନେ ଏଟା ମନେ ରଖିଥାନ୍ତୁ ଜଗତର ଲୋକମାନେ କାହାକୁ ମାନୁଛନ୍ତି ମାନନ୍ତୁ କିନ୍ତୁ ଜାଣିଥାନ୍ତୁ ଯେ ପାପ କ୍ଷମା କରିବାଟା ଯୀଶୁଙ୍କ ଛଡା ଆଉ କେହି କରିପାରିବ ନାହିଁ ପାୱାର ନାହିଁ দেখাই বললে কি সেব পাবার নাই আবার দেখিবে মাথ্যু 9 পর্ব তার 6 পদ মাথ্যু 9 পর্ব 6 পদ কোন লেখা আছে কিন্তু পৃথিবীরে পাপ ক্ষমা করিবাকু মনুষ্য পুত্রଙ୍କର যে অধিকার ଅଛି হালেলুয়া পাপ ক্ষমা করিবার অধিকার কেবল মনুষ্য পুত্রଙ୍କର ଅଛି ଆଉ କୋଉ ଧର୍ମରେ କୋଉ ବ୍ୟକ୍ତି ପାଖରେ ପାପ କ୍ଷମା କରିବାର ଅଧିକାର ନାହିଁ ଯଦି ପାପ କ୍ଷମା ପାଇବାର ଅଛି ଉଦ୍ଧାର ପାଇବାର ଅଛି ମୁକ୍ତି ପାଇବାର ଅଛି ପାପ କ୍ଷମା ପାଇବାର ଅଛି ଯୀଶୁଙ୍କୁ ଗ୍ରହଣ କରିବା ଅଛି ଅନ୍ୟ ଅପସନ ନାହିଁ ଅନ୍ୟ ସବଷ୍ଟିଟ୍ୟୁଟ ନାହିଁ ଯୀଶୁଙ୍କ ଛଡା ଆଉ ସବଷ୍ଟିଟ୍ୟୁଟ ନାହିଁ ଆଉ ଅନ୍ୟ ନାମ ବି ନାହିଁ ଅନ୍ୟ ନାମ ନାହିଁ ଲୋକ ଜଣେ ଅଣଜିହୁଦୀ ଲୋକ କହିଲେ ଅନଖ୍ରୀଷ୍ଟିଆନ ଲୋକ ସେ କଣ ଲେଖୁଛନ୍ତି ଯୀଶୁଙ୍କ ଛଡା ଆଉ କାହା ଠାରେ ପରିତ୍ରାଣ ନାହିଁ ଯାହା ଦ୍ୱାରା ଆମକୁ ପରିତ୍ରାଣ ପାଇବାକୁ ହବ ଯୀଶୁ ନାମ ଛଡା ଆଉ ଅନ୍ୟ ନାମ ପୃଥିବୀରେ ଦିଆଯାଇ ନାହିଁ
ଆଉ ଅନ୍ୟ ନାମ ନାହିଁ। ଲୋକ ପାଗଳ ହେଇ ବୁଲୁଛନ୍ତି, ବାଇବଲ ପଢି ନାହାନ୍ତି। ବାଇବଲ ଯଦି ପଢିଥାନ୍ତେ ପ୍ରିୟ ମାନେ, ଆମେ ବି ବାଇବଲ ଯଦି ପଢି ନଥାନ୍ତୁ ଆମେ ବି ବୁଲିଥାନ୍ତୁ କି ନାଇଁ? ବୁଲିଥାନ୍ତୁ ଆମେ। ମୁଁ ତ ଆଜିକାଲି ଦେଖୁଛି ଆମର ଗାଁ ଗଣ୍ଡାରେ ମଧ୍ୟ ଆମର ଭଉଣୀ ମାନେ, କେଉଁ ଭଉଣୀ ମାନେ? ଡମ୍ ଲୋକମାନେ, ଆମର ଲୋକମାନେ କଣ କରୁଛନ୍ତି? ମୁଣ୍ଡ ଭର୍ତ୍ତି ସିନ୍ଦୁର ଲିପି ଥାଉଛନ୍ତି। ସେ ବାମନ ଲୋକ କମ ଲଗା ହେଉଛି, ଆମର ଡମନି ମନ ଅଧିକ, ତାଙ୍କଠୁ 2 ହାତ ଅଧିକ ବାମନେ ମାନେ ବନିକେ ଧୋଇବାକୁ ଯାଉଛନ୍ତି, ଗଛ ପାଖ ହୁଲୁଲି ମାରୁଛନ୍ତି। କଣ କେବେ ବୁଝିବେ? କେବେ ବୁଝିବେ? ପଚାର, ଆମର ଡମ ଲୋକ ଭିତରେ ଗୋଟେ ଲୋକ ପୁରୀ ମନ୍ଦିର ପୂଜାରୀ ହେଇଛି କି? କୋଉ ଡମ୍ବ ଲୋକ, କୋଉ ଆଦିବାସୀ ଲୋକ ଯାଇକରି ଆମର ଅଯୋଧ୍ୟାରେ ହେଇଛନ୍ତି? ବେଲ ଥାଉ ତ ବୁଝିଲେ ଭଲ, ଏତେ ଅବୁଝା ହେବାର ନାହିଁ ଆମେ। ପ୍ରିୟ ମାନେ, ବାଇବଲ ପଢନ୍ତୁ, ବୁଝନ୍ତୁ। ଆମେ କାହାକୁ ଧର୍ମ ପରିବର୍ତ୍ତନ କରିବା ପାଇଁ କହୁନୁ, ଜୀବନ ପରିବର୍ତ୍ତନ କରନ୍ତୁ। ଆପଣ ଧର୍ମ ପରିବର୍ତ୍ତନ ନାହିଁ, ଆମର ଜୀବନ ପରିବର୍ତ୍ତନ ହେଇଛି। ଯୀଶୁ କଣ କରନ୍ତି? ଯୀଶୁ ଜୀବନ ପରିବର୍ତ୍ତନ କରନ୍ତି, ଜୀବନ ପରିବର୍ତ୍ତନ କରନ୍ତି। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ କାହିଁକି ଆସିଥିଲେ? এইଥିପାଇଁ ଆସିଥିଲେ। ଲେଖା, ଏଇ ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ଭାର ବହି ନେଇ ଯାଆନ୍ତି। ପ୍ରଭୁ ଯୀଶୁ କାହିଁକି ଆସିଲେ? ଜଗତର ପାପ ଭାର ବହି ନେଇ ଯିବା ପାଇଁ। ତ 10ମ ଦିନରେ ସେ ମେଷକୁ ପୃଥକ କରିବ, ଆଉ 14ତମ ଦିନର ସନ୍ଧ୍ୟା ସମୟରେ ତାକୁ କଣ କରିବ? ବଧ କରିବ। 14ତମ, ତ 14ତମ ଦିନ ଆମେ ଯଦି ଧର୍ମ ଗୁରୁବାର ବୋଲି କହୁଛୁ, ସେ ସନ୍ଧ୍ୟାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ମେଜରେ ବସିଲା ବେଳେ କଣ କହୁଛନ୍ତି? ଏଇଟା ମୋର ରକ୍ତ, ଏଇଟା ମୋର ମାଂସ, ଏହା ଦ୍ୱାରା ତୁମମାନଙ୍କର ପାପ କ୍ଷମା ହେଇପାରିବ। ହାଲେଲୁୟା। ଏହା ଦ୍ୱାରା ତୁମର ପାପ କ୍ଷମା ହେଇପାରିବ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେବା ଦରକାର, ତାପରେ ବଳିକୃତ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କଲେ? ଆସନ୍ତା ରବିବାର ଯୋଉ ପଡୁଛି, ଆମର ପାମ୍ ସଣ୍ଡେଟା ପଡୁଛି, ଖଜୁରୀ ଭାଙ୍ଗା କାହିଁକି ଧରିକି ଯାଉଛନ୍ତି? ଖଜୁରୀ ଭାଙ୍ଗା କାହିଁକି? ଖଜୁରୀ ଭାଙ୍ଗା ଧର ଉଦ୍ଦେଶ୍ୟ କଣ? ଅଛି ବିଜୟର ଚିହ୍ନ। ଆମର ରାଜା ଆସିଗଲେ, ଆମେ ବିଜୟୀ ହେଇଗଲୁ, ଧରିକରି ନାଚି ନାଚି ଯାଉଛୁ। ରାଜା ଆସିଗଲେ, ସେମାନେ ଭାବୁଛନ୍ତି କଣ? ପ୍ରଭୁ ଯୀଶୁ ଆସିଲେ ଏ ଜିହୁଦୀ ସାମ୍ରାଜ୍ୟ ଠାରୁ ରକ୍ଷା କରିବେ। ଜିହୁଦୀ ସାମ୍ରାଜ୍ୟ ନାହିଁ, ସେ ପାପରୁ ରକ୍ଷା କରିବାକୁ ଆସିଥିଲେ। ସେମାନେ ବି ବୁଝିପାରିଲେ ନାହିଁ ଯୀଶୁଙ୍କୁ, କ୍ରୁଶରେ ଚଢେଇ ଦେଲେ ସେମାନେ। ମଝି ମଝିରେ ବେଳେ ବେଳେ ଲୋକମାନେ ଭାରି କରି ଆସୁଛନ୍ତି ଫେସବୁକରେ, ୟୁଟ୍ୟୁବରେ, ଭାରି କଣ କହୁଛନ୍ତି? ତମର ଯୀଶୁ। କାହାର ଯୀଶୁ? ତମର ଯୀଶୁ। ପୁଣି ଯୀଶୁ ଆମର ତମର ନାହିଁ, ଯୀଶୁ ସବୁର। ତମର ଯୀଶୁ, ଯୋଉ ଯୀଶୁ 3ଟି କଣ୍ଟାରେ କ୍ରୁଶରେ ଝୁଲିଥିଲେ, ଓଇରେ ମାଟି ମୁଣ୍ଡା ସେତିକି ପଡିଛୁ ତୁଇ। 3ଟି କଣ୍ଟାରେ ଝୁଲିଥିଲେ, କିନ୍ତୁ 3ୟ ଦିନରେ ମୃତ୍ୟୁକୁ ଜୟ କରି ଉଠିଥିଲେ। ସେ କବର ସେ ତାକତ ନାହିଁ ଅଟକାଇ କରି ରଖିବା ପାଇଁ, ତାକତ ନାହିଁ। ବାଇବଲ କଣ କହୁଛି? ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ହୋଇ ରହିବେ, ଏହା ଅସମ୍ଭବ। ଯଦି ପୃଥିବୀରେ ଯଦି କାହାର ସମାଧି ଶୂନ୍ୟ ଅଛି, ଯୀଶୁଙ୍କର ସମାଧି ଆରି କାହାର ମଧ୍ୟ ନାହିଁ। ବାକି ଲୋକ ତ ସେମିତି ଅଛନ୍ତି। ପଚାର ମୋ ପ୍ରିୟମାନେ, ଇତିହାସରେ ଖୋଜନ୍ତୁ ଗୋଟେ ପ୍ରଭୁ, ଯୀଶୁ ପ୍ରଭୁ, ଯାହାଙ୍କର ସମାଧି ଶୂନ୍ୟ ଅଛି। ବାକି ସବୁ ତ କାତାନରେ ଜନ୍ମ ହୋଇ କାତାନରେ ମରିଗଲେ। କାତାନରେ ବଞ୍ଚାଇଲେ ଦେଇଥାନ୍ତ ତାଙ୍କୁ, ତମର ଧର୍ମ ହେଇଥାନ୍ତା। କାତାନୀ ଲୋକକୁ ଏତିକି କୋଉଠି ବୁଦ୍ଧି ଅଛି? ସେ ସେତିକି ବି ଜାଣିନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏଠି କଣ ମୁଁ କହିବା ପାଇଁ ଚାହେଁ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ନିର୍ଦ୍ଦୋଷ ମେଷ ଶାବକ ଅଟନ୍ତି, ଯେ ଜଗତର ପାପ ଭାର ବହି ନେଇ ଯିବା ପାଇଁ ସେ ଜଗତକୁ ଆସିଥିଲେ। ଜଗତର ପାପ ଭାର, ଆଉ ତାଙ୍କର କୌଣସି ପାପ ନଥିଲା, କୌଣସି ପାପ ନଥିଲା। ମସ୍ତ ଖୋଲନ୍ତୁ ଆପଣ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନେଇ ବିଚାର କଲେ, ରାତି ସାରା ପ୍ରହାର କଲେ, ଗାଳି କଲେ, ଅପମାନ କଲେ, କିନ୍ତୁ ସେମାନେ ଦେଖିଲେ କଣ? ଲୁକ ତାର 23 ପର୍ବ କାଢନ୍ତୁ। ଲୁକ 23 ପର୍ବ, ଲୁକ 23 4 ପଦ। ସେଥିରେ ପିଲାତ ପ୍ରଧାନ ଯାଜକ ଓ ଲୋକ ସମୂହକୁ କହିଲେ। ହେଲା, ପିଲାତ କଣ କହୁଛନ୍ତି? ପ୍ରଧାନ ଯାଜକ ଲୋକ ସମୂହକୁ କହିଲେ, ମାନେ ଯୀଶୁଙ୍କୁ କ୍ରୁଶାର୍ପିତ କରିବା ସମୟରେ କିଏ ଥିଲେ? ପିଲାତ ଥିଲେ। କାହାଣୀ ନାହିଁ, ପିଲାତ କାହାଣୀ ନୁହନ୍ତି, ପିଲାତ ଇତିହାସ ଅଟନ୍ତି। ସେଥିପାଇଁ ଆମେ ଖ୍ରୀଷ୍ଟିଆନ ବିଶ୍ୱାସ କଲା ବେଳେ କଣ କହୁଛୁ? ପନ୍ତିଓ ପିଲାତର ଅଧିକାର ସମୟରେ ଦୁଃଖ ଭୋଗ କଲେ, କ୍ରୁଶିତ ହେଲେ, ମୃତ୍ୟୁ ଭୋଗ କଲେ, ମୃତ୍ୟୁ ମାନଙ୍କ ସ୍ଥାନକୁ ଓହ୍ଲାଇଲେ, ଆଉ 3ୟ ଦିନରେ ମୃତ୍ୟୁ ମାନଙ୍କ ମଧ୍ୟରୁ ଉଠିଲେ। ଏଇଟା ଖ୍ରୀଷ୍ଟିଆନର ବିଶ୍ୱାସ। ଯଦି ଆପଣଙ୍କୁ ପଚାରିବେ କଣ ବିଶ୍ୱାସ କରୁଛ, ଖ୍ରୀଷ୍ଟିଆନ ବିଶ୍ୱାସ କହିଦେବ, ଏଇଟା ଖ୍ରୀଷ୍ଟିଆନ ବିଶ୍ୱାସ କରେ। ପନ୍ତିଓ ପିଲାତର ଅଧିକାର ସମୟରେ ଲେଖା,
ପିଲାତ ପ୍ରଧାନ ଯାଜକ ଲୋକ ସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ, ଯୀଶୁକୁ ଠିଆ କରିଛନ୍ତି, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉନାହୁଁ। ଓ ମୋର ପ୍ରିୟ ଭାଇ ମାନେ ଶୁଣନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ କୌଣସି ଦୋଷ ନଥିଲା। ସେଥିପାଇଁ ସେ ଆମର ତ୍ରାଣକର୍ତ୍ତା ହେଇଛନ୍ତି। ଯଦି ପାପୀ ମନୁଷ୍ୟକୁ ଉଦ୍ଧାର କରିବା ଅଛି, ଗୋଟେ ନିର୍ଦ୍ଦୋଷ ବ୍ୟକ୍ତି ଆବଶ୍ୟକ। ସେ ନିର୍ଦ୍ଦୋଷ ବ୍ୟକ୍ତି ଆଉ କେହି ନୁହନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। କଣ ଲେଖାଯାଉଛି ପ୍ରିୟ ଭାଇ ଭଉଣୀ ମାନେ, ଏହାଙ୍କର କୌଣସି ଦୋଷ ପାଉନ, ସେତିକି ନାହିଁ। ତା ତଳକୁ ଆପଣ ଆସନ୍ତୁ, ତା ତଳକୁ ଆପଣ ଦେଖିବେ 14 ପଦ। କଣ ଲେଖାଯାଉଛି 14 ପଦରେ? ଏ ଲୋକ ସାଧାରଣଙ୍କୁ ବିଦ୍ରୋହ କରୁଅଛି ବୋଲି ତୁମାନେ ଏହାଙ୍କୁ ଆମ ନିକଟକୁ ଆଣିଅଛ। ଆଉ ଦେଖ, ଆମେ ତୁମମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କରି ତାର ବିରୁଦ୍ଧରେ ତୁମେ ଯେ ସମସ୍ତ ଅଭିଯୋଗ କରୁଅଛ, ସେପରି କୌଣସି ଦୋଷ ଏହାଠାରେ ପାଇଲୁ ନା। ଆଉ ଲେଖାଛି କୌଣସି ଦୋଷ, ଆଣ୍ଡରଲାଇନ୍ କରିଥାନ୍ତୁ। 4 ପଦରେ କଣ ଲେଖାଉଛି? କୌଣସି ଦୋଷ। 14 ପଦରେ କୌଣସି ଦୋଷ ପାଇଲୁ ନାହିଁ। 22 ପଦ, ପୁଣି ସେ ସେମାନଙ୍କୁ ତୃତୀୟ ଥର କହିଲେ, କାହିଁକି ସେ କି ଦୋଷ କରିଅଛି? ଆମ୍ଭେ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇନାହୁଁ। ଏଠି ବି କୌଣସି ଦୋଷ ଲେଖା ଅଛି, କୌଣସି ଦୋଷ ପାଇନ। ତାପରେ 41 ପଦ, ଆଉ ଆମ୍ଭେମାନେ ସିନା ନ୍ୟାୟ ଭାବରେ ଦଣ୍ଡ ଭୋଗ କରୁଅଛୁ, ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ବାରମ୍ବାର କୌଣସି ଦୋଷ କରି, ସେ ବଳି ମେଷ କେମିତି ହେବା ଦରକାର? ନିର୍ଦ୍ଦୋଷ ହେବା ଦରକାର। ପ୍ରିୟ ଭାଇ ଭଉଣୀ, ମୁଁ ଆପଣ ମାନେ କାହିଁକି କହୁଛି, ଆପଣ ଯୋଉ ଯୀଶୁଙ୍କୁ ବିଶ୍ୱାସ କରନ୍ତି, ସେ ଆପଣଙ୍କ ତ୍ରାଣକର୍ତ୍ତା ଅଟନ୍ତି। ତାଙ୍କଠାରେ କୌଣସି ପାପ ନଥିଲା, ସେ ନିର୍ଦ୍ଦୋଷ ଅଟନ୍ତି, ନିର୍ଦ୍ଦୋଷ। ଆଜି କେତେ ମାଟି ମୁଣ୍ଡା ଭାରି କରି ଦୁନିଆ ଷ୍ଟୋରି କହୁଛନ୍ତି ଆମକୁ, ଆମେ ଶୁଣିବୁ ସେଟା। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ କ୍ରୁଶାର୍ପିତ ହେଲେ, ସମାଧିସ୍ଥ ହେଲେ, କ୍ରୁଶାର୍ପିତ କୋଉଠି କରାଯାଉଛି? ତାଙ୍କୁ କ୍ରୁଶାର୍ପିତ କୋଉଠି କରାଯାଉଛି? ଆପଣ ଦେଖିବେ ଏବ୍ରୀ ପୁସ୍ତକ 13 ପର୍ବ, ମସ୍ତ ଖୋଲନ୍ତୁ ସମସ୍ତେ। 13 ପର୍ବ ତାର 11 ପଦରୁ ପଢୁଛି। କାରଣ ଯେଉଁ ସବୁ ପଶୁର ରକ୍ତ ପାପାର୍ଥକ ବଳି ସ୍ୱରୂପେ ମହାଯାଜକଙ୍କ ଦ୍ୱାରା ମହାପବିତ୍ର ସ୍ଥାନକୁ ଅଣାଯାଏ, ସେ ସବୁ ପଶୁର ଶରୀର ଛାଉଣିର ବାହାରେ ଦଗ୍ଧ ହୁଏ। କଣ କରାଯାଏ? ଛାଉଣିର ବାହାରେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜେରୁସାଲେମରେ ଜନ୍ମ ହେଇନାହାନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜେରୁସାଲେମରେ ମରି ମଧ୍ୟ ନାହାନ୍ତି। କୋଉଠି ମରୁଛନ୍ତି? ଜେରୁସାଲେମର ବାହାରେ, ଛାଉଣିର ବାହାରେ। ଛାଉଣିର ବାହାରେ କାହିଁକି ଯିବାର ଅଛି? ଯେ ପାପାର୍ଥକ ବଳି ଛାଉଣିର ବାହାରେ ହିଁ କଣ କରାଯାଏ? ଦଗ୍ଧ କରାଯାଏ। ଭାବି ଦେଖନ୍ତୁ, ବାଇବଲ କେତେ ଅଥେଣ୍ଟିକ, କେତେ ପ୍ରମାଣ ସିଦ୍ଧ ଅଟେ, ପ୍ରମାଣ ସିଦ୍ଧ ଅଟେ। କାହିଁକି? ଆପଣ ଦେଖିବେ, ଛାଉଣି ବାହାରକୁ ଗଲେ ସେ, କାହିଁକି? ପାପାର୍ଥକ ବଳି ଛାଉଣି ବାହାରେ ହିଁ ଯିବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୃହ ମଧ୍ୟରେ କଣ କଲେ? ନିସ୍ତାର ପର୍ବର ଭୋଜ ପାଳନ କଲେ। ମସ୍ତ ଖୋଲନ୍ତୁ ଆପଣ ମାନେ ଯାତ୍ରା ପୁସ୍ତକ ତାର 12 ପର୍ବ 46 ପଦ। ଏକ ଗୃହ ମଧ୍ୟରେ ତାହା ଭୋଜନ କରାଯିବ। ତୁମେ ସେଇ ମାଂସର କିଛି ମାତ୍ର ଗୃହ ବାହାରକୁ ନେଇଯିବ ନାହିଁ, କିମ୍ବା ତାହାର ଗୋଟିଏ ଅସ୍ଥି ହିଁ ଭାଙ୍ଗିବ ନାହିଁ। ଭାବି ଦେଖନ୍ତୁ, ମାନେ ଗୋଟେ ଅସ୍ଥି ମଧ୍ୟ ଭାଙ୍ଗିବ ନାହିଁ। ଯୀଶୁଙ୍କର ଗୋଟିଏ ହାଡ଼ ମଧ୍ୟ ଭଙ୍ଗା ଯାଇ ନଥିଲା। କାହିଁକି? ଏଟା ଲେଖା ଯାଇଛି। ଗୋଟିଏ ଅସ୍ଥି ମଧ୍ୟ ଭଙ୍ଗା ଯାଇନାହିଁ। ଚୋରମାନଙ୍କର ଭଙ୍ଗା ଗଲା, ଯୀଶୁଙ୍କର ଭଙ୍ଗା ଯାଇ ନାହିଁ। କାରଣ ଲେଖା ହେଇଛି, ତୁମେ ଯୋଉ ବଳି ମେଷକୁ ନେବ, ତୁମ ପାଇଁ ଯେ ବଳିକୃତ ହେବେ, ଯାହାଙ୍କର ଦ୍ୱାରା ତୁମେ ମିଶ୍ରରୁ ବାହାରି ଆସିବ, ଆମେ ଯୋଉ ଜଗତରୁ ବାହାରି ଯାଇଛୁ, ତାଙ୍କର ଖଣ୍ଡେ ଅସ୍ଥି ମଧ୍ୟ ଭାଙ୍ଗିବ। ସେଥିପାଇଁ ମୁଁ କହିବା ପାଇଁ ଚାହେଁ, ବାଇବଲ ଭଳିଆ ଅଥେଣ୍ଟିକ ପ୍ରମାଣ ସିଦ୍ଧ ପୁସ୍ତକ ଦୁନିଆରେ କୋଉଠି ମଧ୍ୟ ନାହିଁ। ଆଉ ନାହିଁ, ବାଇବଲ ପରି ବହି କୋଉଠି ନାହିଁ, ନାହିଁ। ସେଇଥିପାଇଁ ସେମାନେ ପ୍ରିୟ ମାନେ ଶାସ୍ତ୍ର ଧରି ଆସିପାରିବେ ନାହିଁ। ସେମାନେ କଣ ଧରି ଆସିବେ? ଅସ୍ତ୍ର ଧରିକି ଆସିବେ। ଏଟା ତାଙ୍କ ପାଖରେ ଶାସ୍ତ୍ର, ଯାର ପାଖରେ ଶାସ୍ତ୍ର ନାହିଁ ସେ ଅସ୍ତ୍ର ଧରି ଏକା ବୁଲିବ। ଆମର ଅସ୍ତ୍ର ମିଶା ଏଟା, ଶାସ୍ତ୍ର ମିଶା ଏଟା। ଆମେ ଯଦି କଥା ହବୁ, କେମିତି କଥା ହବୁ? ବାଇବଲ ଦ୍ୱାରା କଥା ହବୁ। ଆରେ ବାଇବଲ ସାମ୍ନାରେ କଥା ହେଇପାରିବେ, ଠେଙ୍ଗା ବାଡ଼ି ଧରି କରି 4 ଲୋକ ମଦ ଗଞ୍ଜେଇ ଖୁଆଇ ସାମ୍ନାରେ ପଠେଇଦେବେ, ଯାଅ ମାର ବୋଲି କରି। ଆଉ କିଛି ନାହିଁ। ଯଦି ତାଙ୍କ ପାଖରେ ବି ଥାନ୍ତା ଶାସ୍ତ୍ର, ଶାସ୍ତ୍ର ଆଣି କଥା ହେଇଥାନ୍ତେ। ଶାସ୍ତ୍ରରେ ନାହିଁ, ଶାସ୍ତ୍ରରେ ପରିତ୍ରାଣ ନାହିଁ, ତ୍ରାଣକର୍ତ୍ତା କେହି ନାହିଁ, ଆଦର୍ଶ ବ୍ୟକ୍ତି ମଧ୍ୟ କେହି ନାହିଁ। ଯୀଶୁଙ୍କ ପରେ ଆଦର୍ଶ ବ୍ୟକ୍ତି ପୃଥିବୀରେ କିଏ ଅଛି? ନାହିଁ। ଯୀଶୁ ହଉଛନ୍ତି ସିଦ୍ଧ ମନୁଷ୍ୟ ଆଉ ସିଦ୍ଧ ଈଶ୍ୱର, ବାସ୍ତବ ମନୁଷ୍ୟ, ବାସ୍ତବ ଈଶ୍ୱର।
ତାଙ୍କର ମନୁଷ୍ୟ ଭାବରେ ବି କିଛି ଖୁଣ ନାହିଁ, ଆଉ ଈଶ୍ୱର ଭାବରେ ମଧ୍ୟ କିଛି ଖୁଣ ପାଇହବ ନାହିଁ। ସେଇ ବ୍ୟକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ତାଙ୍କର କୌଣସି ଦୋଷ ପାଇଲେ ନାହିଁ। କଣ କରାଯାଉଛି? ଛାଉଣୀର ବାହାରେ, ପାପାର୍ଥକ ବଳି ଛାଉଣୀର ବାହାରେ। ଆପଣ ଦେଖନ୍ତୁ ଏଇ ଯାତ୍ରା ପୁସ୍ତକ 29:14, 29 ପର୍ବ 14 ପଦ ଲେଖାଯାଉଛି, ମାତ୍ର ଗୋବସ୍ତର ମାଂସ ଓ ଚର୍ମ ଗମ ଛାଉଣୀର ବାହାରେ ଅଗ୍ନିରେ ଦଗ୍ଧ କରିବ, ଏହା ପାପାର୍ଥକ ବଳି। କଣ କରାଯାଏ ପ୍ରିୟ ମାନେ? ପାପାର୍ଥକ ବଳି ଛାଉଣୀର ବାହାରେ ଦଗ୍ଧ କରାଯାଏ, ଛାଉଣୀର ବାହାରେ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଆମ ପାଇଁ ସେ ଛାଉଣୀର ବାହାରକୁ ଗଲେ। ହାଲେଲୁୟା। କାରଣ ଆମ ପାଇଁ ସେ କଣ କରିବେ? ପାପାର୍ଥକ ବଳି ଭାବରେ ସେ ପ୍ରାୟଶ୍ଚିତ କରିବେ। ତେଣୁ ଆମେ ପାପ କ୍ଷମା ପାଇଛୁ। ଆମେ ଭାବୁନୁ ମୁଇଁ ପାପ କ୍ଷମା ପାଇଛି ବୋଲି, ମୁଇଁ ଭାବୁଛି ମୁଇଁ କ୍ଷମା ପାଇଛି, ଭାବୁନୁ ଆମେ ସୁନିଶ୍ଚିତ ଅଟୁ ପାପ କ୍ଷମା ପାଇଛୁ ବୋଲି। ଏମାନେ ପୁନି ସ୍ୱର୍ଗେ ଯିବାଏ କୁଇ ଯିବାଏ। ଥରେ ଆମ ରାଷ୍ଟ୍ରପତି ଥିଲେ ସର୍ବପଲ୍ଲୀ ରାଧାକୃଷ୍ଣନ। ତାଙ୍କୁ ପଚାରିଲେ ଏ ଖ୍ରୀଷ୍ଟିଆନ ମାନଙ୍କ ବିଷୟ ତେବେ କଣ ବୋଲି କହୁଛ? ସେ କହିଲେ ଖ୍ରୀଷ୍ଟିଆନ ମାନେ ହଉଛନ୍ତି ordinary people. Christians are ordinary people, but their claims are extraordinary. ସେ କଣ ବୋଲି କହୁଛନ୍ତି? ଖ୍ରୀଷ୍ଟିଆନ୍ସ ଆର୍ ordinary, ମାମୁଲି ଲୋକ, ଏଟା ମାନେ ସାଟା ବାଟା ଲୋକମାନେ, କିନ୍ତୁ ସେମାନେ ଯାହା କ୍ଲେମ୍ କରନ୍ତି ଏକ୍ସଟ୍ରାଅର୍ଡିନାରୀ। କାହିଁକି? ଏମାନଙ୍କୁ ରହିବା ପାଇଁ ଘର ନାହିଁ, କୁଡିଆ ଘରେ ରହୁଛନ୍ତି, ମାତ୍ର କଣ ବୋଲି କହୁଛନ୍ତି? ସ୍ୱର୍ଗ ଆମର ବୋଲି କହୁଛନ୍ତି। ପ୍ରିୟ ମାନେ, ସ୍ୱର୍ଗ କାହାର? ଇଟି କିଛି ନାହିଁ। ସୁନା ଅଛି କି ମା? ତାର ନା ସୁନାମଣି। କାହାର ନା କାଣା ସୁନା ପିନ୍ଧିଲା, ସୁନା ମିଶା ନାହିଁ। କିନ୍ତୁ ଆମେ ସ୍ୱର୍ଗରେ ଯେବେ ଯିବା, ଆମେ ସୁନାର ରାସ୍ତାରେ ଆମେ ଚାଲିବା। ମୋର ପ୍ରିୟ ମାନେ, ଆମେ ଯାହା ପରିକଳ୍ପନା କରିନାଉ ସେମିତି ଗୋଟେ ସ୍ଥାନକୁ ନେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି। ମୁଁ ଆପଣମାନଙ୍କୁ କାହିଁକି ଏଟା କହୁଛି? ଆଜି ପ୍ରଥମ ସନ୍ଧ୍ୟାରେ ମନେ ରଖିଥାନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କର ସବୁ ପାପ କ୍ଷମା କରିବା ପାଇଁ ସାମର୍ଥ୍ୟ ଅଟନ୍ତି। ଯଦି ଆପଣଙ୍କ ଜୀବନରେ କୌଣସି ପାପ ଅଛି, ଏବେ ସ୍ୱୀକାର କରିପାରିବେ। ଆଜିକାଲି ଲୋକମାନେ ଯୀଶୁଙ୍କ ବିଷୟରେ ବେଶୀ କଥା ହଉଛନ୍ତି। ସେଇଦିନ ପ୍ରଭୁ ଯୀଶୁ ନିଜେ ଠିଆ ହିଁ କହୁଛନ୍ତି। ମସ୍ତ ଖୋଲନ୍ତୁ ଟିକେ, ଆପଣ ଦେଖିବେ ଜୋହନ ତାର 8 ପର୍ବ, ଜୋହନ 8 ପର୍ବ ତାର 46 ପଦ। କଣ ଲେଖାଯାଉଛି? ଜୋହନ 8 ପର୍ବ 46 ପଦ, ମୋ ଠାରେ ପାପ ଅଛି ବୋଲି ତୁମମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦଉଅଛି? ଭାବି ଦେଖନ୍ତୁ, ପ୍ରଭୁ ଯୀଶୁ ଠିଆ ହେଇ କଣ କହୁଛନ୍ତି? ମୋ ଠାରେ ପାପ ଅଛି ବୋଲି ତୁମମାନଙ୍କ ମଧ୍ୟରେ କିଏ ପ୍ରମାଣ ଦଉଛି? ଏମିତି କହିପାରିବ କି? ମୁଁ କହିପାରିବି କି? ମୋ ଠାରେ ପାପ ଅଛି ବୋଲି କିଏ ପ୍ରମାଣ ବୋଲି କହିପାରିବି କି? ମୁଁ ଏତିକି କହିପାରିବି, ମୋ ଠାରେ କଣ ଭଲ ଗୁଣ ଅଛି ଟିକେ କୁହ ବୋଲି କହିପାରିବି। ସେତିକି। ଆପଣ ତୁରୁକୁ ଆଜ୍ଞା ଟିକେ ତା ଭଲ ଗୁଣ କିଛି ତ ମାନେ, କାହିଁକି ଆମର ଭଲ ଗୁଣ କିଛି ନାହିଁ। କିନ୍ତୁ ଯୀଶୁଙ୍କ ଠାରେ କୌଣସି ପାପ ନଥିଲା, ନିଷ୍ପାପ ବ୍ୟକ୍ତି ଅଟନ୍ତି। ମୋର ପ୍ରିୟ ମାନେ, ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ଯଦି ଆପଣ ଦେଖିବେ ବସ୍ତ ଖୋଲନ୍ତୁ 2 Corinthians 5 ପର୍ବ 21 ପଦ। 2 Corinthians 5 ପର୍ବ 21 ପଦ କଣ ଲେଖା ଅଛି? ଯାହାଙ୍କ ଠାରେ ପାପର ଲେଶ ମାତ୍ର ନଥିଲା। ଚିହ୍ନ କରୁଥାନ୍ତି କଣ? ଯାହାଙ୍କ ଠାରେ ପାପର ଲେଶ ମାତ୍ର ନଥିଲା, ତାଙ୍କୁ ସେମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ। ପ୍ରଭୁ ଯୀଶୁ ପାପ ସ୍ୱରୂପ ହେଲେ। କଣ ଲେଖା? ତାଙ୍କର ପାପର ଲେଶ ବି ନାହିଁ, ପାପର ଲେଶ ମଧ୍ୟ ତାଙ୍କ ଠାରୁ ନାହିଁ। ଆପଣ ଦେଖିବେ ପ୍ରଥମ ପିତର 2 ପର୍ବ 22 ପଦ। ପ୍ରଥମ ପିତର 2 ପର୍ବ 22 ପଦ କଣ ଲେଖା ଅଛି? ସେ କୌଣସି ପାପ କଲେ ନାହିଁ। ଭାବି ଦେଖନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ 33 ବର୍ଷ ରହିଲେ, ସେ 33 ବର୍ଷ ମଧ୍ୟରେ କୌଣସି ପାପ କରି ନାହାନ୍ତି। ଏକ ନିଷ୍ପାପ ବ୍ୟକ୍ତି ଅଟନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଯେତେବେଳେ ଖ୍ରୀଷ୍ଟିଆନ ବୋଲି କହୁଛି ନାଇଁ କି, ମୋର ଏମିତି ଠିଆ କଥା ଅଛି ଖ୍ରୀଷ୍ଟିଆନ ବୋଲି। ଆଉ ମୁଁ କେମିତି କହୁଛି? ମୁଁ ଭାରତୀୟ ଖ୍ରୀଷ୍ଟିଆନ। କେତେ ଖ୍ରୀଷ୍ଟିଆନ? ମୁଁ ସାମ୍ବିଧାନିକ ଅଧିକାର ଅନୁସାରେ କହୁଛି, ମୁଁ ଭାରତୀୟ ଖ୍ରୀଷ୍ଟିଆନ ଅଟେ। ଆଉ ଗର୍ବସ୍ତ କୁହେ, ଆଉ ଯୀଶୁକୁ ମୁଁ ପ୍ରଭୁ ବୋଲି ମାନୁଛି ବୋଲି ମୁଁ ଗର୍ବ କରେ। କାରଣ ଏ ପ୍ରକାର ବ୍ୟକ୍ତି ଦୁନିଆରେ କେହି ନାହାନ୍ତି ଯାହାର କୌଣସି ପାପ ନାହିଁ, ଦୋଷ ନାହିଁ, ଦାଗ ନାହିଁ, ନିର୍ଦ୍ଦୋଷ ବ୍ୟକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ତାକୁ ପ୍ରଭୁ ବୋଲି କହିଲା ବେଳକୁ ମତେ ବି ଗର୍ବ ଲାଗୁଛି ଯେ ଗୋଟେ ପ୍ରଭୁକୁ ମୁଁ ପ୍ରଭୁ ବୋଲି କହୁଛି। ମାନେ ପ୍ରଭୁ ପରା ପ୍ରଭୁ, ସେ ମହାପ୍ରଭୁ ପରା। ଆମର ଗୋଟେ ଦେଶିଆ ଗୀତ ଅଛି, ଶୁଣିଛନ୍ତି କି ନା ସେ ଗୀତ?
যিশু তো মহাপুরুষোত্তম পুরুষ। আরে যিশু পারা নাই বাবু কোন মহাপুরুষ, কোন যিশু তো মহাপুরুষোত্তম পুরুষ। আরে যিশু পারা নাই বাবু কোন মহাপুরুষ, দেখানি শান্তি দেবাকে, দেখানি মুক্তি দেবাকে, তাঙ্কর পরা কে কে নাই। মোর প্রিয় ভাই ভଉଣୀ ମାନେ ସେଥିପାଇଁ ଯେତେବେଳେ ମୁଁ ଯୀଶୁଙ୍କ ବିଷୟରେ ପ୍ରଚାର କରେ ମୋର ମୁହଁରେ ଗୋଟେ ଆନନ୍ଦ ଆସିଯାଏ। ମୁଁ କାଲିଆ ହେଲେ ମିଶା ମୋର ଗୋଟେ ଲାଇଟିଂ ଆସିଯାଏ, ଗୋଟେ ତେଜଟା ଆସିଯାଏ। ଆଉ ସେଇଟା ଆପଣ ମାନେ ଦେଖିପାରୁଥିବେ ସତ ନା ନାହିଁ? ମୋର ପ୍ରିୟ ମାନେ ଏଇ ଲାଇଟିଂ ଟା ମୁଁ ଫେସ୍ ୱାଶ କରି ଆଣି ନାହିଁ। ଏଇଟା ଏ ଆନନ୍ଦ ଯୀଶୁଙ୍କ ବିଷୟରେ କହିବା ପାଇଁ ଆମେ କହୁଛୁ କି ନାଇଁ, ଆନନ୍ଦ ଆନନ୍ଦ କିପରି କହିବି, କେତେ ଆନନ୍ଦ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପାପ କ୍ଷମା ଦେଲେ, ପରମ ଆନନ୍ଦ, ପରମ ଆନନ୍ଦ। ଯଦି ଆପଣ ମାନେ ଆଜି ମଧ୍ୟ କୌଣସି ପାପରେ ଅଛନ୍ତି କହିବା ପାଇଁ ଲେଖା ଅଛି, ତାଙ୍କର କୌଣସି ପାପର ଲେଶ ମାତ୍ର ନାହିଁ। ଆପଣ ଯଦି ଦେଖିବେ ପ୍ରଥମ ଯୋହନ 3 ପର୍ବ ତାର 5 ପଦ, ପ୍ରଥମ ଯୋହନ 3 ପର୍ବ 5 ପଦ, ଆଉ ତୁମେ ମାନେ ଜାଣ ଯେ ସେ ପାପ ବହି ନେଇ ଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କ ଠାରେ ପାପ ନାହିଁ, ତାହାଙ୍କ ଠାରେ ପାପ ନାହିଁ, ପାପ ନାହିଁ। ତ ଆଜି ଆପଣଙ୍କ ଜୀବନ ଯଦି କୌଣସି ପାପ ଅଛି, ମୁଁ ଖାଲି କହିବା ପାଇଁ ଚାହେଁ ଏଇଟା ସୁଯୋଗ ଆପଣଙ୍କ ପାଇଁ, ସୁଯୋଗ ଆପଣଙ୍କ ପାଇଁ। କଣ କରିପାରିବେ? ସେଇ ବଳିମେଷ, ସେ ନିସ୍ତାର ପର୍ବର ବଳିମେଷ, ଏଇ ଦେଖ ସ୍ପର୍ଗ ବଳିମେଷ, ସେଇ ବଳିମେଷ ଆପଣଙ୍କ ପାପ ବହି ନେଇଯିବା ପାଇଁ ପ୍ରସ୍ତୁତ ଅଛି। ଆପଣ ଦେଖିବେ ସେ ପ୍ରଥମ ଯୋହନ 1 ପର୍ବ 7, 8, 9, ପ୍ରଥମ ଯୋହନ 1 ପର୍ବ 7, 8, 9 କଣ ଲେଖା ଯାଉଛି? କିନ୍ତୁ ସେ ଯେପରି ଜ୍ୟୋତି ନିବାସୀ, ଆମେ ମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି। ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ, କାହାର ରକ୍ତ? ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ। ମୋର ପ୍ରିୟ ଭାଇ ଭଉଣୀ, ପୃଥିବୀରେ ଏମିତି କୋଉ ଜାଗା ନାହିଁ, ଆମର ଲୋକ ଖାଲି ଦୌଡ଼ି ବୁଲୁଛନ୍ତି। କେତେଟା ବସ୍ ପଡିଛି ଯିବା ପାଇଁ, କେତେଟା ଟ୍ରେନ ପଡିଛି, ସ୍ପେଶାଲ ଟ୍ରେନ ପଡିଛି, କେତେଟା ଚାଲି ଚାଲି, କେତେଟା ଗୁରୁଣ୍ଡି ଗୁରୁଣ୍ଡି, କେତେଟା ଢୁମଡା ହେଇ, କେତେଟା ପାନି କାଉଡି ବହି ଦୌଡ଼ି ବୁଲୁଛନ୍ତି। କେଣେ କେଣେ କୋଉଠି ଗଲେ ପାପ କ୍ଷମା ମିଳିବ ବୋଲିଲା ଭଳିଆ। ପ୍ରିୟ ଭାଇ ଭଉଣୀ, କଣ ଲେଖାଯାଉଛି ଏଠି? ଯେ ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମମାନଙ୍କୁ ପରିଷ୍କାର କରେ। ଏଟା ମୁଇଁ କହୁନି, ଏଟା ଶାସ୍ତ୍ର କହୁଛି, ଆଉ ଶାସ୍ତ୍ର ମିଛ କୁହେ ନାହିଁ। এটা কেবল ଭାରତ ଦେଶରେ ମାନବା ଲୋକ ନାହିଁ, ଏଟା ପୃଥିବୀର ସର୍ବାଧିକ ଲୋକ ବାଇବଲକୁ ମାନନ୍ତି। ସବୁଠାରୁ ଅଧିକ ବିକ୍ରି ହେଉଥିବା ପୁସ୍ତକ ବାଇବଲ ଅଟେ, ସବୁଠୁ ଅଧିକ କିଣିବାଟା ବାଇବଲ ଅଟେ, ପୃଥିବୀର ସବୁ ଭାଷାରେ ଟ୍ରାନ୍ସଲେଟ ବାଇବଲ ଅଟେ। এটা ସେମିତି ପୁସ୍ତକ, ଖାଲି ଆମେ 50 ଲୋକ 100 ଲୋକ ଧରିକରି ଆମର ଆମର ଯୀଶୁ ଆମର ବାଇବଲ ବୋଲି କହୁନୁ। ଏଟା ପ୍ରିୟ ମାନେ ଶାସ୍ତ୍ର ଲେଖା ହେଇଛି, ସେଟାକୁ ଆମେ ମାନୁଛୁ। ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ, କଣ ଲେଖା ଯାଉଛି? ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମମାନଙ୍କୁ ପରିଷ୍କାର କରେ। ତା ତଳ ପଦ ଦେଖନ୍ତୁ, ଆପଣ ମାନଙ୍କ ପାଇଁ କହୁଛି, ଆମ୍ଭ ମାନଙ୍କ ପାପ ନାହିଁ। ଯେତେ ଲୋକ ବସିଛୁ କି ନାହିଁ, ଯଦି ଆମେ କହିବୁ ଆମ୍ଭ ମାନଙ୍କ ପାପ ନାହିଁ, ଏହା ଯଦି କହୁ, ଏଠି ଆମେ ବେଳେ କରୁ ମୁଇଁ କାଇ ପାପ କଲି ଯେ, କୋଇ ପାପ କଲି, କାଇ ପାପ କଲି, ଝୁମରି ମନେ ମରା ଟିକେ ଦେଖ, ଆକିଲ ଏମିତି ତୃତୀୟ ସ୍ୱର୍ଗ ଯାଇ ପଳେଇଛନ୍ତି। ମୁଁ ଏତି ପ୍ରଚାର କରିବି, ତୃତୀୟ ସ୍ୱର୍ଗ ପଳେଇବ ମକେ ଛାଡିକରି, କଥା ଗୋଟେଟା ଗଲେ ମିଶିକରି ସମସ୍ତେ ସ୍ୱର୍ଗକୁ ଯିବା। କାହିଁକି ଆମର ଅଭ୍ୟାସ କି ନାହିଁ, ଟିଭି ହେଲେ ଦେଖୁଥିବା, ଆଖି ଆଗରେ ଟିଭି ଥିଲେ ନିଦ, ରାତି 2ଟା ଟିଭି ଦେଖିଲେ ନିଦ ଆଇବନି, ଆଇବ କି? ହେ ଦେଲ 2ଟା ଯାକ ଟିଭି ଦେଖୁଥିଲି, ମକେ ଟିକେ କେବେ ନିଦ ଆଇତାଲ ଆଇବନି। ସାମ୍ନା ଟିଭି ନାହିଁ, ମୋବାଇଲ ନାହିଁ, କଥାବାର୍ତ୍ତା ନାହିଁ, ବସିଲା ବେଳକୁ ପାଗ ବି ଟିକେ ଥଣ୍ଡା ଅଛି ନାହିଁ, ମୁଣ୍ଡେ କାନ ପାଙ୍ଗରେ ଦେଇଛନ୍ତି ଗୁଡାଇ ଦେଇକରି, କେତେ ଆରାମରେ ମୁଁ ଦେଖୁଛି କେତେବେଳରୁ ଏମାନଙ୍କୁ। କହିବି ନାହିଁ ବୋଲଥିଲି, ଖାଇଲାର ନାହିଁ ତ ପୁରା ଶୋଇଲା କେମିତି ହବ, ନାକି ଖାଇଲା ପରେ ଶୋଇବାର ଅଛି। ତ ପ୍ରିୟ ଭାଇ ଭଉଣୀ ମାନେ, କଣ ଲେଖାଯାଉଛି? ଆମ ମାନଙ୍କ ପାପ ନାହିଁ ଏହା ଯଦି କହୁ, ତାହେଲେ ଆପଣ ଆପଣଙ୍କୁ କାହାକୁ ପ୍ରବଞ୍ଚନା କରୁ? ନିଜେ ନିଜକୁ ଠକୁଛୁ। କାହାକୁ ଠକୁଛୁ? ନିଜେ ନିଜକୁ। ମୋବାଇଲରେ 4ଟା ପାସୱାର୍ଡ ଦେଇ ଭାବୁଛୁ କି ନା ମୋଠୁ ପଣ୍ଡିତ ବୋଲିକରି, ତାଠୁ ପଣ୍ଡିତ ଦୁନିଆରେ ମିଳିବେ ନାହିଁ। ଏତିକି ନାହିଁ, ମଦ ପିଇ ଦେଇକି ସବୁ ଖାଇ ଭାରି ଆସିଛି କି ନାହିଁ, ତାଠୁ ପଣ୍ଡିତ କୋଉଠି ମିଳିବେ ନାହିଁ। ବାହାରେ ଏକ ସ୍ତ୍ରୀ ରଖି ଦେଇକରି ଘରେ ଆସିକରି, ଏ ମୋ କେମିତି ଅଛ, ମୋ ସ୍ଥିତି କିସ୍ତା ଅଛି, ସ୍ଥିତି ଗୋଟେ ମୋ ଅଛି, ଏଠି ଗୋଟେ
ମୁଁ ଅଛି ଟିଭି ପକାଇ ଦେଖୁଥିବେ କହିଲେ ବନ୍ଦ କରିଦେ ବସି ରହିଲି ସତ କଥା ଦେଖ ମଝି ମଝିରେ କହୁଛି ସତ କଥା ବୋଲ ସେଟା ମୋର ପ୍ରିୟ ଭାଇ ଭଉଣୀ ସମସ୍ତଙ୍କୁ କହିବା ପାଇଁ ଚାହେଁ ଯଦି ଏଠି ଚତୁଃପରାହି ବସିଛନ୍ତି ମନେ ରଖିଥାନ୍ତୁ ଆଜି ସୁଯୋଗ ଅଛି। କଣ ଲେଖା ଯାଉଛି ଆମ ମାନଙ୍କ ପାପ ନାହିଁ ଏହା ଯଦି କହୁ ତାହେଲେ ଆପଣ ଆପଣଙ୍କୁ ପ୍ରବଞ୍ଚନା କରୁ ପୁଣି ଆମ ଠାରୁ ସତ୍ୟ ନାହିଁ। ଏଠି ଆମେ ଯେତେ ଲୋକ ଅଛୁ ସମସ୍ତଙ୍କ ଜୀବନରେ କିଛି ନା କିଛି ପାପ ଅଛି ତ କଣ କରିବା ଅଛି ଯଦି ସମସ୍ତଙ୍କୁ ସରେଇବେ ହେଲା ଏଠି କଣ ଲେଖା ଅଛି ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ ସମସ୍ତଙ୍କୁ କହିବା ପାଇଁ ଚାହେଁ ଯେତେ ଜଣ ବସିଛୁ ଯଦି ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ ଆପଣ କିଏ ବି ହୁଅନ୍ତୁ ନା କାହିଁକି ପାପ ସ୍ୱୀକାର କରୁ ତେବେ ସେମାନଙ୍କ ପାପ କ୍ଷମା କରିବାକୁ ଓ ସମସ୍ତ ଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆଜି ଆପଣଙ୍କ ପାପ କ୍ଷମା ହେଇପାରିବ। ମୋର ପ୍ରିୟ ଭାଇ ଭଉଣୀ ମାନେ ଆଜିର ଦୁର୍ଭାଗ୍ୟ କଣ ଆମ ସଭା ସମିତିରେ ପାପ କ୍ଷମା ବିଷୟରେ ପ୍ରଚାର ହଉନାହିଁ ସୁସ୍ଥତା ପ୍ରଚାର ହଉଛି ଆଶୀର୍ବାଦ ପ୍ରଚାର ହଉଛି ଘର ମିଳିବ ଟଙ୍କା ମିଳିବ ଚାକିରି ହେବ ପିଲା ହେବ ଏଟା ହେବ ଜମି ଘେନବ ଖାଲି ଏ ଥାନ୍ତା ପାପ ବିଷୟରେ କେବେ ଆପଣ ଲାଷ୍ଟ ଟାଇମ କୋଉ ମିଟିଂରେ କାନ୍ଦିଥିଲେ ଟିକେ ମନେ ପକାନ୍ତୁ କାନ୍ଦିଥିବେ ଜୁତା ହସିଲା ବୋଲି କାନ୍ଦିଥିବେ କିନ୍ତୁ ପାପ ପାଇଁ କେବେ କାନ୍ଦିଥିଲେ ନାଇଁ ଆପଣ କୋଉ ମିଟିଂରେ କେବେ ଲାଷ୍ଟ ଟାଇମ କାନ୍ଦିଥିଲେ ଆଣ୍ଠେଇଥିଲେ ମନେ ଅଛି କି ଆପଣଙ୍କର ଲାଷ୍ଟ ଟାଇମ କିଏ ପାପ ବିଷୟରେ ପ୍ରଚାର କରିଥିଲେ ପବିତ୍ରତା ବିଷୟରେ ପ୍ରଚାର କରୁଥିଲେ କ୍ରୋଧ ବିଷୟରେ ପ୍ରଚାର ଥିଲେ ଦଣ୍ଡ ବିଷୟ ନାଇଁ ସେଟା ପ୍ରଚାର ନାହିଁ ଶୈତାନ ଜାଣିଛି ଏସବୁ ହଟାଅ ଏସବୁ ଲୋକ ପରିବର୍ତ୍ତନ ହେଇଯିବେ ପାପ ଛାଡିଦେବେ ଠିକ ରାସ୍ତା ଆସିବେ କଣ କରିବେ ଯେ ସବୁକୁ ଆଶୀର୍ବାଦ କାହାକୁ ଆଶୀର୍ବାଦ ଦେଲାଣି ସବୁକୁ ଆଶୀର୍ବାଦ ଭଉଣୀ ମାନେ ଯାଇ କଣ କହୁଛନ୍ତି ଆଜ୍ଞା ମୋର ମୁଣ୍ଡର ବାଲ ଝଡି ଯାଉଛି ଆଜ୍ଞା ପ୍ରାର୍ଥନା କର ତାର ମୁଣ୍ଡର ବାଲ ଝଡୁଛି ବୋଲି ପ୍ରାର୍ଥନା କରବା। ପ୍ରିୟ ଭାଇ ଭଉଣୀ ମାନେ ଅନେକ ପ୍ରଚାର କରୁଛନ୍ତି ମୁଣ୍ଡରେ ବାଲ ନାହିଁ ଜଣେ ବିଗ ଲଗାଇକରି ଆସୁଛନ୍ତି ବୁଝିଲା କି ନାଇଁ ଜଣେ ପ୍ରଚାରକ ତାର ମୁଣ୍ଡରେ ବାଲ ନାହିଁ ସେ କଣ କରୁଛି ମୁଣ୍ଡେ ଗୋଟେ ଖୋଲ ଲଗାଇ ଦେଇକରି କୁପାଶୁଳ ପ୍ରଚାର ମାନେ ଧାନ୍ଦା ହେଇଯିବ ହେଲା ମୁଣ୍ଡେ ବାଲ ନାହିଁ ହେଲା ସେ ଲୋକ କଣ କରୁଛି ମୁଣ୍ଡରେ ଗୋଟେ ଖୋଲ ଲଗାଇ କରି ବିଗ ଲଗାଇକି ବୁଲୁଛି ସେ ତାକେ ଯେ ଆଜ୍ଞା ପ୍ରାର୍ଥନା କର ବୋଲି ହେବ। ପ୍ରିୟ ମାନେ ଆମେ କଣ କରୁଛୁ ଆଜ୍ଞା ପ୍ରାର୍ଥନା କର ଆଜ୍ଞା ପ୍ରଭୁ ମକେ ଯେମିତି ଜଗାଇବେ ସେ ବାପଟା ତମର ଡାବୁ ନେଇ ବଞ୍ଚିଲାନି ତମକୁ ତାକେ ଜଗା ସେ ମାଗିଥାନ୍ତା କି ତମକୁ କଣ କହୁଛ ପ୍ରଭୁ ତୁମର ଭାବ ଦୂର କରିବେ ସବୁ ଆବଶ୍ୟକତା ପୁରା କରିବେ ହେଲେ ତୁଇ କାକେ ଡାବୁ ନେଲୁ ନା କଣ ପାଇଁ ପ୍ରିୟ ଭାଇ ମାନେ ପଚାରବାର କ୍ଷମତା ବି ଆମର ପଳେଇଲାଣି ବାପ୍ତି ଯୋଗ ଜହନ ଭଳିଆ ଲୋକ ଦରକାର ଆମକୁ ଯେ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ନେଇକି ଯିବ ଯୀଶୁଙ୍କ ପାଖକୁ ମୁଇଁ ନାହିଁ ତାଙ୍କ ପାଖକୁ ଯାଅ ସେ ପାପ କ୍ଷମା କରିବେ ସେ ଉଦ୍ଧାର କରିବେ ସେ ସ୍ୱର୍ଗକୁ ନେବେ ସ୍ୱର୍ଗ ଯିବା ବାଟ ସେ ଆକା ଆହୁରି କିଏ ନାହିଁ ଏଟା ବାପ୍ତି ଯୋଗ ଜହନ କହିବ। ଆଜିର ଲୋକମାନେ ମୋ ପାଖକୁ ଆସ ଆମଟି ଆସ ମୁଇଁ ପ୍ରାର୍ଥନା କରିବି ଆମର ତ ସ୍ୱର୍ଗକେ ନେବ ଆଜିକାଲି ତ ମୋତେ ଆଶ୍ଚର୍ଯ୍ୟ ଅଛି ପ୍ରେୟର ଟାୱାର ମନେ ଅଛି କି ଟାୱାର ପ୍ରେୟର ଟାୱାର ଆମେ ଜାଣିଥିଲୁ BSNL ଟାୱାର ଜିଓ ଟାୱାର ଏୟାରଟେଲ ଟାୱାର ଏବେ କି ଟାୱାର ମୁଁ ଯାଇଥିଲି ବେଙ୍ଗଲୋର ଯାଇଥିଲି ପ୍ରେୟର ଟାୱାର ଆଉ ଯାଇଥିଲି ହାଇଦ୍ରାବାଦ ପ୍ରେୟର ଟାୱାର ଦିଲ୍ଲୀ ପ୍ରେୟର ଟାୱାର ବୋଲେ କଣ ଇତି ଆକାର ଟାୱାର ଧରବ କୋଉଠି ଧରବ ନାହିଁ ବୋଲବାଟା ପ୍ରିୟ ମାନେ ବାଇବଲ କଣ କହୁଛି ଯୋଉଠାରେ ମୋ ନାମରେ 2 କିମ୍ବା 3 ଜଣ ଜମା ହେବେ ସେ ତ ମୁଇଁ ଅଛି ବୋଲି କହୁଛନ୍ତି। ପ୍ରଭୁ କଣ ସଙ୍କଟ କାଳରେ ଆମକୁ ଡାକ ତମେ କୋଉଠି ଥାଇବି ଡାକ ପ୍ରଭୁ ଶୁଣିବେ ନାହିଁ କି କଣ ବୋଲି କହିବ ଆପଣଙ୍କ ଫୋନ ଆପଣ ଯୋଉ ପ୍ରଭୁଙ୍କ ସହିତ କଥା ହେବା ପାଇଁ ଚାହୁଁଛନ୍ତି ବର୍ତ୍ତମାନ ସେ ଅନ୍ୟ କଲରେ ବ୍ୟସ୍ତ ଏମିତି କେବେ କହିଛନ୍ତି କି ଆପଣ ଯୋଉ ପ୍ରଭୁଙ୍କ ସହିତ କଥା ହେବା ପାଇଁ ଚାହୁଁଛନ୍ତି ସେ ଅପହଞ୍ଚ ଦୂରତାରେ ଅଛନ୍ତି ଆପଣ ଯୋଉ ବ୍ୟକ୍ତିଙ୍କ ସହିତ କଥା ହେବା ପାଇଁ ଚାହୁଁଛନ୍ତି ତାଙ୍କର ଭ୍ୟାଲିଡିଟି ପଳାଇଛି ବୋଲି କହୁଛନ୍ତି କି ନାଇଁ ନାଇଁ ଖାଲି ହସୁଛୁ ଖାଲି ଦୌଡ଼ି ବୁଲୁଛୁ ଆମେ କେବେ ପ୍ରଭୁଙ୍କ ପାଖକୁ ଆମେ ଯିବୁ ମୋର ପ୍ରିୟ ମାନେ ଆମର ପରା ଯଦି ଭୋଗୁଆ ଲୋକ ଥିବେ ଭୋଗୁଆ କରିବା ଗୋଦା ଲୋକ ଥିବେ ଆପଣ କଣ କରିବା ଅଛି ପାପକୁ ଛାଡ଼ନ୍ତୁ ସବୁଠୁ ବଡ ରୋଗ କଣ ପାପ ଏବେ ଯୀଶୁ ଯାହାକୁ ସୁସ୍ଥ କଲେ ବି କଣ କହୁଥିଲେ ଆଜିଠୁ ପାପ କର ନହେଲେ ବାପଟା 38 ବର୍ଷ ବିଛଣାରେ ପଡିଛି ଭଲ ହେଲା ତୁଇ କହିତେ ଯା ବୁଲାବୁଲି କର ବୋଲି କହିଲେ ତାକି ନାଇଁ ନାଇଁ 38 ବର୍ଷ ରୋଗୀ ଉଠିଲା ପରେ ପ୍ରଭୁ କହ ଏ ବାବୁ ଶୁନ ଶୁଣ ରେ ବାବୁ ଆହୁରି କଣ କରିବୁ ନାହିଁ ପାପ କରିବୁ ନାହିଁ ପାପ କରିବୁ ଦୁର୍ଦ୍ଦଶା ଆମେ ବି ଯେତେ ଲୋକ ସୁସ୍ଥ କରୁଛୁ କଣ ବୋଲି କହିବା କଥା ଆଜିଠାରୁ ପାପ କର
କର ନାହିଁ, ନହେଲେ ଦୁର୍ଦଶା ଘଟାଇବ। ତ ଯଦି ଆପଣଙ୍କ ଜୀବନ ଠିକ ନାହିଁ, ଆଶୀର୍ବାଦ ଆସୁନାହିଁ, ମଙ୍ଗଳ ଆସୁନାହିଁ, ଉନ୍ନତି ଆସୁନାହିଁ, ପାପ ଗୋଟେ ଅଛି। ଆମର ପିଲାକୁ ଯେତିକି ଖୁଆଇଲେ ବି ମୋଟା କାହିଁକି ହଉନାହିଁ? ପେଟେ କିର୍ମି ଅଛି, ସେ କିଡ଼ା ସବୁ ଖାଇ ଦଉଛି। ତ ଆମର ବି ପ୍ରାର୍ଥନା ଉତ୍ତର ଆସୁନାହିଁ। କଣ? ଆମର ଭିତରେ ପାପ ଗୋଟେ ଅଛି। ସେ ପାପ କାଢିଲେ ତ ସମାଧାନ ପଳେଇ ଆସିବ। ଆମେ ପାପ ଛାଡିବୁ ନାହିଁ, ମାତ୍ର ସୁସ୍ଥ। ଆଜ୍ଞା ମୋର ବେପାର ପାଇଁ ପ୍ରାର୍ଥନା କର ଆଜ୍ଞା, ଯେମିତି ମୋର ବେପାର ଭଲରେ ଚାଲିବ। ଆମେ ସଜାଟ ନେଇ ପ୍ରଭୁଙ୍କର ବ୍ୟବସାୟିକ ଆଶୀର୍ବାଦ କର। ତାକୁ କହିଲେ ମଦୁଆ ମଦ ଛାଡ, ଆଜ୍ଞା ଜୁଆ ଛାଡ, ପ୍ରାର୍ଥନା ବଲ ପଡବୁ। তুই কেনে গলে যা মোকে ডাবু আনি দেই, তুই জেনে গলে যা মোকে ডাবু দেউ তা বলা ভଳିଆ। କଣ ପ୍ରିୟ ଭାଇ ଭଉଣୀ ମାନେ, ଆପଣ କହିବା ପାଇଁ ଚାहे ସମୟ ଆସିଛି କଣ କରିବେ, ଆପଣ ପ୍ରଭୁଙ୍କ ପାଖକୁ ଆସନ୍ତୁ। ଆଜି ସମୟ ଅଛି, ସେ ଆପଣଙ୍କ ସବୁ ପାପ କ୍ଷମା କରିପାରନ୍ତି, ସେ ରୋଗ ସୁସ୍ଥ କରିପାରନ୍ତି, ସେ ସମାଧାନ କରିପାରନ୍ତି। ସେ କାଲି ଆଜି ଚିରକାଳ ସମାନ ଅଟନ୍ତି। ଆପଣଙ୍କର କାମ ତାଙ୍କ ପାଖକୁ ଯାଆନ୍ତୁ। ଯଦି ଜୀବନରେ ପାପ କିଛି ଅଛି ନାହିଁ ବୋଲି ତ କହିହେବ ନାହିଁ। ହେବ କି? ହେବ ନାହିଁ। କାଲି ଟିକେ ବେଳାବେଳି ଆସିବେ ହେଲା, 8ଟା ଅଧରେ ଦେଲେ କାଲିକି 7ଟା ବେଳେ ମତେ ଦେବେ ମାଇକ୍ ହେଲା। କାଲି କେତେଟାରେ ମାଇକ୍ ଧରିବି? 7। ଗୀତ ଗାଉଥିଲେ ମଝିରେ ଗୀତ କ୍ୟାନସଲ, ମୋର ଷ୍ଟାର୍ଟ ହେଇଯିବ ହେଲା। ଆପଣ ଯେ ଗୀତ ଗାଇବେ ଘରେ ଘରେ ଗୀତ ଗାଇଦବ, କିନ୍ତୁ ମତେ କଣ କରିବ କାଲିକି 7ଟା ବେଳେ ଦେଇଦେଲେ କଣ ମୁଁ ଟିକେ ଅଧିକ ସମୟ ନେଇପାରିବି। ତ ଚେଷ୍ଟା କରିବା। ସକାଳ 10ଟାରେ ଅଛି ପୁଣି ଆଜି। ଅଛି କାଲି ସକାଳେ ମଧ୍ୟ ଭଜନ ବି ଅଛି। ତେଣୁ ଆପଣ ମାନେ ଆସନ୍ତୁ, ସାଧାରଣ ଡାଲି ଭାତ ଥିବ, ଆସିକରି ଖାଇବେ, ଆଉ ବାକ୍ୟ ବି ଶୁଣିକରି ଯିବେ। 10ଟାରୁ ବେଶୀ ନାହିଁ, 12ଟା ଅଧେ ଘଣ୍ଟେ ଭିତରେ ସରିଯିବ, ଆରାମରେ ଘରକୁ ଯାଇପାରିବେ। ପୁଣି ସନ୍ଧ୍ୟାରେ ଆପଣ ଆସିବା ପାଇଁ ମୁଁ ଆପଣମାନଙ୍କୁ କହୁଛି। କାହିଁକି? ବାକ୍ୟ ଶୁଣିବା ଏତେ ସୁଯୋଗ ଆଉ ମିଳୁନାହିଁ। ଆମେ ସୁଯୋଗ ମିଳିଲା ଶୁଣିବା। ଏବେ କଣ କରିବା? ବାକ୍ୟ ତ ସରିଲାନି, ଆମେ ନିଜ ଜାଗାରେ ଠିଆ ହେବା ଆଉ ପ୍ରାର୍ଥନା କରିବା। ସମସ୍ତେ ଆପଣ ଆପଣ ସ୍ଥାନ ଠିଆ ହେବା। ମୋର ପ୍ରିୟ ଭାଇ ଭଉଣୀ ମାନେ କେହି ନୀରବ ହେବା ନାହିଁ, ଗୋଟେ 5 ମିନିଟ୍ ଚଲାବୁଲା ହେବେ ନାହିଁ ହେଲା। ପ୍ରାର୍ଥନା କରିବା ପାଇଁ ସମସ୍ତେ ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା ପାଇଁ ଯିବା। ଆମେ ଜାଣୁନା କାଲିକି ଆମର ସୁଯୋଗ କେମିତି ଥିବ କି ନାହିଁ, ଆମେ ଜାଣିନୁ କାଲିକି ଆମେ ଜୀବିତ ଥିବା କି ନାହିଁ, ଆମେ ଜାଣିନୁ କାଲି ବିଷୟରେ ଆମେ କହିପାରିବା ନାହିଁ। ଆସନ୍ତା ମିଟିଂରେ ମୁଁ ପରିବର୍ତ୍ତନ ହେବି, ସେଇଠି ଗଲେ ମୁଁ ପରିବର୍ତ୍ତନ ହେବି, ଏଇଠି ଗଲେ ନାହିଁ। ଆଜି ପ୍ରଭୁ ଆପଣ କହୁଛନ୍ତି, ଆପଣ ପ୍ରଭୁଙ୍କ ଗତିକି ଆସନ୍ତୁ, ପ୍ରଭୁଙ୍କ ପାଖକୁ ଆସନ୍ତୁ। ପ୍ରଭୁ ଆପଣଙ୍କ ପ୍ରାର୍ଥନା ଶୁଣିବେ, ଆଜି ଶୁଣିବେ। ସେ ଜଗତର ତ୍ରାଣକର୍ତ୍ତା କ୍ରୁଶରେ ଆପଣଙ୍କ ପାଇଁ ବଳିକୃତ ହେଇଥିଲେ। ସେ ନିର୍ଦ୍ଦୋଷ ପ୍ରଭୁ ଅଟନ୍ତି, ତାଙ୍କର କୌଣସି ଖୁଣ ନାହିଁ। ଯଦି ପାପ ଅଛି ଯୀଶୁଙ୍କ ରକ୍ତରେ ପରିଷ୍କୃତ ହେଇଯାଆନ୍ତୁ। ପାପ ସହିତ ଜଗତରେ ରହିପାରିବା, ପାପ ସହିତ ଚାକିରି କରିପାରିବା, ପାପ ସହିତ ବାଣିଜ୍ୟ କରିପାରିବା, ପାପ ସହିତ ସେବା କରିପାରିବା, ପାପ କରିକି ପ୍ରଚାର କରିପାରିବା, କିନ୍ତୁ ପାପ କରି ସ୍ୱର୍ଗକୁ ଯାଇପାରିବା ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ଆସିଥିଲେ? ଆପଣଙ୍କୁ ମତେ ପାପରୁ ଉଦ୍ଧାର କରିବା ପାଇଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ସବୁ ବ୍ୟସ୍ତ ଅଛୁ ମୁଣ୍ଡ ବଥା ପାଇଁ, ଅଣ୍ଟା ବଥା ପାଇଁ, ରୋଗ ସୁସ୍ଥ ପାଇଁ, କିଡନୀ ପ୍ରୋବ୍ଲେମ ପାଇଁ, ହାର୍ଟ ପ୍ରୋବ୍ଲେମ ପାଇଁ, ବିପି ପାଇଁ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଠାରୁ ବଡ଼ ବିଷୟ ଆପଣଙ୍କୁ ପାପ କ୍ଷମା କରିବା ପାଇଁ। ମା ମାନେ ଏଟା ରୋଗର ଶରୀର, ଏ ଶରୀର ରୋଗ ରହିଥିବ। ମୁଣ୍ଡ ଥିଲେ ମୁଣ୍ଡ ବଥା ଥିବ, ପାଦ ଥିଲେ ପାଦ ବଥା ଥିବ, ଶରୀର ଥିଲେ ଯନ୍ତ୍ରଣା ହେବ, କିନ୍ତୁ ପାପ ନଥାଉ, ପାପ ନଥାଉ। ପ୍ରାର୍ଥନା କରିବା, ସମସ୍ତେ ଆପଣା ମୁଖକୁ ଖୋଲିବା, ପ୍ରଭୁଙ୍କ ଆଡ଼କୁ ଯିବା ଆଉ କହିବା, ପ୍ରଭୁ ମୁଁ ଆପଣଙ୍କ ପାଖକୁ ଆସୁଛି, ପ୍ରଭୁ ମତେ ଦୟାକରି ସାହାଯ୍ୟ କର। ଓ ମୋର ପ୍ରିୟ ଭାଇ ଭଉଣୀ ମାନେ, ଏ ସୌଭାଗ୍ୟକୁ ହାତ ଛଡ଼ା କରନ୍ତୁ ନାହିଁ। ଯଦି ଜୀବନ ଠିକ ନାହିଁ, ଆପଣ ଠିକ ଥିଲା ପରେ ଅଭିନୟ କରନ୍ତୁ, ଠିକ ଥିଲା ପରେ ଅଭିନୟ କରନ୍ତୁ ନାହିଁ। ଆପଣ ପ୍ରଭୁଙ୍କ ପାଖକୁ ଯାଆନ୍ତୁ ଆଉ କୁହନ୍ତୁ, ପ୍ରଭୁ ମୋର ପାପକୁ କ୍ଷମା କରିଦିଅ। ପ୍ରଭୁ ମୁଁ ଜଣାତରେ ଅଜଣାତରେ ଯାହା ବି କରିଛି। ଓ ପ୍ରିୟ ମାନେ, ଆମର ଅନେକ ଲୋକ ମୃତ୍ୟୁ ଭୋଗ କରିଛନ୍ତି, ଅନେକଙ୍କର ବାପା ମରି ଯାଇଛନ୍ତି, ଅନେକଙ୍କ ମା ମରି ଯାଇଛନ୍ତି, କାହାର ସ୍ତ୍ରୀ, କାହାର ପିଲା ମରିଛନ୍ତି। କାଲିକି ଆମେ ବି ମୃତ୍ୟୁ ଭୋଗ କରିବା, କିନ୍ତୁ ମୃତ୍ୟୁ ଭୋଗ କଲା ପରେ କୋଉଠିକି ଯିବା? ଆମେ କୋଉଠିକି ଯିବା? ଏବେ ସୁଯୋଗ ଅଛି ଆମ ସମସ୍ତଙ୍କ ପାଇଁ। ପ୍ରାର୍ଥନା କରିବା, ପ୍ରଭୁଙ୍କ ପାଖକୁ ଯିବା, କହିବା, ପ୍ରଭୁ ମୁଁ ତୁମ ପାଖକୁ ଆସୁଛି, ମତେ ଦୟାକରି କ୍ଷମା କର, ମୋର ପାପକୁ କ୍ଷମା କର। ଓ ମୋର ଭାଇ ଭଉଣୀ ମାନେ, ସମସ୍ତେ ଆମେ ଏଠୁ ଗଲା ବେଳକୁ ପବିତ୍ର ପାପୀ ଭଳିଆ ଯିବା ନାହିଁ, କ୍ଷମା ପ୍ରାପ୍ତ ହେଇଥିବା ଜଣେ ବ୍ୟକ୍ତି ଭଳିଆ ଯିବା। ପ୍ରଭୁ ଯୀଶୁ ଆପଣଙ୍କୁ କହୁଛନ୍ତି, ପୁଅରେ ଝିଅରେ ମୁଁ ତ ବିଶ୍ୱାସ ସବୁ ଜାଣେ। ଆପଣ କାହାରିକୁ ଠକି ପାରିବେ, ହୁଏତ କାହାକୁ ମିଛ କହିପାରିବେ, କିନ୍ତୁ ପ୍ରଭୁଙ୍କୁ କହିପାରିବେ ନାହିଁ। ପ୍ରଭୁ ଜାଣିଛନ୍ତି ଆଉ ଆପଣଙ୍କୁ କହୁଛନ୍ତି, ଝିଅରେ ପୁଅରେ ମୁଁ ତ ବିଷୟ ଜାଣିଛି ରେ ମା, ମୁଁ ଜାଣିଛି ରେ ବାବୁ, ତ ବିଷୟ ସବୁ ଜାଣିଛି। ୟେସ୍ ଲର୍ଡ। ହାତ ଦୁଇଟି ସ୍ୱର୍ଗ ଆଡ଼କୁ ଉଠେଇବା ଆଉ ସମର୍ପିତ ହେଇଯିବା।
आमे जतिके पवित्र अछु आउरी पवित्र हेबा पाए जतिके धार्मिक अछु आउरी धार्मिक हेबा पाए जदि आम जीवन कोनसी पाप अछि ताके बस स्वीकार करि परिबा आमे कहि परिबा प्रभु को प्रभु मोर पाप को क्षमा करो प्रभु ओ मोर भाई भौणी माने ओ मोर प्रिय माने एटा सुजोग दुई गुण अभिषेक पाइबा समय एटा आत्मिक दान पाइबा समय आत्मा रे पूर्ण हेबा समय प्रभु को शक्ति रे पूर्ण हेबा समय पाप स्वीकार करिबा समय आ प्रभु को सानिध्य को जीवा समय एटा आपन को अपूर्व सुजोग अटे प्रार्थना करंतु समर्पित हुंतु अन्य विषय भ्रमित हुंतु नै अन्य विषय व्यतिव्यस्त हुंतु नै प्रभु आपन को सुजोग देइछंती आपन को जीवन को सजाड़िबा पाए पापरु फेरिबा पाए मंदतर फेरिबा पाए ओबाटरु फेरिबा पाए आसंतु प्रार्थना करिबा केई नीरव रहिबा नै मुख खोलिबा प्रार्थना करिबा पाए जिबा समस्त प्रार्थना करिबा पाए जिबा ओ मोर प्रिय भाई भौणी माने ए प्रकार सुजोग पुनी मिलिबो कि आमे जानि न से त्राण करता से जगतर मुक्तिदाता केवल प्रभु यीशु ख्रीस्त से निर्दोष में शासक अटंती से क्रूस रे बलिकृत हेबा पे आस्तिले से रक्त बुहाइबा पाए से पवित्र रक्त रे समुदाय मानव जातिर पाप क्षमा होई परिबो से कोनसी धर्म पे आसी नांती कोनसी गोटे जाति पे आसी नांती गोटे वर्ग पे आसी नांती से समस्त को पाए आमीन त्राण करता अटंती आपन को जीवन रे जदि कोनसी गुप्त पाप अछि प्रभु को कहंतु प्रभु मो आपन को पाख को आसुछि दया कर मते क्षमा करो आ से आपन को पाप सब क्षमा करबा पाए प्रस्तुत अटंती मो प्रभु को दासन को अभय कंतन आज्ञा को अनुरोध करबी से परवर्ती समय प्रार्थना कढे नेबे प्रेज द लॉर्ड थैंक यू जीसस आसुत प्रिय मंडली परमेश्वर मान को सहित कथा कहिचंती प्रभु को दासन को मुख रूप परमेश्वर मान कथा कहिचंती से राजा मान को राजा प्रभु मान को प्रभु से अटंती से अति भयंकर परमेश्वर आ प्रभु को निकट समर्पित हेबा आमी ए रात्र समोरी प्रभु आमान को कथा कहिचंती Praise the Lord. Thank you, Jesus. Thank you, Jesus. Holy Spirit. Praise your name, Jesus. Hallelujah. Thank you, Jesus. ए समय अनुरोध करूची आमान को मध्य अछंती प्रेसिडेंट आज्ञा जितेंद्र खोसला आज्ञा अछंती आपको आसीबी आ संकेत भावरी प्रार्थना करिबी Praise the Lord. Thank you, Jesus. आमे समस्त समय आमे चक्कु बंद करथिबा आ प्रभु को दास तो प्रार्थना कला परी आमे शेष प्रार्थना करिबा तापरी आमे विदाय नेबा Praise the Lord. Thank you, Jesus. स्वर्गस्थ बापा एते बेले हमें तुमको धन्यवाद दउछ प्रभु तुम दासों को द्वारा जो वाक्य प्रभु आमान को तुम्हें देई अछ तुम द्वितीय आगमन पर्यंत प्रभु से वाक्य अनुसार हमें चलिबो एवं जीवन रे जेते सब पाप करछि से पाप को गोटे गोटे विषय को मने पकाई प्रभु अनुताप सहित फेरी ए जगतर पापरु प्रभु माने जो प्रकार मुक्ति पाई पारु एथिपाय मान को तुम्हें दया कर प्रभु जो वाक्य प्रभु बाइबल जते वर्ष प्रभु आज दे प्रभु आमान को जो चेतना जो परामर्श जो स्वर्गीय आह्वान प्रभु आज आमान को मध्य रे दिया जाय अछि से स्वर्गीय आह्वान को प्रभु चैलेंज रो सहित प्रभु हमें ग्रहण करिवा पे आमान को तुम्हें आशीर्वाद करो अनुग्रह करो एवं प्रार्थना करी मागु अच्छु आसंता काली तार दिन मध्य प्रभु जो वाक्य प्रभु तांको मुख दे मान को तुम्हें सचेतनता करबा पे जाऊ अछ प्रभु ए 3 दिन रो ए सभा को प्रभु तुम्हें आमान को आत्मिक जीवन रो प्रत्येक सोपान को प्रभु तुम्हें आगो को तुम्हें कढ़ाई न बोले प्रार्थना करू अछि विशेष करी तांको मुख द्वारा तांको जीवन द्वारा प्रभु अनेक प्रभु आमाने रिवाइवल ही पारु एथिपाई मध्य तुम्हें आज ठीक प्रभु जानिया मान को द्वारा तुम्हें कथा कहि अछ से पाए तुमको धन्यवाद दउछु प्रभु आज जेते सब वाक्य सुनी अछु वाक्य अनुसार प्रभु निज जीवन को गठन करि पारु एथिपाई तुम्हें दया कर सब महिमा एत तुम हस्त समर्पित करू अछु प्रभु जेते जण मध्य बापा आ तुमरी वाक्य सुनिबा पाए तृषार सहित प्रभु आसी अछंती सेमान को मध्य तुम्हें आशीर्वाद करी निज निज घर को बाहरी तुम साहाय्य कर समस्त महिमा गौरव तुम हस्त समर्पित करी प्रार्थना यीशु को नाम रे मांगु अछि आसुन तो प्रभु से प्रार्थना करिबा हे अमन को स्वर्गस्थ पिता तुम नाम पवित्र बोली मान्य हो तुम राज्य आसु जे पुरी स्वर्ग रे से पुरी पृथ्वी रे तुम इच्छा सफल हो आज न प्रेज न आराध्य हम जे पुरी हम क्षमा करूछु सही पर अपराध क्षमा करो रे अन्नाय मातम रक्षा करो
ଯୁରାଜତ ପରାକ୍ରମ ଗୌରବ ଯୁଗେ ଯୁଗେ ତୁମର ପିତ ଆମେନ୍। ଏତେବେଳେ ପିତା ପରମେଶ୍ୱର ପାର ଅନୁଗ୍ରହ କିନ୍ତୁ ଶାନ୍ତି ପବିତ୍ର ଆତ୍ମାଙ୍କର ସହଭାଗିତା ଆମମାନଙ୍କ ସମସ୍ତଙ୍କ ପ୍ରତି ପୁଣି ତାଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ବିଶ୍ୱମଣ୍ଡଳ ପ୍ରତି ସହବର୍ତ୍ତୀ ହୁଅନ୍ତୁ ଆମେନ୍। ଯୀଶୁଙ୍କ ରକ୍ତରେ ଜୟ ହେଉ, ଯୀଶୁଙ୍କ ନାମରେ ଜୟ ହେଉ, କାଲବରୀ କ୍ରୁଶରେ ଜୟ ହେଉ ଆମେନ୍। ହାଲେଲୁୟା।